वेलकम टू माय पॉडकास्ट। आज आमे पेरेंटिंग शिखिबा कहीं ना पिला बेले जिते बेले आमे पिला थिले मन अच्छे ना आमे जतले भूल कर दोथिले बापा माँ माने कौन करियार पिटिदार गाली करदार या फिर टीचर माने भी गाली करदार बट आमर आग काल कौन थिला 80% के बाध्य फोर्स करके शिक्षा जाए एंड 20% जस्ट बुझे ट्राई करते भूल कौन बट आज जमाना पूरा चेंज हो गलानी। सो आज आम पाखे जन अच्छा जे कि 100 जन प्लस लोक मान ट्रेन कर पेरेंटिंग तांकर निस माने से शिखौ तो आज मुझे वेलकम करछि। वेलकम सुश्री मैडम, वेलकम टू माय पॉडकास्ट। Thank you, Mahesh. Welcome also to you. फर्स्ट ऑफ ऑल मु बहुत थैंक यू जनाऊे कहीं ना मोर बहुत माने बहुत जन सांग अच्छा जो मैंने नुआ नुआ बाहर तो से आपण हेल्प बहुत दरकार पेरेंटिंग उपरे। सो आपण कौन कर Actually, ମୁଁ ପେଶାରେ ଜଣେ ଟିଚର କିନ୍ତୁ ମୁଁ ବି ଫେସ୍ କରିଛି କଣ ପ୍ରୋବ୍ଲେମ ମୋ ପିଲା ସହିତ କେମିତି ମୁଁ ଅସୁବିଧା ଫେସ୍ କରିଛି ତାକୁ ଏପର୍ଯ୍ୟନ୍ତ ବଢେଇ ଆଣିବାରେ। ତେଣୁ ମୁଁ ଟ୍ରାଏ କରୁଛି ଯେ ମୋ ଭଳିଆ ଆଉ କୌଣସି ମଦର ମାନେ ସେଇ ପ୍ରୋବ୍ଲେମ ଫେସ୍ ନ କରନ୍ତୁ ଆଉ କାମଫୁଲି ମାଇଣ୍ଡଫୁଲି ସେମାନେ ପ୍ୟାରେଣ୍ଟିଂ ଶିଖନ୍ତୁ ଯାହା ଦ୍ୱାରା ତାଙ୍କ ପିଲାମାନଙ୍କ ସହିତ ତାଙ୍କର ବଣ୍ଡିଂ ଭଲ ହବ ଆଉ ପିଲାମାନେ ଇମୋସନାଲି ଷ୍ଟ୍ରଙ୍ଗ ହେବେ ଆଉ ତାଙ୍କ ପ୍ୟାରେଣ୍ଟସ୍ ମାନଙ୍କ ପାଖରେ ସେମାନେ ସିକ୍ୟୁର ଫିଲ୍ କରିବେ, ସବୁ କଥା ସେୟାର କରିବେ। ताहले आपण माने केमिति वे रे जणु हेल्प करिवे। फॉर एग्जांपल जणे आसला आपण बाकू तो केमिति वे रे माने के एक्सप्लेनेशन करिए पूरा पेरेंटिंग ऊपर। एक्सप्लेनेशन माने ହେଲା ଯେ ପ୍ରଥମ କଥା ହେଲା ଆପଣ ପିଲାମାନଙ୍କୁ ଯାହା ଶିଖେଇବାକୁ ଚାହିଁବେ ବା ପିଲାମାନଙ୍କୁ ଆପଣ ଯେମିତି ବି ଚେଞ୍ଜ କରିବାକୁ ଚାହିଁବେ ତା ପୂର୍ବରୁ ଆପଣଙ୍କୁ ନିଜକୁ ଚେଞ୍ଜ ହବାକୁ ପଡିବ। କାରଣ ପିଲାମାନେ ଆମ ୱାର୍ଡକୁ ଫଲୋ କରନ୍ତିନି, ସେମାନେ ଆମେ କଣ କରୁଛନ୍ତି ସେଟାକୁ ଫଲୋ କରନ୍ତି, ସେମାନେ ଆମ କାମକୁ ଅନୁକରଣ କରନ୍ତି। ତେଣୁ ଆମେ ସବୁବେଳେ ମୁଁ ଫୋକସ ଦିଏ ପ୍ୟାରେଣ୍ଟସ୍ ମାନଙ୍କ ଉପରେ ଯେ ସେମାନେ ନିହାତି ଭାବରେ ଆଗ ନିଜ ଉପରେ କାମ କରିବା ଶିଖନ୍ତୁ। ଯେତେବେଳେ ଆମ ଭିତରେ କିଛି ପରିବର୍ତ୍ତନ ଆସିବ ପିଲାମାନେ ସେଇଟା ଶିଖି ଶିଖି ପରିବର୍ତ୍ତନ ନିଶ୍ଚିତ ଭାବରେ ହେବେ। କାରଣ ଯେତେବେଳେ ପିଲାମାନେ ଛୋଟ ବେଳୁ କଥା କହିବା ଆରମ୍ଭ କଲେ ସେମାନଙ୍କୁ କଣ ଆମେ ଶିଖେଇଥିଲେ? ସେମାନେ ଆମ ଘର ଭିତରେ ଆମେ ଯେମିତି କଥା ହଉଛେ ଯୋଉ ଲାଙ୍ଗୁଏଜରେ କଥା ହଉଛେ ସେ ସେଇଭଳି ଆମ କାମକୁ ଫଲୋ କଲେ। ଆମେ ଏକ୍ଜାକ୍ଟ ଯେମିତି ବିହେଭ କରୁଛନ୍ତି ପିଲାମାନେ ବି ଏକ୍ଜାକ୍ଟ ସେମିତି ବିହେଭ ବି କରୁଛନ୍ତି। ତେଣୁ ଆମ ବିହେଭିୟର ଆମ ପାଟର୍ନ ଯେତେବେଳେ ଚେଞ୍ଜ ହବ ପିଲାମାନେ ମଧ୍ୟ ଧୀରେ ଧୀରେ ସେଇଭଳିଆ ତାଙ୍କର ଚେଞ୍ଜେସ୍ ଆସିବ ତାଙ୍କ କଥାବାର୍ତ୍ତାରେ ତାଙ୍କ ଚାଲିଚଳଣିରେ ସବୁଥିରେ। अच्छा ता माने आग काल रे माने 1990 2000 मसिया रे पेरेंट्स माने वर्ड रे कहउतले बट आजिकली पिला माने निजरो एक्शन रो शिखिबे पेरेंट्स मानवर। ନିଶ୍ଚିତ ଭାବରେ ନାଇଁ ସେତେବେଳେ ବି ପିଲାମାନେ ଫଲୋ କରୁଥିଲେ ତାଙ୍କ ବାପା ମା ମାନଙ୍କୁ। ତମେ ବି ମନେ ପକାଅ ଆମ ବାପା ମା ଯାହା ବି କରୁଥିଲେ ଆମେ ସେଇ ଜିନିଷ ହିଁ ଶିଖୁଥିଲେ। କିନ୍ତୁ ସେତେବେଳେ କଣ ଥିଲା ନା ଆମେ ମାନେ ଆଜିକାଲି ଯେମିତି ବିଜି ରହୁଛେ ସମସ୍ତେ ପ୍ୟାରେଣ୍ଟସ୍ ମାନେ ବେସିକାଲି ମଦର୍ସ ମାନେ ସମସ୍ତେ ପ୍ରାୟ ଆଜିକାଲି ୱାର୍କିଂ, ସେତେବେଳେ ଆମ ମଦର ମାନେ ୱାର୍କିଂ ନଥିଲେ। ସେତେବେଳେ ଥିଲା ଜଏଣ୍ଟ ଫ୍ୟାମିଲି, ବହୁତ ଜଣ ଥିଲେ ପିଲାମାନଙ୍କୁ ସମ୍ଭାଳିବା ପାଇଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ସବୁ ଜାଗାରେ ନ୍ୟୁକ୍ଲିୟର ଫ୍ୟାମିଲି, ମଦର ମାନେ କାମକୁ ଯାଉଛନ୍ତି, ତାଙ୍କ ପିଲାମାନେ ଏକୁଟିଆ ରହୁଛନ୍ତି। ତେଣୁ ମା ମାନଙ୍କ ପାଖରେ ବେଶୀ କ୍ୱାଲିଟି ଟାଇମ ନଥାଏ ପିଲାମାନଙ୍କ ପାଖରେ ଦବା ପାଇଁ। ତେଣୁ ଧୀରେ ଧୀରେ କଣ ହୁଏ ନା ତାଙ୍କ ଯୋଉ ଭିତରେ ଇମୋସନାଲ ବଣ୍ଡିଂ ଟା ଥାଏ ପିଲାଙ୍କ ସହିତ ସେଟାରୁ ସେ ଧୀରେ ଧୀରେ ଡିଟାଚ ହେଇଯାଆନ୍ତି। ତା ଫଳରେ କଣ ହୁଏ ନା ଯାହା ବି ବାପା ମା କହନ୍ତି ସେମାନେ ସେଟା ଶୁଣିବାକୁ ରାଜି ହୁଅନ୍ତିନି। ତେଣୁ ପ୍ରଥମ କଥା ହେଲା ପିଲାଙ୍କ ସହିତ ବଣ୍ଡିଂ ଭଲ କରିବା ନିହାତି ଆବଶ୍ୟକ ଅଛି। କାରଣ ଗୋଟେ ସମୟ ପର୍ଯ୍ୟନ୍ତ ପିଲା ତାର ଆବଶ୍ୟକତା ପାଇଁ ତମ ସହିତ ରହେ। ଯେମିତି ଛୋଟ ବେଳେ ତାର ଖାଇବା ପିଇବା ପିନ୍ଧିବା ସବୁ ଜିନିଷ ଧୀରେ ଧୀରେ ଯେତେବେଳେ ସେ ଆଡଲ୍ଟ ହୁଏ ସେତେବେଳେ କଣ ହୁଏ ନା ସେ ବଡ ହେଲା ପରେ ନିଜେ ଆର୍ନିଂ କରିବା ଶିଖେ। ସେତେବେଳେ ତାର ଆଉ ଆବଶ୍ୟକତା ନଥାଏ ତମ ମାନଙ୍କ ପାଖରେ ବା ବାପା ମା ମାନଙ୍କ ପାଖରେ। କିନ୍ତୁ ଯଦି ଆମେ ତାଙ୍କ ସହିତ କିଛି ବ୍ୟୁଟିଫୁଲ ମେମୋରି ତିଆରି କରିଥିବା ଛୋଟ ବେଳୁ ବଡ ହବା ପର୍ଯ୍ୟନ୍ତ ତାହେଲେ ଯେତେବେଳେ ସେ ମନେ ପକେଇବେ ସେଇ ଜିନିଷଟା ହିଁ ମନେ ପକେଇବେ। ସେ ମନେ ପକେଇବେ ଯେ ତାଙ୍କର କୋଉ ମାନେ ପେନଫୁଲ ମୁମେଣ୍ଟ ବା ଷ୍ଟ୍ରେସଫୁଲ ମୁମେଣ୍ଟରେ ଆମେ ତାଙ୍କ ସାଥିରେ ଥିଲେ।
କିନ୍ତୁ ମାନେ ଏଇଟା ମୋ ପର୍ସନାଲ ଅନୁଭୂତିରୁ କହୁଛି, କେତେ ଜଣ ବି ସାଙ୍ଗସାଥୀଙ୍କ ମାନେ ସହିତ ମୁଁ ଯାହା ନିଜେ ଫିଲ୍ କରିଛି ସେଥିରୁ କହୁଛି। କାରଣ ଜଣେ ଜଣେ ଥାଆନ୍ତି, ସେମାନେ ଥରେ ଯେତେବେଳେ ବାହାରକୁ ପଳାନ୍ତି ଚାକିରି କରିବା ପାଇଁ କି କୌଣସି କାରଣ ପାଇଁ, ସେମାନେ ଆଉ ପଛକୁ ଫେରିବାକୁ ଆଉ ଇଚ୍ଛା କରନ୍ତିନି। ସେମାନେ ତାଙ୍କ ବାପା ମାଙ୍କ ପାଖକୁ ଆଉ ଆସିବାକୁ ଇଚ୍ଛା କରନ୍ତିନି। ସେ କହିବେ ଆମେ ତ ଯେତେବେଳେ ଯାହା ଚାହୁଁଥିଲୁ ଆମକୁ କରିବାକୁ ଦଉନଥିଲେ। ମାନେ ତାଙ୍କ ସହିତ ଏତେ ଖରାପ ମେମୋରି ତିଆରି ହେଇଥାଏ ତାଙ୍କ ବାପା ମାନଙ୍କ ସହିତ, ତେଣୁ ସେମାନେ ପଛକୁ ଫେରିବାକୁ ବି ଇଚ୍ଛା କରନ୍ତିନି। ସବୁ କଥାରେ ଶେଷ ସମୟ ପର୍ଯ୍ୟନ୍ତ ବି ସେମାନେ ତାଙ୍କ ଉପରେ ତାଙ୍କର ସେ ଯୋଉ ଡିସରେସପେକ୍ଟଫୁଲ ଜିନିଷଟା ତାଙ୍କ ମନ ଭିତରେ ବାନ୍ଧି ହେଇଥାଏ, ସେଇଟା ମନ ଭିତରେ ତାଙ୍କର ଆସେ। ତେଣୁ ଆମେ ଚେଷ୍ଟା କରିବା ଯେ ଆମେ ଆକ୍ଚୁଆଲି ପିଲାମାନେ ହଉଛନ୍ତି ଭଗବାନଙ୍କ ଦାନ। ଆମେ ଯାହା ଚାହିଁବା ସେଇଆ ଆମେ କରିଦବା ପିଲାଙ୍କୁ ବୋଲି ସେଇଆ ନୁହେଁ। ଆମେ ସେମିତି କେବେ ବି କରିପାରିବାନି। କାରଣ ଯେମିତି ବଗିଚାର ମାଳି, ତା କାମ କଣ? ସେ ଗଛ ମାନଙ୍କୁ ପାଣି ଦବ, ସାର ଦବ, ସେମାନଙ୍କୁ ନର୍ଚର କରିବ। କିନ୍ତୁ ଗଛଟା କେମିତି ହବ ସେଇଟା ସିଏ ଡିସାଇଡ କରିବନି। ସେମିତି ଆମ ମାନଙ୍କ ମାଧ୍ୟମରେ ପିଲାମାନେ ସଂସାରକୁ ଆସିଛନ୍ତି। ଏମିତି ବି ଅଛନ୍ତି ପ୍ୟାରେଣ୍ଟସ ଯୋଉମାନେ ବହୁତ ମାନେ ପ୍ରେୟାର କରୁଛନ୍ତି ଭଗବାନଙ୍କୁ, କିନ୍ତୁ ତାଙ୍କୁ ଭଗବାନ ପିଲାଟା ଦଉନାହାନ୍ତି। କିନ୍ତୁ ଆମକୁ ସେଟା ମିଳିଛି, ସେଟା ହଉଛି ମାନେ ଭଗବାନଙ୍କ ଆଶୀର୍ବାଦ। କିନ୍ତୁ ଆମେ ଯଦି ସବୁବେଳେ ଫୋର୍ସଫୁଲି ଯାହା ଆମେ କରିପାରିନେ ଆମେ ସେଟା ତାଙ୍କ ମାଧ୍ୟମରେ କରିବାକୁ ଚାହିଁବା, ସେଟା କେତେବେଳେ ବି ସମ୍ଭବପର କଥା ନୁହେଁ। ଆଉ ଆମେ ପିଲାମାନଙ୍କ ପାଖରେ ଯାହା ନିଜର ଓନ୍ ପୋଟେନସିଆଲ ଅଛି ତାକୁ କେମିତି ଆମେ ନର୍ଚର କରିବା ଆଉ ସିଏ ସେଇ ବାଟରେ ଆଗକୁ ଯିବ, ସେଇଟା ଉପରେ ଆମେ ବେଶୀ ଫୋକସ ଦବା ନିହାତି ଆବଶ୍ୟକ। ଆଉ ପିଲାମାନେ ବେସିକାଲି କେମିତି ଖୁସିରେ ଶାନ୍ତିରେ ରହିବେ, ଆଉ ନିଜେ ତାଙ୍କ ଲାଇଫରେ ସକ୍ସେସ ହେବେ। ଆଉ ତମ ପାଇଁ ସବୁବେଳେ ଗୋଟେ ଥିବ ସ୍ପେସ, ସବୁବେଳେ ସେ ତାଙ୍କ ମନରେ ତମ ପାଇଁ ଗୋଟେ ଭଲ ପାଇବା ରହିବ ତାଙ୍କ ଏଣ୍ଡ ପର୍ଯ୍ୟନ୍ତ। ସେଇଟା ହିଁ ନିହାତି ଦରକାର। ତାହେଲେ ଆପଣ ମାନେ ବେସିକାଲି କ୍ୱାଲିଟି ପ୍ୟାରେଣ୍ଟିଂ ଷ୍ଟାର୍ଟ କଣ ପାଇଁ କଲେ? ମାନେ ନିଜର କିଛି ବ୍ୟାକଗ୍ରାଉଣ୍ଡ ଷ୍ଟୋରି ମାନେ କିଛି ତ ଥିବ। ହଁ ନିହାତି ଭାବରେ ଅଛି। କାରଣ ମୁଁ ବି ନିଜେ ଯେହେତୁ ୱାର୍କିଂ, ମୁଁ ବହୁତ ମାନେ ଷ୍ଟ୍ରେସ ଆଙ୍ଗଜାଇଟିରେ ଆଉ ଫ୍ରଷ୍ଟ୍ରେସନରେ ରହେ। ଆଉ ଏମିତି ବି ସମୟ ଅଛି, ମୋ ପିଲା ବହୁତ ଛୋଟ ଥିଲା, ମତେ ଯେତେବେଳେ ରାଗ ଆସେ ମୁଁ ତ କହିପାରେନି, ମୋ ହଜବେଣ୍ଡ ବି ପାଖରେ ରହନ୍ତିନି, ମୁଁ ଇନଲଜ ମାନଙ୍କ ପାଖରେ ରହେ। ତ ସେମାନଙ୍କୁ କହି ହୁଏନି, ଯେମିତି ବଡ ଲୋକଙ୍କୁ ଉତ୍ତର ନାହିଁ ଭଳିଆ। ଯେମିତି ୱାର୍କିଂ ପ୍ଲେସ ରେ ତମ ଅଥରିଟିକୁ ତମେ କିଛି କହିପାରିବନି, କାରଣ କନସିକ୍ୱେନ୍ସ ଜଣା ଅଛି ତମକୁ। ସେମିତି ତେଣୁ ଯୋଉଠି ରାଗଟା ସୁଝେଇ ପାରିବ ଛୁଆଙ୍କ ଉପରେ ଆମେ ସେଟା ସୁଝେଇ ଦଉ। ତେଣୁ ମୋ ପିଲା ବହୁତ ସଫରରେ ହେଇଛି ଛୋଟ ବେଳେ। ଆଉ ଧୀରେ ଧୀରେ କଣ ହେଲା ନା, ତା ସହିତ ମୋର ଡିସକନେକ୍ସନ ମାନେ ବଢି ଚାଲିଲା। ଆଉ ଏମିତି ବି ସମୟ ଆସିଲା, ଗୋଟେ ଗୋଟେ ଦିନ ମୋର ଛୁଟି ଥିବ କି ମୁଁ ଯଦି ରହିବାକୁ ଚାହିଁବି, ମୋ ଝିଅ କହିବ ଯେ ଆଉ ମାମା ତୁ ଆଜି କଣ ଯିବୁନି ସ୍କୁଲ, ତୁ କଣ ପାଇଁ ଘରେ ଅଛୁ, ତୁ ଯାଉନୁ ସ୍କୁଲ। ମତେ ସେଦିନ ଏତେ କାନ୍ଦ ଲାଗେ, ଇଭିନ ମୁଁ ଛୁଟି ନେଇଥାଏ ପୁଣି ସ୍କୁଲ ପଳାଏ ସେଦିନ। ଆଉ ତାପରେ ଏମିତି ସମୟ ବହୁତ ମାନେ ଖରାପ ସମୟ ଆସିଛି। ଧୀରେ ଧୀରେ ସବୁ ପ୍ରକାର ରିଲେସନ ମାନେ ହଜବେଣ୍ଡଙ୍କ ସହିତ, ଇନଲଜଙ୍କ ସହିତ, ମାନେ ଆଉଟ ଅଫ ଷ୍ଟ୍ରେସ। କାରଣ ନିଜ ପାଇଁ ଯେତେବେଳେ ଆମେ ବାଉଣ୍ଡରୀ ସେଟ ତିଆରି ନ କରିବା, ସବୁ ଜିନିଷ ସେମାନେ ଟେକେନ ଆଜ ଗ୍ରାଣ୍ଟେଡ ନେଇଯାଆନ୍ତି। ଆଉ ଆମେ କାହାକୁ ନୋ କରିବା ଶିଖିନଥାଉ। ଯେତେବେଳେ ଆମେ ବର୍ଷ ବର୍ଷ ଧରିକି ୟେସ୍ କରିଥାଉ, ତାଙ୍କ ସବୁ କଥାରେ ହଁ ମିଶେଇକି ବାଟ ଚାଲିଥାଉ, ଯେତେବେଳେ ଗୋଟେ ସମୟ ଆସେ ତମ ବଡି ପରମିଟ କରୁନଥିବ, ମନ ପରମିଟ କରୁନଥିବ, ଆଉ ତମ ସହିତ କୌଣସି ଆଟାଚମେଣ୍ଟ ନଥିବ ତମ ପିଲାମାନଙ୍କ ସହିତ, ସେତେବେଳେ ତମେ ବାଧ୍ୟ ହବ ମାନେ ଗୋଟେ ଅଲଗା ସିଚୁଏସନ କୁ ପଳେଇ ଆସିବା ପାଇଁ। ତମେ ରୁଡ ଭଏସ ରେ କଥା କହିବ, ରାଗିଯିବ, ଆଉ ନିଜ ଉପରେ କଣ୍ଟ୍ରୋଲ ରହିବନି। ନିଜ ଇମୋସନ ଉପରେ ବେସିକାଲି ଆମେ ରେଗୁଲେସନ ଆଣିପାରନ୍ତିନି। ଆମ ନିଜ ଇମୋସନକୁ କେମିତି ଆମେ କଣ୍ଟ୍ରୋଲ କରିବା, ସେଇଟା ଆମେ ସେତେବେଳେ ଆଉ ବୁଝିପାରନ୍ତିନି। ତେଣୁ ଏଇଟା ତ ନିହାତି ଦରକାର, ଯୋଉମାନେ ୱାର୍କିଂ ସେମାନଙ୍କର ନିଜ ଇମୋସନ ଉପରେ କଣ୍ଟ୍ରୋଲ ରହିବା ନିହାତି ଆବଶ୍ୟକ। ଆଉ ସେକେଣ୍ଡ, ନିଜ ପାଇଁ ସେଲ୍ଫ କେୟାର କରିବା ନିହାତି ଆବଶ୍ୟକ। କାରଣ ଯେତେବେଳେ ଯେମିତି ଫର ଏକ୍ସାମ୍ପଲ ଆମ ପାଖରେ ସିନା 100 ଟଙ୍କା ଯଦି ଥିବ, କିଏ ମାଗିଲେ ଆମେ ତାକୁ ଦବା, କିନ୍ତୁ ଆମ ପାଖରେ କିଛି ନଥିବ, ଜଣେ ମାଗିବ, ସେତେବେଳେ କଣ ହବ? 100 ଟଙ୍କା ମନେକର ଆମ ପାଖରେ ଅଛି, ଜଣେ ପ୍ରଥମେ 20 ଟଙ୍କା ମାଗିଲା, ଦେଲେ ଆମେ ଫାଷ୍ଟ ଟାଇମ ଯେତେବେଳେ ଦେଲେ ଇଟ୍ସ ଓକେ। ସେକେଣ୍ଡ ଟାଇମ ଆଉ 20 ଟଙ୍କା ଯେତେବେଳେ ମାଗିବ, ସେତେବେଳେ ଧୀରେ ଧୀରେ ଆମ ମନକୁ ଆସିବ ଷ୍ଟ୍ରେସ, କଣ ପୁଣି 2 ଥର ମାଗିଲାଣି। ଯେତେବେଳେ ଥାର୍ଡ ଟାଇମ ମାଗିବ, ଆହୁରି ଅଧିକା ଷ୍ଟ୍ରେସ। ଲାଷ୍ଟ ବେଳକୁ କିଛି ବି ନଥିବ। ଯେତେବେଳେ ଆମ ପାଖରେ କିଛି ନଥିବ, ସେତେବେଳେ ଆମ ମନରେ କଣ ଆସିବ? ରାଗ ଆସିବ।
କିଛି ନାହିଁ, ଏଇ ଲୋକ ସବୁବେଳେ କଣ ମାଗି ଚାଲିଛି, ଏକ୍ଜାକ୍ଟ ସେଇଭଳିଆ। ଆମ ପାଖରେ ଯଦି ଆମ ଏନର୍ଜି ଫୁଲ ହେଇକି ନଥିବ ତାହେଲେ ଆମେ ଆଉ କଣ ଦେବା କାହାକୁ? ଆମେ ଅଲଗା ଆମ ଫ୍ୟାମିଲି ମେମ୍ବର କୁ ହଉ ବା ଆମ ୱାର୍କ ପ୍ଲେସ ରେ ହଉ ଆମେ କେମିତି ସର୍ଭିସ ଦବା? ଆଗ ଆମେ ନିଜେ ଆମ ଏମ୍ପ୍ଟି କପ୍ ଟା ଫୁଲ ହବା ନିହାତି ଆବଶ୍ୟକ ନା। ଯଦି ଆମେ ଫୁଲ ନ ରହିବା ଆମେ କେମିତି ଆମ ଏନର୍ଜି ଆଉ କାହା ପାଇଁ ସ୍ପେଣ୍ଡ କରିବା? ଆଉ ସେକେଣ୍ଡଲି ପିଲାମାନଙ୍କ ସହିତ ନିହାତି ଭାବରେ କନେକ୍ସନ ବଢିବା ଆବଶ୍ୟକ। କାରଣ ଆଜିକାଲି ଯାହା ପରିସ୍ଥିତି, ଆଉ ମାନେ ଆମ ବାପା ମାଙ୍କ ସହିତ ଆମର ଯେତିକି କନେକ୍ସନ ଅଛି ଆମ ସହିତ ଆମ ପିଲାମାନଙ୍କର ସେତିକି କନେକ୍ସନ ନାହିଁ। ତେଣୁ ପିଲାଙ୍କ ସହିତ କନେକ୍ସନ ନିହାତି ରହିବା ଦରକାର। ଖାଲି ପିଲା ନୁହେଁ, ଆମ ହଜବେଣ୍ଡ ମାନଙ୍କ ସହିତ ବା ୱାର୍କ ପ୍ଲେସ ରେ ହଉ ବା କୋଉଠି ବି ଭଲ ରିଲେସନ ବି ଆମେ ମେଣ୍ଟେନ କରିପାରୁନେ ଆଉଟ ଅଫ ଷ୍ଟ୍ରେସ ଆଉ ଆଙ୍ଗଜାଇଟି। ଆଉ ଆମେ ନିଜ ଇମୋସନକୁ ନିଜେ ଯେହେତୁ କଣ୍ଟ୍ରୋଲ କରିପାରୁନେ, ସବୁ ଜାଗାରେ ଆମେ ପ୍ରୋବ୍ଲେମ ଫେସ କରୁଛେ। ଆଉ ସେଲ୍ଫ କେୟାର କରିବା ନିହାତି ଆବଶ୍ୟକ। ସେଲ୍ଫ କେୟାର ମତଲବ ଯେମିତି ଆମକୁ ଯୋଉ କାମଟା ଭଲ ଲାଗେ, ଯୋଉ କାମଟା ଆମେ କଲେ ଆମେ ନିଜେ ଏନର୍ଜି ଗେନ୍ କରିବା, ସେଇଭଳିଆ ଆମର ଯୋଉଟା ପାସନ, ଆମର ଯୋଉଟା ହବି, ତା ଦେହରେ ନିହାତି ଭାବରେ କିଛି ସମୟ 24 ଘଣ୍ଟା ଭିତରୁ ଟାଇମ ସ୍ପେଣ୍ଡ କରିବା ନିହାତି ଆବଶ୍ୟକ। କାରଣ ଆମେ ଯଦି ସବୁ କାମକୁ ଖାଲି ଏନର୍ଜି ଡ୍ରେନିଂ କାମରେ ଆମେ ସାରିଦବା, ଯେମିତି ଘର କାମ ହଉ, ଆମେ ଅଫିସ କାମକୁ ଗଲେ ଯିବା ଆସିବା ଟାଇମ ହଉ, ବା ସେଠି ଯୋଉ ଟାଇମ ଟା ସ୍ପେଣ୍ଡ କଲେ, ସେଗୁଡାକରେ ଆମର କଣ ହୁଏ? ଏନର୍ଜି ଡ୍ରେନ୍ ହୁଏ ନା। କିନ୍ତୁ ଆମେ ଏନର୍ଜି ଗେନ୍ ଜମା କରୁନେ। ଦିଟା ଏକ ବାଲାନ୍ସ ହେଇକି ରହିଲେ ଯାଇକି ଆମ ଇମୋସନ ଷ୍ଟେବଲ ହେଇକି ରହିବ। ତେଣୁ ସଦାବେଳେ ସେଇ ଦିଟାକୁ ବାଲାନ୍ସ କରିକି ଚାଲିବା ନିହାତି ଆବଶ୍ୟକ। ତାହେଲେ ଏସବୁ ତ ମାନେ ମୁଁ ଜାଣିବାରେ ଆଫ୍ଟର 2024 ଆସିଲା, ମାନେ ସେଲ୍ଫ ଲଭ୍, ଏନର୍ଜି ଦବା ପାଇଁ, ନହେଲେ ଚାଇଲ୍ଡ କନେକ୍ସନ, ହଜବେଣ୍ଡ କନେକ୍ସନ। ଆଗକାଳ ତ କିଛି ନଥିଲା, 1920 ସେତେବେଳେ କିଛି ନଥିଲା। ତ ବହୁତ ସାରା ପ୍ୟାରେଣ୍ଟସ କଣ କରୁଛନ୍ତି ଯେ ଯଦି ତାଙ୍କୁ କୁହାଯିବ ଯେ ପ୍ୟାରେଣ୍ଟିଂ ବିଷୟରେ ଟିକେ ଶିଖ, ଖାସ ହୁଁ କରି ହୁଁ ଯୋଉମାନେ ବାହା ହଉଛନ୍ତି ତାଙ୍କେ ଜାଣିଛନ୍ତି, ମାନେ ହୁଁ। 2020 ଯୋଉମାନେ ଆଗରୁ, ସେମାନେ କଣ ତୁ ଆମଠୁ ଅଧିକ ଜାଣନ୍ତୁ ଏମିତି କଥା ହେଇଥାଉଛନ୍ତି। ସୋ ଏଇଟା କଣ ଆକ୍ଚୁଆଲି ଇମ୍ପୋର୍ଟାଣ୍ଟ କଣ ପାଇଁ? ପ୍ରଥମ କଥା ହେଲା ତ ଇମ୍ପୋର୍ଟାଣ୍ଟ ହେଲା ଏଇ ଯୋଉ ଗୋଟେ 2-3ଟା କଥା କହିଲି, ପ୍ୟାରେଣ୍ଟିଂ ଆମେ ଶିଖିବା ପାଇଁ ହେଲେ ପିଲା ଆମର କେମିତି କନଫିଡେଣ୍ଟ ଚାଇଲ୍ଡ ଆମେ ରେଜ କରିବା। ଦ୍ଵିତୀୟରେ ସେ କେମିତି ଇମୋସନାଲି ଷ୍ଟେବୁଲ ଚାଇଲ୍ଡ ଗୋଟେ ହବ। ଆଉ ଲାଇଫ ରେ ସେ ଖୁସିରେ ଆଉ ସକ୍ସେସଫୁଲ ଲାଇଫ ସେ ମେଣ୍ଟେନ କରିବ। ଆଉ କେତେବେଳେ ବି ସେ ଫିଲ୍ କରିବନି ତା ପାଖରେ ଗୋଟେ ସେଫ ସ୍ପେସ ନାହିଁ। ଆମ ପାଖରେ ସେ ସବୁ ଜିନିଷ ସବୁ ସମୟରେ ଖୋଲିକି କହିପାରିବ। ଯାହା ଗୋଟେ ଭୁଲ କଲେ ବି ମନେ ପକା, ଆମେ ଆମ ବାପା ମା ମାନଙ୍କ ପାଖରେ ସବୁ କଥା କହିପାରୁଥିଲେ? କହିପାରୁନଥିଲେ। କିନ୍ତୁ ବହୁତ ଜିନିଷ ଆମେ ସଫର ରହୁଥିଲେ। କିନ୍ତୁ ସେଇ ଜିନିଷ ଟା ଯେମିତି ଆମ ପିଲାଙ୍କ ସହିତ ନହବ। କାରଣ ଯାହାବି ସୋର୍ସ ରୁ ଯାହା ଇନଫରମେସନ ସେ ପାଉଛନ୍ତି, ଯାହା ହେଲେ ବି ସେଥିରେ ରଙ୍ଗ ଇନଫରମେସନ ଥିବ। ଯୋଉ ଜିନିଷ ଟା ସେ ଆମ ମାନଙ୍କ ପାଖରୁ ପାଇବେ ସେଟା ନିଶ୍ଚିତ ଭାବରେ ସେମାନେ ସେଫ ହିଁ ରହିବେ। କାରଣ ପିଲାମାନଙ୍କୁ ମିସଗାଇଡ କରିବା ପାଇଁ ତ ଲୋକ କମ ନାହାନ୍ତି। ସଙ୍ଗ ଦୋଷ ଗୋଟେ ଅଛି। ଆଜିକାଲି ସୋସିଆଲ ମିଡିଆର ପ୍ରଭାବ ବି ବହୁତ ଅଛି। ସେଇଟା ତ ବେଶୀ ମାନେ ଚାଲିଛି। ପିଲାମାନେ ସମସ୍ତେ ୟୁଟ୍ୟୁବ, ଫେସବୁକ୍, ଇନଷ୍ଟାଗ୍ରାମ ସବୁବେଳେ ଫଲୋ କରୁଛନ୍ତି ସେଗୁଡାକୁ। ତେଣୁ ତାଙ୍କର ବି ଯାହା ପ୍ରୋବ୍ଲେମ, ଆଜିକାଲି ଏଆଇ ବି ଆସିଲାଣି, ତେଣୁ ସେମାନଙ୍କୁ ପଚାରିଦେବେ। କିନ୍ତୁ ସବୁ ଜାଗାରେ ଯେ ସେମାନେ ତାଙ୍କ ଯାହା କୋଶ୍ଚିନ ଆନ୍ସର ଟା ଠିକ ଆନ୍ସର ପାଇବେ ବୋଲି କିଛି ମାନେ ଅଛି କି? ଆଉ ସେଫ ବି ନୁହେଁ। ତେଣୁ କେତେବେଳେ ସେମାନେ ସେଫ ଫିଲ୍ କରିବେ? ଯେତେବେଳେ ତମ ପାଖରେ ସେ ଖୋଲିକି ନିଜକୁ ସବୁ କଥା ସେୟାର କରିପାରିବେ। ତେଣୁ ଆମ ପାଇଁ ହେଲା ଟାସ୍କ ଯେ ଆମେ ତାଙ୍କୁ ସେମିତିଆ ସ୍ପେସ ଦବା ଦରକାର। ସେମାନେ ସ୍ପେସ ପାଇଲେ ହିଁ ଆମ ପାଖରେ ସବୁ ଜିନିଷ ସେୟାର କରିବେ। ଯୋଉ ଦିନ ଆପଣ ଫିଲ୍ କରିବେ ଯେ ଆପଣଙ୍କ ପିଲା ମାନଙ୍କର ସ୍କୁଲ ଯାଇଛି, ସବୁଦିନ ଆଜି ଏୟା ହେଲା ସେୟା ହେଲା କହୁଛି, କିନ୍ତୁ ଗୋଟେ ଦିନ କିଛି କହୁନି, ଏମିତି ଲଗାତାର ଚାଲିଲା, ସେଇଠୁ ଜାଣିବେ ଯେ କିଛି ଗୋଟେ ଗଡବଡ ଆରମ୍ଭ ହେଲା। ତେଣୁ କଥା ହେଲା ପିଲାମାନଙ୍କୁ ଆମର ସେଫଟି, ପିଲାମାନଙ୍କର ସେଫଟି, ଇମୋସନାଲ ସେମାନଙ୍କର ବଣ୍ଡିଙ୍ଗ ଆପଣଙ୍କ ସହିତ ରହିବା ପାଇଁ, ଆଉ କନଫିଡେନ୍ସ ଚାଇଲ୍ଡ ରେଜ କରିବା ପାଇଁ, ଏଇଗୁଡାକ, ଆଉ ସେମାନଙ୍କର ଯୋଉ ଆଜିକାଲି ଲାଇଫରେ ଯୋଉ ଷ୍ଟ୍ରେସ, ଆଂଜାଇଟି, ପେନଫୁଲ ମୁମେଣ୍ଟ ସବୁ ଆସୁଛି, ସେଗୁଡାକରୁ ମଧ୍ୟ ମାନେ ନିଜକୁ କେମିତି ବଞ୍ଚେଇକି ରଖିବେ, ସେଇ ସମୟରେ କେମିତି ନିଜ ଇମୋସନକୁ କଣ୍ଟ୍ରୋଲ କରିବେ, ସେଗୁଡାକ ମଧ୍ୟ କେମିତି ଶିଖିବେ। କାରଣ ସବୁ ଜିନିଷ ବହିରୁ ସବୁବେଳେ ମିଳେନି। ସେମାନେ ରିଅଲ ଲାଇଫ ରୁ ସେଇଟା ମାନେ ଗେନ୍ କରନ୍ତି। ଯାହା କୋଉଠୁ ଗେନ୍ କରିବେ? ଘରେ।
ସବୁ ଜିନିଷ ଯେମିତି ପ୍ରଥମ ପରିବାର ହିଁ ପ୍ରଥମ ସ୍କୁଲ ଯେମିତି କୁହାଯାଏ। ତେଣୁ ସେଇଟା ସେ କୋଉଠୁ ଶିଖିବ? ଘରେ ବାପା ମା ଜେଜେମା ଜେଜେବାପା ଏଇ ଜିନିଷ ଗୁଡାକୁ ବେଶୀ ଛୁଆ କାହାକୁ ଫଲୋ କରିବେ? ମା ବାପା ଯାହା କହୁଛନ୍ତି। କାରଣ ତ ପ୍ରାୟ ସମସ୍ତଙ୍କ ଘରେ ନ୍ୟୁକ୍ଲିୟର ଫ୍ୟାମିଲି, ମାନେ 70-80%। ତେଣୁ ଏଇ ଜିନିଷ ଟା ପିଲା ନିହାତି ଶିଖିବା ଦରକାର। ତାଙ୍କ ଇମୋସନ କୁ କଣ୍ଟ୍ରୋଲ କରିବା ଦରକାର। ଯାହା ସବୁ ପ୍ରକାର ଚାଲିଛି, ଆଉ ପିଲାମାନେ ବି ଭାଲ୍ୟୁ ଶିଖିବା ନିହାତି ଆବଶ୍ୟକ। ସେଗୁଡାକ ବି ଯଦି ଆମେ ପିଲାଙ୍କୁ ନଦବା, ମନେକର ପିଲା ଟାଇମ ମ୍ୟାନେଜମେଣ୍ଟ ଶିଖୁନି, ପଙ୍କ୍ଚୁଆଲ ଶିଖୁନି, ଡିସିପ୍ଲିନ ଶିଖୁନି, ତାହେଲେ ସେ ଲାଇଫ ରେ କଣ କରିବ? ଛୋଟ ଛୋଟ ଜିନିଷ ନିଜ ବହି ପତ୍ର ସଜାଡିକି ରଖୁନି, ନିଜ ଲୁଗାପଟା ସଜାଡିକି ରଖୁନି, ନିଜ ସ୍କୁଲ ବ୍ୟାଗ ସଜାଡିକି ସେ ଯାଇପାରୁନି, ନିଜ ଡ୍ରେସ ନିଜେ ପିନ୍ଧୁନି, ତାହେଲେ ତ ସବୁବେଳେ ଇଣ୍ଡିପେଣ୍ଡେଣ୍ଟ କେବେ ବି ହବନି। ସବୁବେଳେ ଡିପେଣ୍ଡେଣ୍ଟ ହବ ଆମ ମାନଙ୍କ ଉପରେ। ତେଣୁ ଇଣ୍ଡିପେଣ୍ଡେନ୍ସ ହବା ନିହାତି ଆବଶ୍ୟକ। କାରଣ ଆଜିକାଲି ପିଲା କୋଉଠି ବାହାରକୁ ପଢିବାକୁ ଯିବ, ସେଠି ତ ବାପା ମା ନଥିବେ ତାଙ୍କୁ ରୋଷେଇ କରିକି ତାଙ୍କ ମନ ପସନ୍ଦର ଖାଇବା ଦେବା ପାଇଁ। ତେଣୁ ସବୁ ଜାଗାରେ ଆଡଜଷ୍ଟ କରିବା ବି ଶିଖିବା ଦରକାର। ନିଜ କାମ ନିଜେ କରି ଶିଖିବା ଦରକାର। ତାହେଲେ ମୁଁ ଦେଖୁଛି ବହୁତ ମାନେ ପିଲା ଆଗ ଷ୍ଟୁଡେଣ୍ଟ ଆଗ ଷ୍ଟାର୍ଟିଂ ଯଦି କିଛି ପ୍ରୋବ୍ଲେମ ହେଲା, ନିଜର କିଛି ପ୍ରୋବ୍ଲେମ ହେଲା, ୟା ତ ସ୍କୁଲରେ କଣ ପ୍ରୋବ୍ଲେମ ହେଲା, ୟା ଫିର କିଛି ନିଜର ଗୋଟେ ଫିଲ୍ ହେଲା କି ତାଙ୍କୁ ଷ୍ଟ୍ରେସ୍ ହେଲା, କିଛି କାମ କରିବା ଆସୁନି, ଫାଷ୍ଟ ଯାଇକି ନିଜ ବାପା ମାଙ୍କୁ କହୁଛନ୍ତି। ହୁଁ ଏଠି ଯଦି ବାପା ମା ଯଦି ତାର ଯଦି କିଛି ଫର ଏକ୍ସାମ୍ପଲ ସେ କିଛି ଭୁଲ କରିଦେଲା, ହୁଁ ବୋଲେ ହୁଁ ଫାଷ୍ଟ ତାର କଥା ନ ଶୁଣିକି ତାକୁ ପିଟି ଦଉଛନ୍ତି, ହୁଁ ନହେଲେ ହୁଁ ଗାଳି ହୁଁ କରୁଛନ୍ତି। ହୁଁ ହୁଁ ତାପରେ କଣ କରୁଛି ସେ ତା ପିଲା କଣ କରୁଛି, ମୁଁ ତ କହିଦେଲେ ମତେ ଗାଳି କରିବେ, ତାପରେ ସେ ଲୁଚେଇ ଦଉଛି। ସିଏ ହୁଁ କଣ ହୁଁ କରୁଛି, ତାପରେ ସାଙ୍ଗମାନଙ୍କୁ ନେଇକି କଥା ହେଇଥାଉଛି ହୁଁ 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 ଫ୍ରେଣ୍ଡସ୍ ଆଗ, ତାପରେ ତାର ଯୋଉ ସଂଗତି ଟା ଭୁଲ ହେଇଯାଉଛି। ତ ହୁଁ। ସେଇଟାକୁ କେମିତି ଏକ୍ଜାକ୍ଟଲି ଜଣେ ଚାହିଁଲେ ଚେଞ୍ଜ କରିପାରିବେ, ଯୋଉ ପ୍ୟାରେଣ୍ଟସ୍? ତାକୁ ଏକ୍ଜାକ୍ଟଲି ଚେଞ୍ଜ କରିହବନି ସାଙ୍ଗେ ସାଙ୍ଗେ, ବୁଝିପାରିଲ ତ? କାରଣ ଏଇଟା ଗୋଟେ ମାନେ ଇମିଡିଏଟ ପ୍ରୋସେସ ନୁହେଁ। କାରଣ ଆମେ ମନେକର ମୁଁ ଏବେ ଷ୍ଟାର୍ଟ କଲି ଶିଖିବା, ବର୍ଷେ ହେଲା ଶିଖିକି ପିଲା ମାନେ ପ୍ୟାରେଣ୍ଟସ ମାନଙ୍କୁ କନସିୟସ କରିବା ଆଉ ଶିଖେଇବା। ତେଣୁ ଯୋଉଟା ଆମର 25, 30 କି 35 ବର୍ଷର ଅନୁଭୂତି, ସେଟା କଣ ଗୋଟେ ଦିନରେ ଚେଞ୍ଜ ହେଇଯିବ କି? ଯୋଉଟା ଆମର ଅଭ୍ୟାସ ହେଇରେ ପଡିଯାଇଛି, ତାକୁ ଧୀରେ ଧୀରେ ସମୟ ଲାଗିବ। ପ୍ରଥମ କଥା ହେଲା ଯେ ଆପଣ ଆପଣଙ୍କ ପିଲାକୁ ପୁରା ସେଫ ସ୍ପେସ ଆପଣଙ୍କ ପିଲା ପାଇଁ ତିଆରି କରିବେ, ଯାହା ଦ୍ଵାରା ସେ ସବୁ କଥା ଆପଣଙ୍କ ପାଖରେ ସେୟାର କରିବ ନିହାତି ଭାବରେ, ପ୍ରଥମ ଜିନିଷ। ଆଉ ଯେତେବେଳେ ପିଲାଙ୍କ ସହିତ ଡିଲ୍ କରିବେ, ଚେଷ୍ଟା କରିବେ ମାନେ ସବୁବେଳେ କାମ ରହିବା ପାଇଁ। ଆଉ ସିଏ ଯାହା କହୁଛି ତା ମାଇଣ୍ଡଫୁଲି ଶୁଣିବା ପାଇଁ। ମାନେ ଧାଡିଏ କି ଦି ଧାଡି ଶୁଣି ସାଙ୍ଗେ ସାଙ୍ଗେ ଓପିନିଅନ ଦେଇଦେବେନି। ସେ କଣ କହୁଛି ଆଗ ସେଟା ଭଲ ଭାବରେ ପୁରା ଶୁଣିବେ। ଜମା ଜଜ କରିବେନି କି ଲେକ୍ଚର ଦେବେନି, ଆମ ବେଳେ ଏମିତି ହଉଥିଲା ଏବେ କାହିଁ ଏମିତି ହେଲା, ଜମାରୁ ଲେକ୍ଚର ଦେବେନି କି ଜଜ କରିବେନି ଠିକ କି ଭୁଲ। କାରଣ ସେ ସେଇ ସମୟରେ ଯଦି ତମେ ଆରମ୍ଭ କରିଦବ ଲେକ୍ଚର ଦବା କି ଜଜମେଣ୍ଟ କରିବା ଆରମ୍ଭ କରିବ, କି କମ୍ପେୟାର କରିବା ଆରମ୍ଭ କରିବ, ତା ପୁଅ କି ଝିଅ ଏଇଆ କରିନି ତୁ କାହିଁକି ଏମିତି କଲୁ, ତାହେଲେ ସେ କଣ କରିବ ନା ନେକ୍ସଟ ଟାଇମ ଆଉ ତମ ପାଖରେ ଆସିକି ସେ କହିବାକୁ ଜମା ଇଚ୍ଛା କରିବନି। ସେ ତାହେଲେ କାହା ଆଗରେ ତ ପୁଣି କହିବ ନା, ତା ଇମୋସନ ଟା ପରିପ୍ରକାଶ କରିବ, ତା ଭାବନା ଟାକୁ ସେ କହିବ, ସେ ସାଙ୍ଗ ଖୋଜିବ। ତେଣୁ ତା ବୟସର ଯୋଉ ମାନେ ସାଙ୍ଗମାନେ, ସେମାନେ ତ ସେଇ ସମ ବୟସର ନା, ତେଣୁ ସେମାନେ କଣ ତାକୁ ରାଇଟ ଓପିନିଅନ ଦେଇପାରିବେ କି? ଦେଇପାରିବେନି। ବେଳେ ବେଳେ ବି କୋଉ ସଙ୍ଗରେ ବି ପଡିଯିବ, କିଏ ଅଲଗା ଲୋକ ହାବୁଡେ ପଡିଯିବ, ଯିଏ ଚାହୁଁଥିବ ପିଲାମାନଙ୍କୁ ମିସଗାଇଡ କରିବା ପାଇଁ। ଆଉ ଆଜିକାଲି ତ ସବୁଠୁ ମିସଗାଇଡ କରିବା ପାଇଁ ହେଲା ବେଷ୍ଟ ଉପାୟ ଯେ ସୋସିଆଲ ମିଡିଆ ଆଉ ଫେସବୁକ୍ ୟୁଟ୍ୟୁବ ସବୁ ଏଗୁଡାକ। ତେଣୁ ଆ ଦେହରେ ପଡିଲେ ତ ମାନେ ଆହୁରି ମାନେ ଗୋଟେ ଜିନିଷର ସଲ୍ୟୁସନ ଜାଣିବା ପାଇଁ ଚାହିଁବା ପାଇଁ ସେ ଆଉ କେତେ ଆଡକୁ ଯାଇକି ପଡିଯିବ ଭୁଲ ବାଟରେ, ସିଏ ଆଉ ସେଠୁ ଫେରି ବି ପାରିବନି। ମାନେ ଆଉ ସେ କହି ବି ପାରିବନି ବାପା ମାଙ୍କୁ। ତେଣୁ ବାପା ମା ମାନଙ୍କର ପ୍ରଥମ ଦାୟିତ୍ଵ ହଉଛି ପିଲାମାନଙ୍କ ପାଇଁ ଗୋଟେ ସେଫ ସ୍ପେସ ତିଆରି କରିବେ। ଆଉ ପିଲା ଯେମିତି ତାଙ୍କ ପାଖରେ ସବୁ ଜିନିଷ ସେୟାର କରିବ। ଆଟଲିଷ୍ଟ ସେ ତାର ପ୍ରୋବ୍ଲେମ ଯାହା ବି ହଉଛି ବାପା ମା ଜାଣିବା ନିହାତି ଆବଶ୍ୟକ। ଆଉ ମା ତ ସବୁବେଳେ ପ୍ରାୟ ଘରେ ରହନ୍ତି, ବେଶୀ ପିଲାଙ୍କର ଆଟାଚମେଣ୍ଟ ମା ମାନଙ୍କ ସାଙ୍ଗରେ। ତେଣୁ ମା ଏଇ ଜିନିଷ ସହିତ ନିହାତି ଆଟାଚ ରହିବା ଦରକାର ଯେ ମୋ ପିଲା ସହିତ ପ୍ରତିଦିନ କଣ ଘଟୁଛି। ଆଉ ପିଲା ନିହାତି ସେୟାର କରିବା ଆବଶ୍ୟକ। ପିଲା ସେୟାର କରିବା ପାଇଁ ଆମେ ତାଙ୍କ ପାଇଁ ସ୍ପେସ ତିଆରି କରିବା ନିହାତି ଦରକାର। ତାଙ୍କୁ ଯେତେବେଳେ ଯେମିତି ଗୋଟେ ଏକ୍ଜାମ୍ପଲ କହୁଛି, କେତେବେଳେ ଆମେ ସେ ସ୍ପେସ ତିଆରି କରିପାରିବା ତାଙ୍କ ପାଇଁ? ନିହାତି ଭାବରେ ପିଲାଙ୍କ ସହିତ କନେକ୍ସନ ଯଦି ବଢିବ,
କନେକ୍ସନ ଆମେ ତ ସମୟ ଦଉନେ ନା, ଆମେ ନିଜ କାମରେ ନିଜେ ବିଜି ରହୁଛେ, ପିଲାମାନେ ସେଥିପାଇଁକା ମୋବାଇଲ ଧରେଇ ଦଉଛେ ଆମେ ପିଲାମାନଙ୍କୁ ଛୋଟ ବେଳୁ। ଏ ଖାଉନି, ପିଲା ମୋବାଇଲ ଧରିଲେ ଖାଇଦବ। ପିଲା କଣ ଗୋଟେ ମାଗୁଛି, ଆମେ ସେଟା ଦେଇପାରିନା, ହଉ ମୋବାଇଲ ଟା ଦେଖୁଥା। ବୁଝିପାରିଲ? କି ପିଲା ବାହାରକୁ ଗଲେ, ଆମେ ବାହାରକୁ ଗଲେ ପିଲା ସହିତ କନେକ୍ଟ କରିବା ପାଇଁ ମୋବାଇଲ ଦେଇଦେଲେ। ଏପଟେ କହୁଛେ ଯେ ତମେ ମୋବାଇଲ ଦେଖନି, କି ତା ଭିତରେ ଯାହା ବି ଜିନିଷ ଅଛି ତମେ ଦେଖନି। ତାଙ୍କ ପାଖରେ ଆମେ ବସୁଛେ, କିନ୍ତୁ ଆମ ମାନେ ଯେମିତି ବଡି ପ୍ରେଜେଣ୍ଟ ମାଇଣ୍ଡ ଆବସେଣ୍ଟ। ଆମେ ବି ଫୋନରେ ଦେଖୁଛେ କିଛି ବି, ଯାହା ଅଫିସ ୱାର୍କ ହଉ ବା ସୋସିଆଲ ମିଡିଆ ହଉ, ଯାହା ବି। ମାନେ କଥା ହେଲା ଯେ ଆମେ ବି ମାଇଣ୍ଡଫୁଲ ନୁହେଁ ପିଲାଙ୍କ ସାମ୍ନାରେ। ବାହାରୁ ଆସିଲେ କାମ ସାରିକି, ଯେ ଆମ ନିହାତି ଭାବରେ ସେଇ ଡିଜିଟାଲ ଡିଭାଇସ ପାଖରୁ ଦୂରେଇ ରହିବା ନିହାତି ଆବଶ୍ୟକ। କିଛି କ୍ୱାଲିଟି ଟାଇମ ତ ପିଲାଙ୍କ ସହିତ ସ୍ପେଣ୍ଡ କରିବା ନିହାତି ଦରକାର। ଆପଣ ଯୋଉ କହିଲେ ଯୋଉ ସ୍ପେସ ଟା, ଯୋଉ ହୁଁ ପିଲାକୁ ସ୍ପେସ ଦେବେ ସେ ଆମକୁ ସେୟାର କରିବ। ହୁଁ କଥା କଣ ହୁଁ ଆଜିକାଲି କଣ ହଉଛି, ମୁଁ ଦେଖିଥାଉଛି ଆଗ କାଳରେ ସ୍ପେସ ଦଉନଥିଲେ, ବଟ ହୁଁ ଯଦି ଜାଣିଦେଲେ ରାଗିଛି କହିଦିବାର। ହୁଁ ଆଜିକାଲି କଣ ହୁଁ ହଉଛି, ସ୍ପେସ ଦଉଛନ୍ତି, ବଟ ହୁଁ ହୁଁ ପିଲା ଆସି ଓପେନଲି କହି ଦଉଛନ୍ତି। ହୁଁ ଅ, ହୁଁ ମୁଁ ପ୍ରୋବ୍ଲେମ ଦେଖିଲି ଗୋଟେ, ବେଶୀ ଫ୍ରେଣ୍ଡଲି ହେଲେ ଭଲ ନାହିଁ, କମ ଫ୍ରେଣ୍ଡଲି ହେଲେ ଭଲ ନାହିଁ। ହୁଁ ହୁଁ ତ ସେ ଏକ୍ଜାକ୍ଟଲି ହୁଁ। ସେ କହୁଛି ବାଉଣ୍ଡରିଜ ଟା କେମିତି କରିବାକୁ ପଡିବ, ଆମେ ଜାଣିବା କେମିତି? ହୁଁ 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 ନାଇଁ, ପିଲାଙ୍କ ସହିତ ପୁରା ଫ୍ରେଣ୍ଡ ଯଦି ହେଇଯିବ ବି, ତାହେଲେ ପିଲାଙ୍କୁ ତମେ ଗାଇଡ କରିପାରିବନି। ପିଲାଙ୍କର ତମେ ସବୁବେଳେ ମେଣ୍ଟର ହବା ଦରକାର। ମାନେ ଫ୍ରେଣ୍ଡ ମାନେ ମେଣ୍ଟର, ତାହେଲେ ଯାଇକି ତମେ ଗାଇଡ କରିପାରିବ। ଯେମିତି ଆମକୁ ଟିଚର ମାନଙ୍କ ସହିତ ଆମେ ଫ୍ରେଣ୍ଡଲି ହେଲେ ଆମେ କଣ ପାଠ ପଢି ପାରିବା? ବାପା ମା ମାନଙ୍କ ପାଇଁ ତାଙ୍କ ମନରେ ଭୟ, ଭକ୍ତି, ଶ୍ରଦ୍ଧା ଏସବୁ ବି ରହିବା ଦରକାର। ଯେ ଏଇ କାମଟା ହେଲେ ବାପା ମୋ ଉପରେ ରାଗିବେ କି, କିନ୍ତୁ ମୋ କଥା ଶୁଣିବେ। ସେତିକି ତାଙ୍କ ପାଖରେ ମୁଣ୍ଡରେ ରହିବା ଦରକାର। ତେଣୁ ସାଙ୍ଗ ପୁରାପୁରି ଆମେ ହେଲେ ହେଇପାରିବନି, କିନ୍ତୁ ଆମେ ଯଦି ରିଆକ୍ଟିଭ ନ ହେଇକି ରେସପଣ୍ଡିଙ୍ଗ ହବା, ସଲ୍ୟୁସନ ଓରିଏଣ୍ଟେଡ ହବା, ତାହେଲେ ପିଲା ଜାଣିବ ଯେ ବାପା ମା କି ମା ଏଇ ଜିନିଷ ଉପରେ ମୋର ଏଇ ପ୍ରୋବ୍ଲେମ ହେଇଯାଇଛି। ସେ ରିଆକ୍ଟିଭ ନ ହେଇକି ରେସପଣ୍ଡିଙ୍ଗ ଓରିଏଣ୍ଟେଡ ହେବେ। ତା ଅର୍ଥ ମାନେ ଗୋଟେ ପ୍ରୋବ୍ଲେମ ର ସଲ୍ୟୁସନ ଟା କେମିତି ବାହାରିବ, ସେଇଟା ମୁଁ ନିହାତି ଭାବରେ ମୋ ମା ପାଖରୁ କି ବାବା ପାଖରୁ ପାଇପାରିବି। ତାହେଲେ ସେ ଓପନ ଅପ୍ ହବ, କହିବା ଷ୍ଟାର୍ଟ କରିବ। କିନ୍ତୁ ଯଦି ଆମେ ରିଆକ୍ଟିଭ ହବା, ତାହେଲେ ସେଇ ସ୍ପେସ ତିଆରି ହବନି। ଆଉ ବି ଗୁଡ ଲିସନର, ମାନେ ସେ ଯାହା କହୁଛି ପ୍ରଥମେ ଆପଣ ଶୁଣନ୍ତୁ ଖାଲି। ଶୁଣିବା ନିହାତି ଆବଶ୍ୟକ। ଆଉ ପିଲାଙ୍କୁ ବି କିଛି ଫ୍ରିଡମ ଆଜିକାଲି ନିହାତି ଦବା ଦରକାର। କାରଣ ପୁରୁଣା ଯାହା ଚାଲିଥିଲା, ଏବେ ନୂଆ ପିଢି ଭିତରେ ବହୁତ ଫରକ। ସେତେବେଳେ ଏତେ ଡିଜିଟାଲାଇଜେସନ ନଥିଲା। ସେତେବେଳେ କଣ ଥିଲା କି? କିନ୍ତୁ ଏବେ ସେ ଜିନିଷ ବଢି ବଢି ଚାଲିଛି। ଆମ ବେଳେ ଆମେ ଯେତିକି ଜିନିଷ ଜାଣିନଥିଲା, ଆମ ପିଲା ତାର 100 ଗୁଣ ଜାଣିଛନ୍ତି ନା ନାଇଁ? ଆମ ପାଖରେ ସେତେବେଳେ ଟିଚର ପାଖରୁ ଆମେ ନଲେଜ ପାଉଥିଲେ। ଏବେ ପିଲାଙ୍କର ନଲେଜ ପାଇଁ ଟିଚର ଦରକାର ନାହିଁ ତ, ସେମାନେ ଙ୍କର ପାଖରେ ବହୁତ ସୋର୍ସ ଅଛି ସେମାନେ ନଲେଜ ପାଇବା ପାଇଁ। ତେଣୁ ପିଲାଙ୍କର ଦରକାର ଯାହା, ନା ସେମାନଙ୍କ ପାଇଁ ଗାଇଡାନ୍ସ ଦରକାର, ପ୍ରପର ଗାଇଡାନ୍ସ। ଆଉ ୱିଦାଉଟ୍ ରିଆକ୍ସନ ରେସପଣ୍ଡିଙ୍ଗ, ଏଇ ଜିନିଷ ଟା ଦରକାର ପିଲାମାନଙ୍କ ପାଇଁ। ଆମେ ବି ଆଗ ବେଳେ କଣ, ଯେତେବେଳେ ପିଲାମାନେ ଥିଲେ, ସେମାନଙ୍କର ତ ଆଜିକାଲି ଗୋଟିଏ ଗୋଟିଏ କି ଦିଟା ପିଲା। ସେତେବେଳେ ତ 2-4 ଜଣ 5 ଜଣ ଏମିତିଆ ପିଲା ଥିଲେ। ତେଣୁ ସେତେବେଳେ ବାପା ମା କଣ, ଆମେ ଯେତେ ପିଲାମାନଙ୍କୁ ଏବେ ସବୁ ଜିନିଷ ଯାହା ମାଗିଲେ ଦେଇ ଦଉଛେ, ସେତେବେଳେ କଣ ସେମାନେ ଦେଇ ଦଉଥିଲେ କି? ତାଙ୍କ ପାଖରେ ତ ସେତିକି ସାଧନ ବି ନଥିଲା ସେମାନେ ଦବା ପାଇଁ। କିନ୍ତୁ ଏବେ କଣ, ଆମର ସେତେବେଳେ କିଛି ଅକେଜନରେ ନୂଆ ଡ୍ରେସ ଆସୁଥିଲା। ଏବେ ପିଲାମାନଙ୍କ ପାଇଁ କଣ ଅକେଜନ ଅଛି? ଯେକୌଣସି ଦିନ ଗୋଟେ ନୂଆ ଡ୍ରେସ ଆସିଛି, ସେ ପିନ୍ଧିଦେଲା। ତେଣୁ ପିଲା କଣ ଭାଲ୍ୟୁ ଜାଣିଲାନି ବାପା ମାଙ୍କର। ପଇସା ଟା କୋଉଠୁ ଆସୁଛି, ଆମେ କେମିତି ଖର୍ଚ୍ଚ କରୁଛେ, ସେଟା ବି ସେ ଶିଖିବା ନିହାତି ଦରକାର ନା। ତାହେଲେ ଆଗ କାଳରେ ଯୋଉ ଖାସ କରି ମମ୍ ଭାଗ, ସେମାନେ ଜବ୍ କରୁନଥିଲେ। ଆଜିକାଲି କଣ ହଉଛି, ହୁଁ ସମସ୍ତେ ୱାର୍କିଂ ଜବ୍ ପାଖାପାଖି ବହୁତ ବଢେଇଲେଣି। ତ ପକମନ କିଏ ମନର ଜଣେ ଟିଚର ଅଛନ୍ତି, ସେ ଗଲେ 9ଟା ବେଳୁ, ଆସିଲେ 5ଟା ବେଳୁ। ଆସିଲା ପରେ ଅଫିସ ର ଟିକେ ଫ୍ରଷ୍ଟ୍ରେଟେଡ ହେଇଥିବେ ଟିକେ, ନହେଲେ ଷ୍ଟ୍ରେସ ଥିବ, ହୁଁ ବୋରିଂ ଲାଗୁଥିବ, ଶୋଇଯାଉଥିବ। ଏକ୍ଜାକ୍ଟଲି ସେଇ ଟାଇମରେ ପିଲାମାନଙ୍କୁ ଟାଇମ ଦେଇ ପାରୁନାହାନ୍ତି। ମେଇନ କଥା ହେଲା ଟାଇମ ଦେଇ ହୁଁ ହୁଁ ତାଙ୍କର ମାନେ ସେଟାକୁ କେମିତି ଜଣେ ସଲ୍ଭ କରିପାରିବେ? ଆଡଜଷ୍ଟ କେମିତି କରିବ? ହଁ, ଟାଇମ ଟା ଆମକୁ, ଆମ 24 ଆୱାର ଯୋଉ ଟାଇମ ଟା ଅଛି, ଆମକୁ ତାକୁ ପ୍ଲାନିଂଲି ମାନେ ମେଣ୍ଟେନ କରିବାକୁ ପଡିବ। ପ୍ଲାନ ମତଲବ, ଯେମିତି ଆପଣଙ୍କର 24 ଘଣ୍ଟାରୁ 8 ଘଣ୍ଟା କି 10 ଘଣ୍ଟା ଆପଣଙ୍କ ୱାର୍କ ପ୍ଲେସ ରେ ଗଲା,
10 ଘଣ୍ଟା ମନେକର ଗଲା, ଆଉ 14 ଘଣ୍ଟା ରହିଲା। ଆଉ 14 ଘଣ୍ଟାକୁ ଆପଣ ଡିଭାଇଡ୍ କରିବେ ଆପଣଙ୍କର ଘର କାମ, ଆପଣଙ୍କ ପିଲାଙ୍କ ପାଇଁ। ଆଟଲିଷ୍ଟ 1 ଘଣ୍ଟା ଆପଣ ପିଲା ପାଇଁ ବାହାର କରିବେ। ଯଦି କଣ୍ଟିନ୍ୟୁଅସ୍ 1 ଘଣ୍ଟା ଆପଣ ଦେଇପାରୁନାହାନ୍ତି, ତାକୁ ପାର୍ଟଲି ଡିଭାଇଡ୍ କରିଦିଅନ୍ତୁ, 15 ମିନିଟ୍, 20 ମିନିଟ୍ ଏଇଭଳିଆ। କାରଣ ସେଇ ଟାଇମଟା ଆପଣଙ୍କ ପାଖରେ ପିଲା ପାଖରେ ବସିଲେ, ତାର ସ୍କୁଲରୁ ସିଏ ଆସିଛି, ଆପଣ ବି ଅଫିସରୁ ଆସୁଛନ୍ତି, ଆପଣ ତାକୁ ସ୍କୁଲର ଆଜି ଡେଲି କଣ ଚାଲିଛି ପ୍ରତିଦିନର ଅନୁଭୂତି କହିବ, ସେ ସେୟାର କରିବ। କଣ ଆଜି ସ୍କୁଲରେ ହେଲା, ଆଉ ମୁଁ ନଥିଲି, ଘରେ ବି ଯଦି ସିଏ ଅଛି, ଘରେ କଣ ହେଲା, ଜେଜେମା ଜେଜେବାବାଙ୍କ ପାଖରେ ମନେକର ଅଛି, ତା ପାଖରୁ ସେଇ ଜିନିଷଟା କାଢିବା ଦରକାର। ଆଉ ତାକୁ କିଛି ଷ୍ଟୋରି ମାଧ୍ୟମରେ କିଛି ଭଲ ଜିନିଷ ବି ତମେ ମାନେ କହିବା ଦରକାର। ସେଟା ତ 10 ମିନିଟ୍ 15 ମିନିଟରେ ବି ସରିଯିବ। ଆଉ ଯେମିତି ଶୋଇବା ପୂର୍ବଟା ହଉଛି ସବୁଠୁ ପ୍ରପର ସମୟ। ସେତିକି ବେଳେ ତମେ ଟାଇମ ଦେଇପାରିବ, ତାଙ୍କୁ ପଚାରି ପାରିବ, ବା କିଛି ତାଙ୍କ ସହିତ ମିଶିକି କିଛି ଫନ୍ ଆକ୍ଟିଭିଟି କରିପାରିବ ଯୋଉଟା ପିଲାଙ୍କୁ ଭଲ ଲାଗେ। ମନେକର ସେ ଡ୍ରଇଂ କରୁଛି କି ପେଣ୍ଟିଂ କରୁଛି, ତା ସହିତ ମିଶିକି ତମେ କରିପାରିବ। ସେ ଗପ ଶୁଣିବାକୁ ଭଲ ପାଉଛି, ତମେ ଗପ ତାକୁ ଶୁଣେଇ ପାରିବ ଯୋଉଟା ଭାଲ୍ୟୁ ବେସ୍ଡ ହେଇଥିବ, ମୋରାଲ ଭାଲ୍ୟୁ ଥିବ। ଆଉ ମନେକର ସିଏ ଭଲ ପାଉଛି କିଛି ଅଲଗା ଯାହାବି ତାର ଆକ୍ଟିଭିଟି, ସେ ପିଲା ଯାହାବି ପସନ୍ଦ କରୁଛି, ତମେ ସେଇଟା ଟାଇମ ସ୍ପେଣ୍ଡ ଦେଇପାରିବ। ଆଉ ଗୋଟେ ସମୟ ହେଲା ଡିନର। 3ଟା ଟାଇମ ଆମର ଖାଇବା ସମୟ ଭିତରୁ ଡିନର ଟାଇମ ଟା ହଉଛି ବେଶୀ ଇମ୍ପୋର୍ଟାଣ୍ଟ। ସମସ୍ତ ସଦସ୍ୟ ଘରେ ଥିବେ, ଆଉ ତମେ ବି ଘରେ ଥିବ, ପିଲା ବି ଘରେ ଥିବ। ତେଣୁ ସେଇ ସମୟଟା ଚେଷ୍ଟା କରିବ ଏକାଠି ଖାଇବା ପାଇଁ। ଏକାଠି ଖାଇଲା ବେଳେ ସବୁ ସେୟାରିଂ ହେଇପାରିବ ଫିଲିଙ୍ଗସ ଗୁଡାକର। ପ୍ରତିଦିନର ଯାହାବି କିଛି ହେଇଥିବ, ଆଜି କଣ ହେଲା ସିଏ ତମଠୁ ଜାଣିପାରିବ, ତମେ ବି ତାକୁ ଟିକେ ତା ଭିତରକୁ ଯେତେବେଳେ ପଶିବ, ସେ ସବୁ ଜିନିଷ ଧୀରେ ଧୀରେ କହିବ। ମୁଁ ବି ଏଇ ଜିନିଷଟା ଫିଲ୍ କରିଛି। ନିହାତି ଭାବରେ ଖାଇଲା ବେଳେ କି ଶୋଇବା ପୂର୍ବରୁ ଯଦି ମୁଁ ପଚାରେ ଆଜି ସ୍କୁଲରେ କଣ ହେଲା, ଆଜି କାହା ସହିତ ବସିଥିଲୁ, ଆଜି ଟିଚର କଣ ପଢେଇଲେ, ତାକୁ ଟିକେ ଷ୍ଟାର୍ଟ କରିଦେଲେ ତାପରେ ସେ ଚାଲିବ, ଆଉ ତମକୁ ପଚାରିବାକୁ ପଡିବନି। ଆଉ ଗୋଟେ ସମୟ ହେଲା ସକାଳୁ ଉଠିବା ସମୟ। ଆଟଲିଷ୍ଟ ସକାଳୁ ଉଠିଲା ବେଳକୁ ପିଲାଙ୍କ ଉପରେ ନ ରାଗିକି ପିଲାଙ୍କୁ ମାନେ ମାଇଣ୍ଡଫୁଲି ଉଠେଇବେ, ତାଙ୍କୁ ଟିକେ ହଗ୍ କରିଦେବେ। ତାଙ୍କ ସେତେବେଳେ ଫିଜିକାଲ ଟଚ୍ ଟିକେ ଦରକାର। ଛୋଟ ପିଲାଙ୍କର ତ ଦରକାର ଫିଜିକାଲ ଟଚ୍, କାରଣ ଯେତେ ଆମେ ତାଙ୍କୁ ହଗ୍ କରିବା, ତାଙ୍କୁ ଭଲ ପାଇବା ଦବା, ସେତେ ସେ ତାଙ୍କୁ ମାନେ ଇମୋସନାଲି ସେ ଷ୍ଟେବୁଲ ହେବେ, ଆଉ ସିକ୍ୟୁର ବି ଫିଲ୍ କରିବେ। କିନ୍ତୁ ଧୀରେ ଧୀରେ ପିଲା ଯେତେବେଳେ ଟିନ୍ ଏଜ ଆଡକୁ ଆସନ୍ତି, ପ୍ରି ଟିନ୍ ଆଡକୁ, ସେମାନଙ୍କର ଆଉ ଫିଜିକାଲ ହଗ୍ କି ଆଟାଚମେଣ୍ଟ ଏତେ ଦରକାର ପଡେନି। ସେମାନେ ଚାହାନ୍ତି ସେତେବେଳେ ଫ୍ରିଡମ ରେ ରହିବା ପାଇଁ, ଆଉ ନିଜ ପାଇଁ ନିଜେ ଡିସିସନ ନେବା ପାଇଁ। ଆଉ ବି ଆମେ ଗୋଟେ ଜିନିଷ ଯୋଉ କରୁ, ପିଲାଙ୍କ ଉପରେ ଅଧିକା କଣ୍ଟ୍ରୋଲ ସବୁବେଳେ ଆଜିକାଲି ବାପା ମା ମାନେ କରୁଛେ, ସେତେବେଳେ ପୂର୍ବରୁ ବାପା ମା କରୁନଥିଲେ। ପିଲାଙ୍କୁ ଏମିତି ଛାଡି ଦଉଥିଲେ, ସେମିତି ବି ପିଲା ବଢୁଥିଲେ। କିନ୍ତୁ ଆମେ ସେ କେତେବେଳେ ଖାଇବେ, କେତେବେଳେ ଉଠିବେ, କଣଟା ପଢିବେ, ଏଇଟା ଖା ସେଇଟା ଖାଆନି, ଏଇଟା ଭଲ ନୁହେଁ ସେଇଟା ଭଲ ନୁହେଁ, ଏମିତି ପିନ୍ଧିଲୁ ସେମିତି ପିନ୍ଧିଲୁ, ସବୁ ଜିନିଷରେ ଆମେ ଯୋଉ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛେ, ସେଇଟା ବି ଗୋଟେ ଡିମେରିଟ। ପିଲା ଆମ ମାନଙ୍କ ପାଖରେ ବହୁତ ଜିନିଷ ମାନେ ସେୟାର ନ କରିବା। ମୁଁ ଦେଖିଛି, ମୁଁ କେତେଟା ଘଟଣା ମୁଁ ଦେଖିଛି। ମୋ ଝିଅ, ମୁଁ ତାକୁ କହେ କଣ ସ୍କୁଲ ଯାଉଛୁ, ଏମିତି କଣ ଏତେ ପ୍ରକାର ମୁଣ୍ଡ କୁଣ୍ଡେଇକି ଯାଉଛୁ, କିନ୍ତୁ ସେ ଏଇଠି ମୁଁ ସେଇଟା ବାର ବାର କହିବା ପରେ ସେ କଣ କରେ, ଘରୁ ମୋ ଆଗରୁ ଗୋଟେ ପ୍ରକାର ମୁଣ୍ଡ କୁଣ୍ଡେଇକି ଯିବ, ତଳୁକୁ ଯେତେବେଳେ ମୋ ଶାଶୁ ଶ୍ୱଶୁର ତଳେ ରହନ୍ତି, ସେ ତଳୁକୁ ଗଲା ପରେ ତାର ସେଠି ଆଉ ଗୋଟେ ସେଟ ଥାଏ, ସେ ସେଠି ଆଉ ଗୋଟେ ପ୍ରକାର ମୁଣ୍ଡ କୁଣ୍ଡେଇକି ଯିବ। ତେଣୁ ସେ ଯୋଉଟା ଲୁଚିକି ଗଲା, ସେଇଟା ତମ ଆଗରେ କରୁନା, ତାହେଲେ ତମେ ଜାଣିବ ଯେ ମୋ ପିଲା ଏଇଆ। ସିଏ ବି ଜାଣୁ ଯେ ମୁଁ ଏଇଆ ମୋ ବାପା ମାଙ୍କ ଆଗରେ ମୁଁ କରିପାରିବି। ମୁଁ କୋଉ ଜିନିଷଟା ସେମାନଙ୍କ ଆଗରେ ଲୁଚେଇବିନି, ସେଇ ଜିନିଷଟା ବି ହବା ଦରକାର। ତାହେଲେ ଗୋଟେ କଥା କୁହ, ଆମେ କଣ୍ଟ୍ରୋଲ ମାନେ ଇଣ୍ଡିଆନ ପ୍ୟାରେଣ୍ଟସ କଣ୍ଟ୍ରୋଲିଂ ବହୁତ। ହୁଁ ଏଇଟା ମୁଁ ବହୁତ ସାରା ନ୍ୟୁଜ ଦେଖିଛି, ବହୁତ ଆର୍ଟିକଲ ମୁଁ ପଢିଛି। ତାହେଲେ ମାନେ ଇଣ୍ଡିଆନ ପ୍ୟାରେଣ୍ଟସ ଭାବୁଛନ୍ତି କଣ ଯେ କଣ୍ଟ୍ରୋଲ ନ କଲେ ପିଲା ହାତ ମାନେ ଛାଡିଯିବ, ପୁରା ପଳେଇବ। ତ ସେଇ ଯୋଉ ବିଲିଫ ଟା ଆସିଲା କୋଉଠି, ନା ଏବେ ତାକୁ ସେଟା ବ୍ରେକ୍ କରିବାକୁ ପଡେ ନା କଣ? ନାଇଁ, କଣ୍ଟ୍ରୋଲ ଟା କିଛି ଲିମିଟ ପର୍ଯ୍ୟନ୍ତ ହବା ଦରକାର। ଯେମିତି ଆପଣ ତାର ହେଲ୍ଥ ଉପରେ, ପିଲା କଣ ସବୁ ଡିସିସନ ନିଜ ପାଇଁ ନିଜେ ନେଇପାରିବ କି? କାରଣ ତାର ବ୍ରେନ ସେତେ ମ୍ୟାଚୁର ହେଇନଥାଏ। ତେଣୁ ସେ ତା ପାଇଁକା ଛୋଟ ଛୋଟ ଡିସିସନ ନେଇପାରିବ, କିନ୍ତୁ ୱିଥ ୟୋର ଗାଇଡାନ୍ସ ସବୁ ଡିସିସନ ସେ ତା ନିଜ ପାଇଁ ନେଇପାରିବନି। ତେଣୁ ଆପଣଙ୍କୁ ନିହାତି ଭାବରେ ସେଇ ଜିନିଷଟା ଉପରେ ଫୋକସ ଦବା ନିହାତି ଆବଶ୍ୟକ। ତାକୁ ଏକାଥରେ ଆପଣ ଛାଡି ଦେଇ ପାରିବେନି ପୁରା ଫ୍ରିଡମ ଦେଇକି।
ତାପରେ ତା ହେଲ୍ଥ ଉପରେ ଆପଣ ଫୋକସ ଦେଇକି ଆଗକୁ ତା ଉପରେ କଣ୍ଟ୍ରୋଲ ଦେଇପାରିବେ। ତା ଶୋଇବା ଟାଇମ ଟା ପ୍ରପର ହବା ଦରକାର, ସେଇଟା ଉପରେ କଣ୍ଟ୍ରୋଲ କରିପାରିବେ। ବା ଏତିକି ସମୟ ସେ ପଢିବା ଦରକାର, ସେଇଟା ଉପରେ କଣ୍ଟ୍ରୋଲ କରିପାରିବେ। ଏତିକି ସମୟ ତାର ଯଦି ପଢା ଟାଇମ ଅଛି, ତାହେଲେ ତାପରେ ତାର କିନ୍ତୁ ପ୍ରତିଟି ଛୋଟ ଛୋଟ ଆକ୍ଟିଭିଟି ଉପରେ ଆପଣ କଣ୍ଟ୍ରୋଲ କେବେ ଆଣିବାକୁ ଚେଷ୍ଟା କରିବେନି। କାରଣ ଯେମିତି ଆମେ ଗୋଟେ କାମ କରିବାକୁ ଚାହୁଁଛେ, ଆମ ଘରେ ଆମ ଯୋଉମାନେ ଏଲ୍ଡର ମାନେ ଅଛନ୍ତି, ସେମାନେ ଯଦି ପ୍ରତିଟି ଆକ୍ଟିଭିଟିରେ ଆମକୁ ରୋକା ଟୋକା କରିବା ଆରମ୍ଭ କରିବେ, ଆମକୁ କଣ ଭଲ ଲାଗିବ? ଭଲ ଲାଗିବନି। ସେମିତି ପିଲାମାନଙ୍କୁ ବି ଏକ୍ଜାକ୍ଟ ସେଇଆ, ତାଙ୍କ ଭାବନାକୁ ଆମର ରେସପେକ୍ଟ ଦବା ନିହାତି ଆବଶ୍ୟକ। ଛୋଟ ହେଲେ ବି ତାଙ୍କ ଓପିନିଅନ, ତାଙ୍କ ଭାବନାକୁ ଆମେ ନିହାତି ଭାବରେ ରେସପେକ୍ଟ ଦବା ଦରକାର। କିନ୍ତୁ ଏହା ଆମେ ମାନୁଛେ ଯେ ସେମାନେ ଡିସିସନ ସବୁ ଜାଗାରେ ଠିକ ନେଇପାରିବେନି, କିନ୍ତୁ ଆମେ ଯଦି ସେତିକି ତାଙ୍କୁ ନ ଦବା, ତାହେଲେ ସିଏ ବି ମଧ୍ୟ ତମକୁ ସେତିକି ରେସପେକ୍ଟ ଦେବେନି କି ତମ କଥାକୁ ଭାଲ୍ୟୁ ଦେବେନି। କାରଣ ସମୟ ପରିବର୍ତ୍ତନଶୀଳ, ସମୟ ଅନୁସାରେ ପରିବର୍ତ୍ତନ ଆମକୁ ମଧ୍ୟ ହବା ନିହାତି ଆବଶ୍ୟକ। ତାହେଲେ ବହୁତ ସାରା ପ୍ୟାରେଣ୍ଟସ୍ ମାନେ ମମ୍ ହୁଅନ୍ତୁ, ବାପା ମାନେ ହୁଅନ୍ତୁ, ତାଙ୍କେ ଦବାକୁ ଚାହୁଁଛନ୍ତି। ହୁଁ ପ୍ରୋବ୍ଲେମ କଣ ହଉଛି, ଯଦି ତାଙ୍କେ ଯଦି ଖାଲିରେ ଅଛନ୍ତି, ତାହେଲେ ତାଙ୍କେ ମାଇଣ୍ଡ ଆସିବ ଯେ ଥିଙ୍କିଂ ଆସିବ, ହଁ ମୁଁ ଏମିତି କରି ସେମିତି କରି। ପ୍ରୋବ୍ଲେମ କଣ ହଉଛି, ଦିନଟାରେ ଜବ୍ ଥାଉଛି, ହୁଁ ମମ୍ ହୁଅନ୍ତୁ ଫାଦର ହୁଅନ୍ତୁ, ବୋଥ ଜବ୍ ଥାଉଛି, ଆସିଲା ପରେ ମୋବାଇଲ ଦେଖୁଥାଉଛନ୍ତି। ହୁଁ ସେଇ ହୁଁ ଟାଇମରେ ଦେଖିବାକୁ ଯଦି ଏକରେ ଇମୋସନାଲ କଣ୍ଟ୍ରୋଲ ନଥାଉଛି, ହୁଁ ଦୁଇରେ ଯୋଉ ସେଇ ଯୋଉ ଫ୍ରଷ୍ଟ୍ରେସନ ଟା କେତେ କେତେ ଆସି ପିଲା ଉପରେ ଉଠେଇଦେବେ ଯଦି ହୁଁ 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 ତ ମୁଁ ଭାବୁଛି ଯେ ତାଙ୍କେ ଡବଲ ଲୋଡ ନେଇଯାଉଛନ୍ତି। ମୋ ମାନେ ଖାସ କରି ଡବଲ ଲୋଡ, କାରଣ ଜବ୍ ଯାଉଛନ୍ତି, ୟା ଫ୍ୟାମିଲି ବି ସମ୍ଭାଳି ଥାଉଛନ୍ତି। ଫାଦର ଆଗ ତାଙ୍କର ମାନେ ଇନସାଇଡ ରେ ଷ୍ଟ୍ରେସ୍ ଥାଉଛି, ତାଙ୍କୁ କହୁନାହାନ୍ତି। ତ ଡବଲ ହୁଁ ଯୋଉ ଲୋଡ ହଉଛି, ତାଙ୍କୁ ହୁଁ ଏକ୍ଜାକ୍ଟ ଆମେ କେମିତି ମାନେ ଜଣେ ଚାହିଁଲେ ସିଷ୍ଟମାଇଜ କରିପାରିବା? ହୁଁ ଆକ୍ଚୁଆଲି ଯୋଉ ଲୋଡ ଟା ରହୁଛି, ବର୍ତ୍ତମାନ ତ ଆବଶ୍ୟକତା ପଡିଛି ଆମର, ଯେମିତି ଲାଇଫଷ୍ଟାଇଲ ଆମେ ମେଣ୍ଟେନ କରୁଛେ, ତା ପାଇଁକା ମନି ନିହାତି ଦରକାର। ତେଣୁ ତାପରେ ଆମେ ଯାହାବି ପଢିଛେ, ଯାହାବି ଆମେ ନଲେଜ ଗେନ୍ କରିଛେ, ତାକୁ ଯଦି ଆମେ ୟୁଟିଲାଇଜ ନ କରିବା, ତାହେଲେ ଆମ ପିଲାଟା ବି ଆମଠୁ କଣ ଶିଖିବ? ସିଏ ବି ଆମକୁ ଫଲୋ କରୁଛି ନା। ତେଣୁ ଆଗରୁ କଣ ସବୁ ଯୋଉ ପ୍ୟାରେଣ୍ଟସ ମାନେ ଥିଲେ, ସମସ୍ତେ ଜବ୍ କରୁନଥିଲେ, ତାଙ୍କ ପିଲାମାନେ ବି ସେମିତି କିଏ କରୁ କରୁ ଜବ୍ କରିଥିଲା, କିନ୍ତୁ ସମସ୍ତେ ବି ଜବ୍ କରୁନଥିଲେ। କିନ୍ତୁ ଏବେ କଣ ଅଛି ନା, ଆମର ଆବଶ୍ୟକତା ବି ଅଛି, ଆଉ ନିଜର ଆଇଡେଣ୍ଟିଟି ଆଉ ଡିଗନିଟି ତିଆରି କରିବା ପାଇଁ ମଧ୍ୟ ତମେ ମାନେ କାମ ନିହାତି କରିବା ଦରକାର। ନିଜ ପାଖରେ ଫ୍ରିଡମ ରହିବା ନିହାତି ଆବଶ୍ୟକ। କିନ୍ତୁ ଆମେ ଷ୍ଟ୍ରେସଫୁଲ ରହିବା ପାଇଁ ଆମ ନିଜର ସେଲ୍ଫ କେୟାର ଯଦି ଆମେ କରିବା, ଆମ କାମ ଗୁଡାକୁ ବାଣ୍ଟିବା, ଡେଲିଗେଟ କରିବା, ଯେମିତି ଆମେ ଯଦି କାମ କରୁଛେ, ତାହେଲେ ଆମେ ଘରେ ଜଣକୁ ରଖିପାରିବା ଆମ କାମରେ ସାହାଯ୍ୟ କରିବା ପାଇଁ। ତାହେଲେ ଆମ ୱାର୍କ ଲୋଡ ଟିକେ କମିଯିବ। ଆମେ ଭଲ ଟାଇମ, ଆମ ମାଇଣ୍ଡ ଟା ବି ସ୍ଥିର ରହିବ, ଆମେ ପିଲାଙ୍କ ସହିତ ଭଲ ଟାଇମ ଦେଇପାରିବା। ଆଉ କିଛି ବି ଆକ୍ଟିଭିଟି ଆମେ ନିଜ ମନକୁ କଣ୍ଟ୍ରୋଲ କରିବା ପାଇଁ କରିବା ନିହାତି ଆବଶ୍ୟକ। ଆମେ ସିନା କାମ ରହିଲେ ଆମ ପିଲାଙ୍କ ପାଖକୁ ସେ କାମ ଏନର୍ଜି ଟ୍ରାନ୍ସଫର କରିବା, କିନ୍ତୁ ଆମେ ଯଦି ସବୁବେଳେ ଷ୍ଟ୍ରେସ ରେ ରହିବା, ତାହେଲେ ସେଇ ଜିନିଷ ଟ୍ରାନ୍ସଫର କରିବା କି ନାଇଁ? ଆଉ ଘରକୁ ଆସିଲେ, ଯୋଉ ମୋବାଇଲ କଥା କହିଲ, ଘରକୁ ଆସିଲେ ପିଲାଙ୍କ ସହିତ ଯୋଉ ଟାଇମ ଆମେ ଟାଇମ ସ୍ପେଣ୍ଡ କରିବା, ମୋବାଇଲ କୁ ପୁରା ସୁଇଚ ଅଫ୍ ନହେଲେ ପୁରା ସାଇଲେଣ୍ଟ କରିକି ଆଉ ଗୋଟେ ଘରେ ରଖିଦେବା କଥା ନିହାତି ଭାବରେ। କାରଣ ସେତିକି ସମୟରେ କିଛି ମାନେ ପୃଥିବୀ ଓଲଟି ଯିବନି। ତେଣୁ ପିଲାଙ୍କ ସହିତ ଯେତେବେଳେ ତମେ ଅଛ, ସେତିକି ବେଳେ ଫୋନ ଆଉ ଲାପଟପ୍ ଏଗୁଡାକ ପାଖରୁ ନିହାତି ଦୂରେଇ ରହିବା ଆବଶ୍ୟକ। ଯେତିକି ବି ଟାଇମ ସ୍ପେଣ୍ଡ ଦେବେ, ଖାଲି ପିଲା ଆଉ ତମେ, ତାଙ୍କ ସହିତ ଭଲ କନଭରସେସନ, ଆଖି ସହିତ ଆଖି ମିଶେଇକି ଯାହାବି କିଛି ଗୋଟେ ଛୋଟ ଆକ୍ଟିଭିଟି ସେ କରିଛି, ଦେଖଉଛି, ସେତେବେଳେ ଆପଣ ତାକୁ ଆପ୍ରିସିଏଟ କରିବେ, ତାଙ୍କ ଏଫର୍ଟସ କୁ ଆପ୍ରିସିଏଟ କରିବେ। ତାହେଲେ ପିଲା କଣ, ତମ ସହିତ ଧୀରେ ଧୀରେ କନେକ୍ସନ ବଢିବ। ଆଉ ସେ କନେକ୍ସନ ବଢିଲା ପରେ ତାର ଯାହା ଖରାପ ମାନେ ଗୁଣ ଗୁଡାକ ଅଛି, ବା ଯୋଉ କାମ ଗୁଡାକ ସେ ଠିକ ରେ କରୁନି, ଆପଣ ତାକୁ କରେକ୍ସନ କରିବାକୁ ଚେଷ୍ଟା କରିବେ। ଆଉ ନିଜକୁ କାମ ରଖିବା ପାଇଁ ଯୋଉ ଛୋଟ ଛୋଟ ଆକ୍ଟିଭିଟି, ଯେମିତି ଆପଣ ନିଜ ଉପରେ ସେଲ୍ଫ କେୟାର କରିବେ, ଯେମିତି ଆପଣ ସକାଳୁ ଉଠିଲେ 10-15 ମିନିଟ ମେଡିଟେସନ କରିବେ, କି ବ୍ରିଦିଂ ଏକ୍ସରସାଇଜ କରିବେ, 10-15 ମିନିଟ ୟୋଗା କରିବେ, କି ଏକ୍ସରସାଇଜ କରିବେ, ଯାହା ନିଜକୁ ଭଲ ଲାଗେ। ତା ଛଡା ଆହୁରି ମଧ୍ୟ ଅଛି, ଯେମିତି ବହୁତ ଜଣ ପସନ୍ଦ କରନ୍ତି ପେଣ୍ଟିଂ,
ବହୁତ ଜଣ ଭଲ ପାଆନ୍ତି ସାଇକ୍ଲିଂ କରିବା ପାଇଁ, ବହୁତ ଜଣ ଡ୍ୟାନ୍ସ କରିବା ପାଇଁ ଭଲ ପାଆନ୍ତି, ଜୁମ୍ବା କ୍ଲାସ କରିବାକୁ ଭଲ ପାଆନ୍ତି। ତେଣୁ ସେମାନେ ମଧ୍ୟ ନିଜର ସେଇ ଆକ୍ଟିଭିଟିରେ ପ୍ରତିଦିନ କିଛି ସମୟ ଦେବା ଦରକାର, ନିହାତି ଅଧା ଘଣ୍ଟା ହଉ ଘଣ୍ଟେ। ଯାହା ଫଳରେ କଣ ହବ ନା, ଆମେ ଯୋଉ କାମ ପ୍ରେସରରେ ରହୁଛେ ପୁରା ଏକ୍ସଜଷ୍ଟ ହେଇଯାଉଛେ, ଆମ ଏନର୍ଜି ପୁରା ଲୋ। ତେଣୁ ଆମ ବ୍ୟାଟେରୀ ଯେତେବେଳେ ଲୋ, ଆମ ବ୍ୟାଟେରୀ ପୁଣି ଚାର୍ଜ କରିବା ତ ଦରକାର ନା ନାଇଁ। ଚାର୍ଜ କେତେବେଳେ ହବ? ଯେତେବେଳେ ଆମକୁ ଯୋଉ ଆକ୍ଟିଭିଟି ଟା ଭଲ ଲାଗେ ଆମେ ସେଇଥିରେ ଟାଇମ କିଛି ଦବା। ତାପରେ ଆପଣ ଯେତେବେଳେ ପୁରା ଆପଣଙ୍କ ବ୍ୟାଟେରୀ ଫୁଲ ହେଇଯାଇଥିବ, ଆପଣ ପୁରା ଫୁଲ ଏନର୍ଜେଟିକ, ସେତେବେଳେ ଆପଣ ଯେତେବେଳେ ପିଲାଙ୍କ ସହିତ ମିଶିବେ କାମଫୁଲି ମିଶିବେ। ଫର ଏକ୍ସାମ୍ପଲ କଣ ଗୋଟେ ଏମିତି ଷ୍ଟ୍ରେସ୍ ଅଛି, ପିଲା ସେଇ ସମୟରେ କଣ ପଚାରୁଛି, ଏମିତି ବି କହିପାରିବ, ଟିକେ ପଜ ନବ, ସାଙ୍ଗେ ସାଙ୍ଗେ ରିଆକ୍ଟିଭ ହବନି। ପିଲାଙ୍କୁ କହିପାରିବ ଯେ ମୁଁ ଏବେ ମତେ ରାଗ ଲାଗୁଛି ବହୁତ, ଆମେ 15 ମିନିଟ ପରେ କି ଅଧଘଣ୍ଟା ପରେ କି ଘଣ୍ଟାଏ ପରେ କଥା ହବା। ତାହେଲେ ବି ପିଲା ଜାଣିବ ଯେ ମୋ ମା ଏବେ ଏଇ ଗୋଟେ ଏମିତି ଗୋଟେ ରାଗ ଅଛି, ରାଗ ମୁଡ ରେ ଅଛନ୍ତି, ମୁଁ ଆଉ ଟିକେ ପରେ ବି ତାଙ୍କ ସହିତ କନଭରସେସନ କରିବି। ସିଏ ବି ସେଇ ଜିନିଷ ଯେ ଜାଣିବ। ଆଉ ସିଏ ଆଉ ଗୋଟେ କଥା ବି ଶିଖିବ ଯେ ରାଗିବା ସମୟରେ ପଜ ନବା, ରିଆକ୍ଟିଭ ହବାନି, ଏଇ ଜିନିଷଟା ବି ଶିଖିବ। ତେଣୁ ଯେତେବେଳେ ଆମେ ଆମ ନିଜ ଉପରେ ୱାର୍କ କରିବା ଆରମ୍ଭ କରିବା, ପିଲା ସେଟା ବି ଦେଖିବ। ପିଲା ବି ଦେଖିବ ତମେ ଏକ୍ସରସାଇଜ କରୁଛ, ଆମ ବଡି ପାଇଁ ସେଟା ନିହାତି ଦରକାର। ଆଉ ତାପରେ ଆମର ଆଉ ଗୋଟେ ଜିନିଷ ହେଲା, ସମସ୍ତେ ଘରେ ଶୋଇବେ, ଆମେ ନିଜେ ଆମ ସ୍ଲିପିଂ ପାଟର୍ନ ଆମର ସବୁବେଳେ ମାନେ ଠିକ ନୁହେଁ। ନିହାତି ଭାବରେ ଆମକୁ 7-8 ଘଣ୍ଟା ଶୋଇବା ଦରକାର। ଆଉ ନିଜେ ନିଜକୁ ଯୋଉ ଜିନିଷଟା ଭଲ ଲାଗେ ସେଇ ଜିନିଷଟା କରିବା ନିହାତି ଆବଶ୍ୟକ। କାରଣ ତା ଦ୍ଵାରା ହାପି ହରମୋନ ସବୁ ତିଆରି ହୁଏ, ସିକ୍ରେଟ ହୁଏ। ଆଉ ଯେତେବେଳେ ଆମେ ଷ୍ଟ୍ରେସ ରେ ଥାଉ ସେତେବେଳେ ଷ୍ଟ୍ରେସ ହରମୋନ ସିକ୍ରେଟ ହୁଏ। ତେଣୁ ଯେତେବେଳେ ହାପି ହରମୋନ ସିକ୍ରେଟ ହବ, ସେଇଟା ଡୋମିନେଟ କରିବ ଷ୍ଟ୍ରେସ ହରମୋନ ଉପରେ। ଯାହା ଫଳରେ ଆମେ ଯେତେବେଳେ ବି ଯାହା ସହିତ କଥାବାର୍ତ୍ତା କରିବା, ଯେମିତି ବି ମିଶିବା, ଆଉ ସେଇଟା ଏତେ ହାମ୍ପର କରିବନି। କାରଣ ଆମେ ସେତେବେଳେ ନର୍ମାଲ ହେଇଯାଇଥିବା, କାମ ଡାଉନ ହେଇଯାଇଥିବା, ଆଉ ଆମ ପାଖରେ ଆମ ଏନର୍ଜି ବାଲାନ୍ସ ରେ ଥିବ। ହେଲା। ଆଉ ଗୋଟେ ଜିନିଷ ହେଲା, ଆମର ଡେଲି ଲାଇଫ ରେ ବହୁତ ଗୁଡେ ମାନେ କାମ ଅଛି, ଯେମିତି ଆମର ଏନର୍ଜି ଡ୍ରେନ୍ ହୁଏ ଆଉ ଏନର୍ଜି ଗେନ୍ ହୁଏ। ଯେମିତି ଏବେ ଟିକେ ଆଗରୁ କହିଲି ଯେ ଆମେ ଯେତେବେଳେ ନିଜ ଉପରେ କାମ କରିବା, ନିଜର ସେଲ୍ଫ କେୟାର କରିବା, ସେତେବେଳେ ଆମେ ଏନର୍ଜି ଗେନ୍ କରିବା। କିନ୍ତୁ ଆମର ଯୋଉ ଗୁଡାକ ପ୍ରାୟ ଡେଲି ଆକ୍ଟିଭିଟି ଆମ ଲାଇଫ ରେ ରହୁଛି, ପ୍ରାୟ ଜିନିଷ ଗୁଡାକ ସବୁ ହେଲା ଏନର୍ଜି ଡ୍ରେନର କାମ ଆକ୍ଟିଭିଟି। ତେଣୁ ଚେଷ୍ଟା କରିବେ ଯେ ଦିଟାକ ବାଲାନ୍ସ ହେଇକି ରହିବ। ନହେଲେ ଆପଣଙ୍କର ସେ ଯୋଉ ଡ୍ରେନର କାମ ଗୁଡାକୁ ଟିକେ କମେଇ ଦେବେ, ତାକୁ ଡେଲିଗେଟ କରିବେ, ଅଲଗା ଲୋକଙ୍କର ସାହାଯ୍ୟ ମାଗିବେ। ଘରେ ବି ଅଦର ଫ୍ୟାମିଲି ମେମ୍ବର ଥିବେ ନା, ଜମାରୁ ହେଜିଟେଟ କରିବେନି ଯେ ମୁଁ ତାଙ୍କୁ ପଚାରିଲେ ସେ କଣ ଭାବିବେ କି ନ ଭାବିବେ। ଜଣେ ନ କଲେ ଆଉ ଜଣଙ୍କୁ ଆପଣ ହେଲ୍ପ ମାଗିବେ। ତେଣୁ କାମକୁ ଡେଲିଗେଟ କରିବେ, ଆଉ ତାପରେ ନିଜର ଯୋଉ ଏନର୍ଜି ଗେନିଂ ଆକ୍ଟିଭିଟି ତାକୁ ଟିକେ ଆଉ ବଢେଇବେ, ଆଉ ଗୋଟେ ଦିଟା ବଢେଇବେ। କିନ୍ତୁ ପ୍ରତିଦିନ କିଛି ନା କିଛି ଏନର୍ଜି ଗେନିଂ ଆକ୍ଟିଭିଟି ଆପଣଙ୍କୁ କରିବାକୁ ପଡିବ। ନହେଲେ ଆପଣ ସବୁବେଳେ ସେଇ ଷ୍ଟ୍ରେସ ଜୋନରେ ରହିବେ, ଆଉ ସେଇ ହରମୋନ ଆପଣଙ୍କ ଦେହରେ ସିକ୍ରେଟ ହବ, ସେଇଆ ହିଁ ଆପଣ ଟ୍ରାନ୍ସଫର କରିବେ ଯାହା ସହିତ ବି, ପିଲା ସହିତ ହଉ, ଘରେ ଯେକୌଣସି ଫ୍ୟାମିଲି ମେମ୍ବର ସହିତ ହଉ, ବା ୱାର୍କ ପ୍ଲେସ ରେ ହଉ। ତାହେଲେ ମୁଁ ଗୋଟେ କଥାଟେ କହିବି ଏଥିରେ, ଯୋଉ ଆପଣ ଯୋଉ କହିଲେ ଯୋଉ ଆକ୍ଟିଭିଟି ଏନର୍ଜି ବଢେଇବା ପାଇଁ, ମେଡିଟେସନ ହଉ, ନହେଲେ ଏନି ଟାଇପ୍ସ ଅଫ ପ୍ରେୟର ହଉ, କନେକ୍ଟ ଗଡ ଭଗବାନ। ଚାଣ୍ଟିଂ ହଉ, ମ୍ୟୁଜିକ ହଉ, ଯାହା ବି ହଉ, ବା ବହି ପଢିବା ପାଇଁ ହଉ, ବା ଆଜିକାଲି ଯୋଉ ଆମେ ୟୁଟ୍ୟୁବ କୁ ଖରାପ କାମରେ ସବୁ ୟୁଜ କରୁଛେ, ଅଡିଓ ବୁକ୍ କେତେ ଆସୁଛି ଅଧା ଘଣ୍ଟାର, ତାକୁ ବି ଆମେ ଶୁଣିପାରିବା। ଆଉ ଗୋଟେ ଜିନିଷ ଯେ ଆମେ ମନେକର ରୋଷେଇଟା ପ୍ରତିଦିନ କରି କରି ସ୍ତ୍ରୀ ଲୋକମାନେ ପ୍ରାୟ ଏକ୍ସଜଷ୍ଟ ହେଇଯାଆନ୍ତି। ସେଇ ସମୟରେ ଆଉ ଗୋଟେ କାମ ତା ସହିତ ଆଡ କରିବେ, ଯେମିତି ଆପଣଙ୍କୁ ଜଣା ପଡିବେନି ଆପଣ ସେଇ କାମଟା ସାରିଦେବେ। ଆପଣ ସେତେବେଳେ ଗୀତ ଶୁଣିପାରିବେ, ଚାଣ୍ଟିଂ କରିପାରିବେ, କି କାହା ସହିତ ବ୍ଲୁଟୁଥ ରେ ଆପଣ ସାଙ୍ଗମାନଙ୍କ ସହିତ, କି ଆପଣଙ୍କୁ ଯାହାକୁ ଭଲ ଲାଗେ ତା ସହିତ କଥା ହେଇପାରିବେ। ତା ଭିତରେ ଆପଣଙ୍କର କାମ ବି ସରିଯାଇଥିବ, ଆଉ ଆପଣ ବି ଏକ୍ସଜଷ୍ଟ ଫିଲ୍ କରିବେନି, କାରଣ ଏ ସାଇମultaneously ଆଉ ଗୋଟେ କାମ ତା ସହିତ ଚାଲିଥିବ। ଆଉ ନିଜ ପାଇଁ କିଛି ରିକ୍ରିଏସନାଲ ଆକ୍ଟିଭିଟି ସବୁବେଳେ ରଖିବା ନିହାତି ଆବଶ୍ୟକ। ମି ଟାଇମ ଗୋଟେ ନିହାତି ହବା ଦରକାର। ପ୍ରତିଦିନ 1-2 ଘଣ୍ଟା ମି ଟାଇମ ନିହାତି ଆବଶ୍ୟକ। ଏଇଠି ଗୋଟେ କହିବି, ଯଦି ମି ଟାଇମ ଯଦି ଘଣ୍ଟାଟେ ଦେବେ, ମାନେ ଏକ୍ଜାକ୍ଟଲି ଜଣେ ୱାର୍କିଂ ଥିବ, ଆଉ ତାର ହୁଁ ପିଲା ଥିବ, ତାଙ୍କର ଇନଲସ୍ ଥିବେ, ହୁଁ ହୁଁ ହଜବେଣ୍ଡ, ସମସ୍ତେ। ହୁଁ। ଏକ୍ଜାକ୍ଟଲି ମି ଟାଇମ ଟା କୋଉ ଟାଇମରେ କାଢିବା କଥା? ଆକ୍ଚୁଆଲି ମର୍ଣ୍ଣିଂ ଟାଇମ। ସକାଳୁ ମର୍ଣ୍ଣିଂ ରୁ 1-1.5 ଘଣ୍ଟା ନିହାତି ଦରକାର। ସକାଳୁ ଉଠିଲେ ମାନେ ଆପଣ ମେଡିଟେସନ କରିବେ, ଗ୍ରାଟିଚ୍ୟୁଡ ଲେଖିବେ, ଆଫର୍ମେସନ ଲେଖିବେ, ତାପରେ କିଛି ସମୟ ୟୋଗା କରନ୍ତୁ କି ଏକ୍ସରସାଇଜ କରନ୍ତୁ। ଆ ଭିତରେ ତ ଘଣ୍ଟା ନିହାତି ପଳେଇବ।
ତେଣୁ ଏଇ ଘଣ୍ଟାଏ ସମସ୍ତେ ଉଠିବା ପୂର୍ବରୁ ଆଉ ତମେ ପାଇଁ ନିଜେ ଟାଇମ କାଢି ପାରିବ ନିଜ ପାଇଁ। ତାହେଲେ ବହୁତ ସାରା ମୁଁ ଲୋକମାନେ ଦେଖିଥାଉଛି ମି ଟାଇମ ନା ମୁଁ କହିବି ତାଙ୍କୁ କି ମୁଁ ଫିଟନେସ ଅଛି, ମୁଁ କହିବି କି ଚାଲ ଟିକେ ଏକ୍ସରସାଇଜ ଟିକେ କର, ମୁଁ କହିବି ହୁଁ। ତ ସେମାନଙ୍କର ଗୋଟେ ହିଁ ଆନ୍ସର ଥାଉଛି ଆମକୁ ଘର କାମ କଲା ବେଳକୁ ତ ଟାଇମ ନାହିଁ, ଆମେ କୁଆଡେ ଏକ୍ସରସାଇଜ କରୁ। ତ ନାଇଁ ସେଟା ହେଲା ମାଇଣ୍ଡ ସେଟ ସେଟା ହେଲା ଖାଲି ଏକ୍ସକ୍ୟୁଜ। ମୁଁ ବି ସେମିତି ଗୋଟେ କାମ ଯେତେବେଳେ କରିବାକୁ ଚାହୁଁନଥିବ, ବଡି ଆମର କମ୍ଫର୍ଟ ଜୋନରେ ଥିବ, ସେତେବେଳେ ସେ ଚାହିଁବନି କରିବା ପାଇଁ। ଏକ୍ସରସାଇଜ କିଏ କରିବ, ଝାଳ ବାହାରିବ, ତା ପାଇଁ ପୁଣି ଡ୍ରେସ ଅଲଗା ପିନ୍ଧ, ଗୋଟେ ଜାଗା ବାହାର କର। ତେଣୁ ସମସ୍ତେ ଚାହାନ୍ତି ନୁହେଁ, ଆମେ ଯେତେ ବଡିକୁ କମ୍ଫର୍ଟ ଜୋନରେ ରଖିବା, ବଡି ବି ମଧ୍ୟ ଚାହିଁବ ସେଇଭଳିଆ କମ୍ଫର୍ଟ ଜୋନରେ ରହିବା ପାଇଁ। ଆଉ ଆମେ ଯୋଉଟା କରିବାକୁ ଚାହିଁବାନି ସେଇ ଜିନିଷଟାକୁ ଆମେ ଏକ୍ସକ୍ୟୁଜ ଦେଇଦବା। ମୋର ସେତେବେଳେ ମନ ନଥିଲା, ସେ ଘରକୁ ଲୋକ ଆସିଥିଲେ, ସେ ପିଲାର ଟିଫିନ କରିବାର ଥିଲା। କିନ୍ତୁ ଜଣେ ଯଦି ଚାହିଁବ ପ୍ରପର ମାଇଣ୍ଡ ସେଟ ଯେ ମତେ ଏତିକି କରିବାର ଅଛି, ପ୍ରତିଦିନ ଗୋଟେ ପ୍ଲାନ କରି ରଖିଦେବା ଆପଣଙ୍କ କ୍ୟାଲେଣ୍ଡର ସେଟ, ଯେ ମତେ ଏତିକିରୁ ଏତିକି ସମୟ ପର୍ଯ୍ୟନ୍ତ ଏତିକି ନିଶ୍ଚିତ କରିବାର ଅଛି। ସେଟା କମି ଯାଇପାରେ, ମନେକର ଆପଣ ଘଣ୍ଟାଏ କରୁଛନ୍ତି, କଣ ସେଦିନ ଗୋଟେ ପ୍ରୋବ୍ଲେମ ହେଲା, ଆପଣଙ୍କର ସେଟା ରିଡ୍ୟୁସ ହେଇଯିବ, 15 ମିନିଟ ହେଇଯିବ। ବା ସେଇ ଟାଇମ ଯଦି ନଦେଲେ 24 ଘଣ୍ଟାର ଆପଣ କୌଣସି ଗୋଟେ ସମୟ ମିଳିବନି, ଯେତିକି ବେଳେ। କିନ୍ତୁ ଯଦି ଆପଣ ସେଟା କମେଇ ଦେଇକି ଅଦର ଆକ୍ଟିଭିଟି ବଢେଇ ଦେବେ, ତାହେଲେ ଆପଣଙ୍କର ପୁଣି ସେଇ ସମାନ ଜିନିଷ ଆରମ୍ଭ ହେଇଯିବ। ପକ୍କ ଜଣେ ମନରୁ ଆମର ପଡକାଷ୍ଟ ଦେଖି ସେ କହିଲା କି ଆଜିଠୁ ମୁଁ ହେଲେ ଷ୍ଟାର୍ଟ କରିବ ମି ଟାଇମ 30 ମିନିଟ ପର ଡେ ଷ୍ଟାର୍ଟ କରିବ। ସେ ଏକ୍ଜାକ୍ଟଲି ପକ୍କ ସେ ଟାଇମ ସେଟ୍ କଲା 30 ମିନିଟ ସେ ଏକ୍ଜାକ୍ଟଲି କଣ କରିବ, ଗୋଟେ ହେଲା ମେଡିଟେସନ ହେଲା, ଆଉ କଣ ହେଇପାରେ? ମେଡିଟେସନ 10 ମିନିଟ କରିପାରିବ। 5 ମିନିଟ 10 ଧାଡି ଗ୍ରାଟିଚୁଡ ଲେଖିବ। ଗ୍ରାଟିଚୁଡ ମାନେ କାହା ପାଇଁ ସେ ଗ୍ରେଟଫୁଲ। ଯେମିତି କହିପାରିବେ ଯେ ଭଗବାନ ଆଇ ଆମ୍ ଗ୍ରେଟଫୁଲ ଟୁ ୟୁ, ଯେ ମତେ ଏତେ ସୁନ୍ଦର ଜୀବନ ଦେଇଛ, କି ମତେ ଗୋଟେ ସୋର୍ସ ଦେଇଛ, ମୁଁ ଆର୍ନିଂ କରୁଛି, କି ମତେ ଏତେ ସୁନ୍ଦର ପିଲାଟେ ଦେଇଛ ଯିଏ ମତେ ବହୁତ ମାନେ ଭଲ ପାଉଛି, କି ମତେ ଏଇଭଳିଆ ବାପା ମା ଦେଇଛ ଯେ ସବୁ, କାରଣ ବାପା ମା ତ ସବୁ ତମ ପାଇଁ କରିଛନ୍ତି ନା। ତାପରେ ତମ ୱାର୍କିଂ ପ୍ଲେସ ରେ କିଏ ତମକୁ ସାହାଯ୍ୟ କରିଛି, ଯିଏ ବି ହଉ, ପ୍ରତିଦିନ ସେଟା ଚେଞ୍ଜ ବି ହେଇପାରିବ। ଖୋଜିଲେ ସେ ନିଶ୍ଚିତ। ଏମିତି ବି ଆମେ ପ୍ରତିଦିନ ଭାବିଲ ଯଦି ଆମେ ବ୍ରିଥ କରୁନଥାନ୍ତେ, ତାହେଲେ ଆମେ ବଞ୍ଚିଥାନ୍ତେ କି? ତାହେଲେ ଆମେ ସେଟାକୁ ବି ଗୋଟେ ଗ୍ରାଟିଚୁଡ ଲେଖିପାରିବା, ଯେ ଥ୍ୟାଙ୍କ ୟୁ ଗଡ ଏଭ୍ରି ଡେ ଆଇ ଆମ୍ ବ୍ରିଦିଂ, ଆଇ ଆମ୍ ହେଲ୍ଦି। ହେଲା, ତେଣୁ ଏଇଭଳିଆ 10 ଧାଡି ଗ୍ରାଟିଚୁଡ ଲେଖିବା ନିହାତି ଦରକାର। ଆଉ ଆଫର୍ମେସନ, ଯୋଉଟା ତମେ ତମର ଚେଞ୍ଜେସ ହବାକୁ ଚାହୁଁଛ, ଯୋଉଟା ଦ୍ଵାରା ତମେ ଚାହୁଁଛ ଭଲ ତମ ଭିତରେ ପରିବର୍ତ୍ତନ ଆଣିବା ପାଇଁ, ତମେ ସେଇଟାକୁ ବି ପ୍ରତିଦିନ ରିପିଟ କରିବ। ପ୍ରତିଦିନ ଗୋଟେ ରିପିଟ କଲେ ସେ ପାଟର୍ନ ଟା ଚେଞ୍ଜ ହବ। ଆଉ ସେଇଟା ଧୀରେ ଧୀରେ ମାନେ କଣ ଯୋଉ କହନ୍ତି ନା, ରାଇଟ ଥଟ୍ କ୍ରିଏଟ ରାଇଟ ଇମୋସନ, and right emotion create right action, and series of right action creates your destiny। ସେମିତି ମାନେ ତମ ଥଟ୍ ଟା ତମର ସବୁ ଜିନିଷରେ ଚେଞ୍ଜ ମାନେ ଆସିବ। ତମେ ଯାହା ଭାବିବ ସେଇ ଜିନିଷ ଟା ତମର ହେଇ ହେଇକା ଯିବ। ତେଣୁ ତମ ହଁ ଥଟ୍ ଟା ଉପରେ ତମର ମାନେ ରାଇଟ ଥଟ୍ ହବା ଦରକାର। ସେଇ ଅନୁସାରେ ତମ ଇମୋସନ ଚେଞ୍ଜ ହବ। ଆଉ ଯାହାବି ଆମେ ପ୍ରୋବ୍ଲେମ ଫିଲ୍ କରୁଛେ, ପ୍ରକୃତରେ ସେଟା ତମେ ଭାବୁନ ଆମ ନିଜର ଇମୋସନ ଉପରେ ସେଟା ଡିପେଣ୍ଡ କରୁଛି। ମୁଁ ମୋ ମୁଁ ରାଗିବି କି କାନ୍ଦିବି, ସେଟା ମୋ ଇମୋସନ ଉପରେ ନିର୍ଭର କରୁଛି ନା। ମତେ ଜଣେ ଚାହିଁଲେ କଣ କରିଦବ, ମୁଁ ଯଦି ନ ଚାହିଁବି ମୁଁ ରାଗିବିନି, ସେ ମତେ ଯାହା କହୁଛି କହୁ, ତାହେଲେ କଣ ମୁଁ ରାଗିଯିବି? ନା, ଆମେ ସବୁବେଳେ ରହୁଛେ ଟ୍ରିଗର ମୋଡ ରେ, ମାନେ ଆକ୍ସନ ଡିଫେନ୍ସିଭ ମୋଡ ରେ। କିଏ କଣ କହିଲା, ଆମେ ସବୁବେଳେ ଚାହୁଁଛେ ସେଟା ପ୍ରୁଭ କରିବା ପାଇଁ, ଆମେ ନିଜକୁ ଠିକ ବୋଲି ପ୍ରୁଭ କରିବାକୁ ଚାହୁଁଛେ। କିନ୍ତୁ ଆମେ ନିଜକୁ ପ୍ରୁଭ କରିବା ଦରକାର ନାହିଁ ନା, ସେମାନେ ଆମ କମ୍ପିଟିଟର ନୁହେଁ। କମ୍ପିଟିଟର ଆମେ ନିଜ ସହିତ। ଅର୍ଥାତ କାଲି ମୁଁ କଣ ଥିଲି, ଆଜି ମୁଁ କଣ ଚେଞ୍ଜେସ ମୋ ଭିତରେ ଆସିଛି, କାଲି ଅପେକ୍ଷା ଆଜି ମୋ ଭିତରେ ମୁଁ କଣ ଇମ୍ପ୍ରୁଭ ଆଣିଛି। ହେଲା କି, ମାନେ ଏଭ୍ରିଡେ କଣ କେତେ ଇମ୍ପ୍ରୁଭ କରୁଛ, ତମେ କେତେ ଲର୍ନ କରୁଛ, କେତେ ମାନେ ଗ୍ରୋ କରୁଛ, ସେଇଟା ହଉଛି ତମ ନିଜ କାଲିଠୁ ଆଜି ଭିତରେ ମୁଁ କଣ ଚେଞ୍ଜେସ ମୋ ଭିତରେ ଆସିଛି। ମାନେ 1% ବେଟର ଏଭ୍ରିଡେ। ନିଶ୍ଚିତ ଭାବରେ ଆଇ ଆମ୍ ବିକମିଂ ଦ ବେଟର ଭର୍ସନ ଅଫ ମାଇସେଲ୍ଫ। ପ୍ରତିଦିନ ଏଇଟା ଗୋଟେ ଆଫର୍ମେସନ ଆପଣ ଲେଖିପାରିବେ। ଏଭ୍ରି ଡେ ଆଇ ଆମ୍ ଲର୍ନିଂ ଆଣ୍ଡ ଗ୍ରୋଇଂ ଆଣ୍ଡ ବିକମିଂ ଦ ବେଟର ଭର୍ସନ ଅଫ ମାଇସେଲ୍ଫ। ଓକେ, ନାଉ ଏବେ ଯାଇ ମର୍ଣ୍ଣିଂ ରେ ଉଠିଲେ ମି ଟାଇମ ଦେଇଦେଲେ, ଯୋଉଟା କି ତାର ଏନର୍ଜି ହୁଁ ଜେନେରେଟ ହୁଁ ହେଲା। ହୁଁ ତାପରେ ତାଙ୍କେ ଘର କାମ କଲେ, ତାପରେ ଜବ୍ ପଳେଇଲେ, ତାପରେ ହୁଁ ଆସିଲେ ପିଲାମାନଙ୍କୁ ନିଜର ମାନେ ବଣ୍ଡିଙ୍ଗ କରିବା ଷ୍ଟାର୍ଟ କଲେ। ହୁଁ ପ୍ରୋବ୍ଲେମ କଣ ହଉଛି ମୁଁ ଦେଖିଛି, ଏକ୍ଜାକ୍ଟଲି ଫର ଏକ୍ସାମ୍ପଲ ଜବ୍ ରୁ ଆସିଲେ ପାଞ୍ଚଟା ବେଳୁ ଆସିଲେ ଲୋକ,
ହୁଁ 5ଟାରୁ 6ଟା ଭିତରେ ଆସିଲେ, ଅଫିସରୁ ଆସିଲେ ତାଙ୍କ ଫ୍ୟାମିଲି ଟାଇମ ଷ୍ଟାର୍ଟ ହେଲା। ସେଇ ଯୋଉ 30 ମିନିଟ୍ସ ମିନିମମ୍ ହୁଁ ଆମର ଯୋଉ ହଉଛି କଣ ଷ୍ଟ୍ରେସ୍ ଥାଉଛି, ଷ୍ଟ୍ରେସ୍ ଧରି ଆସିଥାଉଛି, ହୁଁ 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 ଆମେ ନିଜେ ନିଜେ ରିଲିଭ କରୁଛେ, ତାପରେ ଫ୍ୟାମିଲିକୁ ଟାଇମ ଦଉଛେ, ସିମ୍ପଲ। ହୁଁ ତ ଏକ୍ଜାକ୍ଟଲି ଜଣେ ଚାହିଁବ ନା ଇମୋସନାଲ ରେଗୁଲେସନ କେମିତି କରିପାରିବ, ତାର ଯୋଉ ଷ୍ଟ୍ରେସ୍ ଟାକୁ ରେଗୁଲେଟ, ସେଲ୍ଫ ରେଗୁଲେଟ କେମିତି କରିପାରିବ। ନର୍ମାଲି ସେଇ ବହୁତ ସାରା ଆସୁଛନ୍ତି, ଆସିକି ଶୋଇ ପଡୁଛନ୍ତି, ୱାନ୍ ଟାଇପ ହୁଁ ଅଫ ଶାନ୍ତି ମିଳିବେ, ବଟ୍ ହୁଁ ହୁଁ ଯଦି କେମିତି ରେଗୁଲେଟ କରିବେ ସେଇ ଯୋଉ ହଁ ଇମୋସନ ଟା। ସେଇ ଜିନିଷଟା ମାନେ ସେଇଟା ବି ଗୋଟେ ମାନେ ରେଗୁଲେଟ କରିବାର ଗୋଟେ ମାଧ୍ୟମ। ତମେ ରେଷ୍ଟ ନେଇପାରିବ ବା ତମେ ଯୋଉ କରନ୍ତିନି ପାଦ ବୁଡେଇକି ରଖନ୍ତି ଉଷୁମ ପାଣିରେ, ଫୁଡ ମେସେଜ ସେଟା ବି କରିପାରିବ। ତମେ ଫେସ୍ ମେସେଜ ବି କରିପାରିବ, ଫେସ୍ ୟୋଗା କରିପାରିବ। କିଛି ବି ସେତେବେଳେ ନିଜ ପାଇଁ କିଛି ସମୟ ଦେଲେ, କିଛି ସମୟ ଗଲେ ସେ ଯେତେବେଳେ କହନ୍ତି ନା ଯେତେବେଳେ ଆମେ ହାୟର ଅର୍ଡର ଇମୋସନରେ ଥାଆନ୍ତି, ଯେମିତି ଷ୍ଟ୍ରେସ୍ ହଉ, ଆଂଜାଇଟି ହଉ ବା ଫ୍ରଷ୍ଟ୍ରେସନ ହଉ ବା ୱାର୍କ ପ୍ରେସର ହଉ, ତାହେଲେ ସେତେବେଳେ ଆମେ କେତେ ମାନେ ନେଇପାରିବାନି ରାଇଟ ଡିସିସନ। ତେଣୁ ଇମୋସନ ରେଗୁଲେଟ କରିବା ପାଇଁ ଏଇଗୁଡା ବି ଛୋଟ ଛୋଟ ପ୍ରୋସେସ। ଆମେ ଯୋଉ କଣ ପ୍ରପର ଫୁଡ ଇନଟେକ୍ କରିବା, ପ୍ରପର ସ୍ଲିପ ନେଇଥିବା, ବାହାରୁ ଆସିଲେ ଟିକେ ରେଷ୍ଟ ନବା, ଆମକୁ କଣ ଭଲ ଲାଗେ ବଡିର କିଛି କେୟାର ସେଇ ସମୟରେ ନବା। ତାପରେ ଆମେ ଯେତେବେଳେ କମ୍ପ୍ଲିଟଲି ଓକେ ଫିଲ୍ କରିବା, ସେତିକିବେଳେ ଆମେ ପିଲାଙ୍କ ସହିତ ହଉ ବା ହଜବେଣ୍ଡ ସହିତ ହଉ ବା ଘରେ ଫ୍ୟାମିଲି ମେମ୍ବର ସହିତ ହଉ, ତାଙ୍କ ସହିତ ଇଣ୍ଟରାକ୍ସନ କରିପାରିବା। କିନ୍ତୁ ସେଇ ଯୋଉ ଇମୋସନ, ନେଗେଟିଭ ଇମୋସନ ସହିତ ଆମେ ଯଦି ଇଣ୍ଟରାକ୍ଟ କରିବା, ତାହେଲେ ସେଇ ଏନର୍ଜି ଟ୍ରାନ୍ସଫର ହବ, ଆମେ ପୁଣି ଚିଡଚିଡା ହବା, ପୁଣି କେତେବେଳେ ରାଗିକି କଣ କହିଦବା। କିନ୍ତୁ ତା ପୂର୍ବରୁ ଇମୋସନ ଆମେ ଚାହିଁଲେ ନିଜେ ସବୁ ହେଇପାରିବ। ପ୍ରପର ମାଇଣ୍ଡ ସେଟ ସହିତ ନିଜ ଉପରେ କାମ କରିବାକୁ ପଡିବ, ନିଜ ପାଇଁ ଟାଇମ ଦେବାକୁ ପଡିବ। ସବୁଠୁ ବେଷ୍ଟ ୱାର୍କ ରେ ପଳେଇବ, ଇଭିନିଂ ୱାର୍କ ରେ। ହଁ ହଁ ସେଇଟା ତ ସବୁଠୁ ଭଲ। ଆପଣଙ୍କର ବଡି ଫିଟ ରହିବ, ଆପଣ ଅକ୍ସିଜେନ ଇନହେଲ କରିବେ, ବାହାରେ ବହୁତ ଲୋକଙ୍କ ସହିତ ଇଣ୍ଟରାକ୍ସନ ବି କରିବେ, ଆଉ ଆପଣଙ୍କ ମନ ନିହାତି ପରିବର୍ତ୍ତନ ହବ। ସେଥିପାଇଁ ତ ପ୍ରତି ୱିକେଣ୍ଡ ରେ ନିହାତି ଭାବରେ ପିଲାଙ୍କୁ ନେଇକି ଗୋଟେ ଜାଗା କୁଆଡେ ବୁଲିଯିବା ଦରକାର, ନିହାତି ବୁଲିବା ଦରକାର। ପିଲାଙ୍କର ମନ ପରିବର୍ତ୍ତନ ହବ, ତମ ମନ ବି ପରିବର୍ତ୍ତନ ହବ। ତ ନା ଏବେ ଆସିବା, ଏବେ ଯେହେତୁ ଇମୋସନାଲ ରେଗୁଲେସନ ହେଇଗଲା, ଏବେ ଆସିବା ପ୍ରପର ବଣ୍ଡ କେମିତି କରିବା ଚିଲଡ୍ରେନ ସହିତ। ତ ତା ଆଗରୁ ବହୁତ ସାରା ଲୋକ ଦେଖୁଥିବେ, ଆମେ ତ ତାଙ୍କେ ଚାହୁଁଛନ୍ତି ଯେ ପିଲାମାନଙ୍କ ସହିତ ବଣ୍ଡିଙ୍ଗ କରିବାକୁ ଚାହୁଁଛନ୍ତି, ବଟ୍ ହୁଁ ସେକେଣ୍ଡ ଅଫ୍ କେତେଟା ଜିନିଷ ଅଛି, ଯେମିତି କି ପିଲାମାନଙ୍କ ପାଖରେ ଟାଇମ ଥିଲା ବେଳୁ ମା ମାନଙ୍କ ପାଖରେ ଟାଇମ ନଥାଉଛି, ମା ମାନଙ୍କ ଟାଇମ କଥା ହେଲା ବେଳୁ ପିଲାମାନେ ମୋବାଇଲରେ ଖେଳିଥାଉଛନ୍ତି, ହୁଁ ଏମିତି ହୁଁ ଆକ୍ଚୁଆଲି ହଉଛି। ସୋ କେତେଟା ଜିନିଷ ମୁଁ ନୋଟ୍ସ କରୁଛି। ଫାଷ୍ଟ ହେଲା ମୋବାଇଲ ଏଡିକ୍ସନ ଉପରେ କଥା ହବା। ହୁଁ ଯଦି ଛୋଟ ପିଲାଟା ଅଛି, ଆମେ ତାକୁ ମୋବାଇଲ କୁ ଏଡିକ୍ସନ ବାହାର କରିଦବା। ଫର ଏକ୍ସାମ୍ପଲ ହୁଁ ଜଣେ ଅଛି କି ଲେଟ୍ସ ସେ ପକୋ ସେ 7-8 ପଢୁଛି, ୟା ତ 10 କ୍ଲାସ ପଢୁଛି, ହୁଁ ହୁଁ ତାକୁ ତ ହୁଁ ଆମେ ହୁଁ ପାଠ୍ୟ କରି ପଢି ପାରିବାନି। ହୁଁ 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 ହୁଁ। ତ ମୁଁ ଚାହୁଁଥିଲି 1-5 ଜଣେ ସମ୍ଭାଳି ଦବ ହୁଁ ସେ ପିଲାମାନଙ୍କୁ, ଯିଏ 7, 8, 9, 10 ୟା ତ +2 ଫାର୍ଷ୍ଟ ଇୟର ସେକେଣ୍ଡ ଇୟର, ମୋଷ୍ଟଲି ଏଇ 5 ବର୍ଷ 7 ରୁ +2, ମାନେ ନିୟରଲି କେତେ 7, 8, 9, 10, ମାନେ ହୁଁ ନିୟରଲି 5-7 ବର୍ଷ। ଏଇ ଯୋଉ ହୁଁ ପିଲାଙ୍କର ଯୋଉ ଏଜ ଟା, ଏକ୍ଜାକ୍ଟଲି ତାକୁ କେମିତି ଆମେ ଏଡିକ୍ସନ ଦୂର କରିବା, ମୋବାଇଲ ଆଡିକ୍ସନ। ମୋବାଇଲ ଏଡିକ୍ସନ। ଆକ୍ଚୁଆଲି ସେଇଟା ତ ଆମେ ପାଟର୍ନ ଟା ଯଦି ଆଗରୁ ତିଆରି କରିଦେଇଥିବା, ସେଇଟା ମାନେ ଗୋଟେ ଦିନରେ ବି ସେଇ ମାନେ ମୋବାଇଲ ଆଡିକ୍ସନ ଟା ଚେଞ୍ଜ କରିପାରିବାନି। କିନ୍ତୁ ଆମେ ତାଙ୍କୁ ମୋବାଇଲ ୟୁଜ ର ସବୁ ମେରିଟ ଡିମେରିଟ ତାଙ୍କୁ ବୁଝେଇ ପାରିବା। ତେଣୁ ସେ ବୁଝେଇଲେ ସେଇଟା ବୁଝିବ କେତେବେଳେ, ସେ ପିଲା ଯେତେବେଳେ ତମ ସହିତ କନେକ୍ସନ ରେ ଥିବ। ପ୍ରଥମ ଜିନିଷ ହେଲା ତମର ପିଲାମାନଙ୍କ ସହିତ କନେକ୍ସନ ବଢେଇବାର ଅଛି। କନେକ୍ସନ କେତେବେଳେ ବଢେଇବେ, ଯାହାବି ଯେତେବେଳେ ସେ ଶୋଇବା ପୂର୍ବରୁ ତା ସହିତ ଅଧଘଣ୍ଟେ ନିହାତି କଥା ହେବେ, ଦିନଚର୍ଯ୍ୟା ଯାହା ବି ଚାଲିଛି ତା ବିଷୟରେ କଥା ହେବେ। ସେ ସବୁ ଜିନିଷ ତମ ପାଖରେ ସେୟାର କରିପାରୁଥିବ, ଆଉ ସେ ଜଜମେଣ୍ଟ ଫିଲ୍ କରୁନଥିବ, ସେତିକି ବେଳେ ସେ ତମ ସହିତ କନେକ୍ଟେଡ ହେଲା। କନେକ୍ଟେଡ ହେଲେ ସବୁ ଜିନିଷ କହିବ। ଯେତେବେଳେ କହିବ ସେତିକିବେଳେ ଆପଣ ମୋବାଇଲ ର ମେରିଟ କଣ ଡିମେରିଟ କଣ, ଆଖି ଖରାପ କେମିତି ହୁଏ, ପିଲାମାନେ କେମିତି ବାୟସ ହେଇଯାଆନ୍ତି ସୋସିଆଲ ମିଡିଆ ଦ୍ଵାରା, କେମିତି ସେମାନେ ପ୍ରୋବ୍ଲେମ ଫେସ କରନ୍ତି, ସବୁ ଜିନିଷ ସେଇ ସମୟରେ କହିବେ। ତାହେଲେ କଣ ହବ ନା, ପିଲା ନିଶ୍ଚିତ ଭାବରେ ଧୀରେ 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 ଯେମିତି କହନ୍ତି ନା ପାଖରେ ଶୁଏ କାନରେ କୁହେ, ପ୍ରତିଦିନ ଏଇ ଜିନିଷ ଯେତେବେଳେ ଆପଣ କରିଚାଲିବେ, ଦେଖିବେ ଗୋଟେ ଯଦି ମାସ ପରେ କିଛି ନା କିଛି ତ ପରିବର୍ତ୍ତନ ନିହାତି ହବ।
ନିହାତି ପରିବର୍ତ୍ତନ ହେଲା ପରେ ଆପଣ ସେଇଟା ସେ ଜାଣିଲେ ସେ ଜିନିଷଟା। ଆଉ ତାପରେ ଆପଣ ଏମିତି ବି କରିପାରିବେ ପିଲାମାନଙ୍କୁ ଅଦର ଆକ୍ଟିଭିଟିରେ ଆପଣ ଲିପ୍ତ କରିବେ। ଆକ୍ଟିଭିଟି କିଏ ପେଣ୍ଟିଂ କରିବାକୁ ଭଲ ପାଉଛି, କିଏ ଡ୍ୟାନ୍ସ କରିବାକୁ ଭଲ ପାଉଛି, ତା ପାଖେ ତ ସମୟ ନଥିବ ମୋବାଇଲ ଦେଖିବା ପାଇଁ ନା। ତେଣୁ ସେ ତ ଯେତେବେଳେ ଆସିବ ତମ ସହିତ କଥା ହବ ତାପରେ ସିଧା ଯିବ ଶୋଇବା ପାଇଁ, ଆଉ ତା ବଡି ମାନେ ନଥିବ ଏଇ ଷ୍ଟେଟରେ ଯେ ସେ ଆଉ ଅଧିକା ସମୟ ସ୍କ୍ରିନ ଟାଇମ ରେ ଦବ ବୋଲି। ତେଣୁ ତାକୁ ଅଦର ଆକ୍ଟିଭିଟିରେ ନିହାତି ଭାବରେ ତାକୁ ଡାଇଭର୍ଟ କରିବା ଦରକାର। ପିଲାକୁ ଯୋଉ ଆକ୍ଟିଭିଟି ପସନ୍ଦ, ମନେକର ତମେ 2-3ଟା ଆକ୍ଟିଭିଟି ତମେ ତାକୁ ପ୍ରୋଭାଇଡ କରିପାରିବ, ଦେଖିଲ ପିଲା କୋଉ ଆକ୍ଟିଭିଟିରେ ଭଲ କରିପାରିବ, ତାକୁ ତା ଓପିନିଅନ ନବ। ମନେକର ପିଲା ଡ୍ୟାନ୍ସ କରିବାକୁ ଭଲ ପାଉଛି, ପୁଣି ଗୀତ ଗାଇବା ପାଇଁ ଭଲ ପାଉଛି, ଗୋଟେ ଆକ୍ଟିଭିଟିରେ ଦେବେ, ଜମା 2-3ଟା ଆକ୍ଟିଭିଟିରେ ଦେବେନି। କାରଣ ଏଇ ସମୟରେ ପିଲାମାନଙ୍କର ପାଠ ପଢାଟା ବି ପ୍ରାଇମେରୀ କାମ ନା, କାରଣ ସେମାନେ ଡାଇଭର୍ଟ ହେଇଯିବେ ନହେଲେ ପାଠ ପଢା ପାଖରୁ। ତେଣୁ ଗୋଟେ ନିହାତି ତାର ଲାଇକିଂ କୋ କରିକୁଲାର ଆକ୍ଟିଭିଟିରେ ଆପଣ ଯଦି ତାକୁ ସମୟଟା ତାର ଦେଇଦେବେ, ସେ ତା ଦେହରେ ତାର ଟାଇମଟା ସ୍ପେଣ୍ଡ କରିବ। ବଟ୍ ଆପଣ ଯୋଉଟା କହିଲେ ଆକ୍ଟିଭିଟି, ଆଜିକାଲି ପ୍ୟାରେଣ୍ଟସ୍ ମାନେ ଆକ୍ଟିଭିଟି ନ କରେଇକି ଖାଲି ତାଙ୍କୁ କହୁଛନ୍ତି ଯେ ତୁ ମୋବାଇଲ କି ପାଇଁ ଦେଖୁଛୁ, ଗାଳି କରିଥାଉଛନ୍ତି। ତ ହଁ, ସେଇଟା କଣ କି ମାନେ ପିଲାଙ୍କ ଆମେ ଯୋଉ ପ୍ରଥମ କଥା ହେଲା ତାଙ୍କୁ ଯୋଉ ଆମେ ପାଟି କରିକି କହୁଛେ ତାର ସବୁବେଳେ ଖରାପ ପ୍ରଭାବ ପିଲାଙ୍କ ଉପରେ ପଡେ। ପାଟି କରିକି କହିଲେ ପିଲା ଜମା ଶୁଣିବେନି, କାରଣ ଆମେ ନିଜେ ତ ମୋବାଇଲ ଦେଖୁଛେ ନା। ପ୍ରଥମ ହେଲା ପିଲାଙ୍କ ଆଗରେ ଆପଣ ଆଗ ମୋବାଇଲ ଦେଖିବା ବନ୍ଦ କରିବେ ପିଲାଙ୍କ ଆଗରେ। ଆଉ 2ରେ ପିଲାଙ୍କ ସହିତ ଆପଣ ଯେତେବେଳେ ଟାଇମ ସ୍ପେଣ୍ଡ କରିବେ, ଆପଣ ଫୋନ ୟୁଜ କରୁନଥିବେ, ପିଲା ବି ଫୋନ ୟୁଜ କରିବନି। ସେଇ ସମୟରେ ତା ପାଇଁକା ହେଲା ଗୋଟେ ଭଲ ସମୟ, କାରଣ ସବୁ ଜିନିଷ ସେୟାର କରିବା ପାଇଁ ମା ବାପା ତ ମିଳିଯିବେ ନା। ମୋବାଇଲ ସେ କାହିଁକି ଦେଖେଇକି, ମୁଁ ଏଇ ଟିକେ ଆଗରୁ ଯୋଉ କହୁଥିଲି ହାପି ହରମୋନ ଯୋଉ 3-4ଟା ଅଛି। ତେଣୁ ଯେତେବେଳେ ସେ ମୋବାଇଲ ଦେଖେ ତା ଭିତରେ ସେଇ ଜିନିଷ ଗୁଡାକ ସିକ୍ରେଟ ହୁଏ। କିନ୍ତୁ ଯେତେବେଳେ ସେ ତା ଫିଲିଙ୍ଗ ସବୁ ସେୟାର କରିବ ତା ପ୍ୟାରେଣ୍ଟସ ମାନଙ୍କ ପାଖରେ, ତାହେଲେ ସେତେବେଳେ ବି ହାପି ହରମୋନ ତିଆରି ହବ। ଯେତେବେଳେ ସେ ଗୋଟେ ତା ନିଜ ପସନ୍ଦର ଆକ୍ଟିଭିଟି କରୁଛି, ସେତେବେଳେ ମଧ୍ୟ ହାପି ହରମୋନ ତିଆରି ହବ। ତେଣୁ ଯେତେବେଳେ ଆଉ ଗୋଟେ ଜାଗାରୁ ସେଇ ଜିନିଷ ମିଳିଯାଉଛି, ତାହେଲେ ସେ ମୋବାଇଲ ପ୍ରତି ଆଡିକ୍ସନ ଧୀରେ ଧୀରେ ହବା ବନ୍ଦ କରିବ। ତାହେଲେ ଗୋଟେ ହେଲା ମୋବାଇଲ ଆଡିକ୍ସନ। ଓକେ, ସେକେଣ୍ଡ ଆସିଛି ବହୁତ ସାରା ପ୍ୟାରେଣ୍ଟସ୍ କହିଥାଉଛନ୍ତି ଯେ ଆମେ କିଛି କହିଲେ ଇଏ ଇଏ ମାନେ ପିଲା ବୁଝିପାରୁନି, ପିଲା କଣ କହିଲେ ଆମେ ବୁଝିପାରୁନି। ତ ସେଇ ଯୋଉ ଲାଇନ ଟା ଏବେ ଯାଏ ବି ଚାଲିଛି, ତାକୁ କେମିତି କରିବା ହୁଁ। ଚେଞ୍ଜ? ନାଇଁ, ବୁଝିପାରୁନି ନୁହେଁ, ଆମେ ଆମ ମାଇଣ୍ଡସେଟ ଟା ସେଇଭଳିଆ ତିଆରି କରିଦେଇଛେ ଯେ ପିଲା ବୁଝି ପାରୁନି। ମାନେ ଆଉ ଗୋଟେ ଜିନିଷଟା ହଁ ସରି 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 ମୁଁ ଏଥିରେ ଗୋଟେ ଆଉ ଗୋଟେ ଜିନିଷ ଏଡ୍ କରୁଛି। ଏବେ ମାନେ ପ୍ୟାରେଣ୍ଟସ୍ ଆଉ ପିଲାମାନଙ୍କର ଏଜ ଗ୍ୟାପ୍ ବି ହେଇଯାଉଛି। ସେ ହୁଁ ଗ୍ୟାପ୍ ଟା ବି ବହୁତ ବଢି ବଢି ଗଲାଣି। ତ ସେଇଟା ବି ହୁଁ। ଗୋଟେ ଫ୍ୟାକ୍ଟର ଅଛି। ତ ଓଭରାଲି ଆମକୁ କେମିତି ଜଣେ ଚାହିଁବ ବୋଲି କରିପାରିବ? ନାଇଁ, ମୁଁ ଏବେ ଟିକେ ଆଗରୁ ଯାହା କହୁଥିଲି, ଆପଣଙ୍କର ସବୁ କଥା ପିଲା ବୁଝିପାରିବ ଯେତେବେଳେ ଆପଣ ପିଲାଙ୍କ ଲେବୁଲକୁ ଯାଇକି ପିଲାଙ୍କୁ ବୁଝିବାକୁ ଚେଷ୍ଟା କରିବେ। ଆଉ ଯେତେବେଳେ ଆପଣ ବୁଝିବାକୁ ଚେଷ୍ଟା କରିବେ, ବେଶୀ ଶୁଣିବାକୁ ଚେଷ୍ଟା କରିବେ ପିଲା କଣ କହୁଛି, ପିଲାର ମତ କଣ, ଜାଣିପାରୁଛନ୍ତି ନା। ତାପରେ ସବୁବେଳେ ବିଫୋର କରେକ୍ସନ ଆପଣଙ୍କର କନେକ୍ସନ ନିହାତି ଦରକାର। ଯେତେବେଳେ କନେକ୍ସନ ହେଇଯିବ ନା, ସେତେବେଳେ ନିଶ୍ଚିତ ଭାବରେ ବହୁତ କିଛି ମାନେ ଘଟଣା ଘଟିଯିବ। ଜାଣିପାରୁଛନ୍ତି, ଯାହା ଆପଣ ଚାହିଁବେ ପିଲା ଆପେ ଆପେ ସେଇ କାମ କରିଯିବ। ଆଉ ଗୋଟେ ଜିନିଷ ହେଲା, ପିଲା ଆପଣଙ୍କୁ ଫଲୋ କରନ୍ତି, ଆପଣ ଯାହା କରନ୍ତି ସେଇଟା ପିଲା ଫଲୋ କରନ୍ତି। ତେଣୁ ଆପଣଙ୍କୁ ହିଁ ନିଜକୁ ଆଗ ପରିବର୍ତ୍ତନ କରିବାକୁ ପଡିବ। ପିଲାଙ୍କ ଭିତରେ ଯଦି ଆପଣ ଯୋଉ ଚେଞ୍ଜେସ ଟା ଆଣିବାକୁ ଚାହୁଁଛନ୍ତି, ଆପଣ ଆଗ ସେଇ ଚେଞ୍ଜେସ ଟା ନିଜ ଉପରୁ ମାନେ ଆଣିବାକୁ ପଡିବ। ଆଉ ବେଳେ ବେଳେ ଆପଣଙ୍କୁ ଥାର୍ଡ ପାର୍ଟିର ସାହାଯ୍ୟ ନେବାକୁ ପଡିବ, ଯେମିତି ଅଦର ପ୍ୟାରେଣ୍ଟସ। ଆପଣଙ୍କର କିଏ ଚିହ୍ନା ଜଣା ପ୍ୟାରେଣ୍ଟସ ବି ଥିବେ, ଆପଣଙ୍କ ପିଲାର ସାଙ୍ଗ, ତା ବାପା ମାଙ୍କ କନେକ୍ସନ ଆପଣ ରହିବେ। ପିଲାମାନେ ଏଇ ବୟସର ପିଲାମାନେ କଣ ହୁଅନ୍ତି ନା, ବାପା ମାଙ୍କ କଥା ଟିକେ କମ ଶୁଣିବାକୁ ଭଲ ପାଆନ୍ତି। ସେମାନଙ୍କୁ ତାଙ୍କ କଥା ଭଲ ଲାଗେନି, ତେଣୁ ସେମାନେ ଯୋଉ ପିୟର୍ସ ଆଫେକ୍ଟରେ ପଡିଯାଆନ୍ତି। ତେଣୁ ସେଇ ସମୟରେ ଯେତେବେଳେ ଆଉ କିଏ ପ୍ୟାରେଣ୍ଟ ତାଙ୍କୁ ସେଇ ଜିନିଷ ଟା ବୁଝିବାକୁ ଚେଷ୍ଟା କରିବ, ପିଲାମାନେ ସେଇଟାକୁ ମଧ୍ୟ ଗ୍ରହଣ କରନ୍ତି। ତେଣୁ ସେ ଆପଣ ବି ସେଇଭଳିଆ 2-3 ଜଣ ସାଙ୍ଗ ରଖିବେ, ମାନେ ପ୍ୟାରେଣ୍ଟସ ଯୋଉମାନେ ଆପଣ ସେମାନଙ୍କ ପିଲାଙ୍କୁ ବୁଝେଇ ପାରୁଥିବେ, ସେମାନେ ଆପଣଙ୍କ ପିଲାକୁ ବି ବୁଝେଇ ପାରୁଥିବେ। ବଢିଆ ପଏଣ୍ଟ ଟା। ୟା ତ ହୁଁ। ନିଜେ ନିଜେ ସଲ୍ଭ କର, ନହେଲେ ଆଉ ଗୋଟେ କପଲ ହଁ, ସେଇଭଳିଆ ସେଫ ପ୍ୟାରେଣ୍ଟ ମାନେ ଆପଣଙ୍କୁ କରିବା ନିହାତି ଆବଶ୍ୟକ ସେଇଭଳିଆ। କାରଣ
ହଁ କାରଣ ପିଲାମାନେ ଏଇ ବୟସର ପିଲାମାନେ ନିଜ ପ୍ୟାରେଣ୍ଟସ୍ କୁ ସବୁବେଳେ ଗ୍ରହଣ କରନ୍ତିନି। ବେଳେ ବେଳେ ଆମ ପାଖରେ ବି ସେ ଯୋଉ ଜିନିଷଟା ଲୁଚେଇବାକୁ ଚେଷ୍ଟା କରୁଛନ୍ତି ତାଙ୍କ ଆଗରେ କହିବେ ଏଇ ଜିନିଷଟା ହେଇଛି କି ପ୍ରୋବ୍ଲେମ ହେଇଛି। ରାଇଟ୍ ରାଇଟ୍। ତାହେଲେ ଆଉ ଗୋଟେ କଥା, ଏଇଟା ଗୋଟେ ସେକେଣ୍ଡ ପଏଣ୍ଟ। ନାଉ ଥାର୍ଡ ପଏଣ୍ଟ ହେଲା, ଅଁ, ଯଦି ଗୋଟେ ହେଲା ମୋବାଇଲ ଏଡିକ୍ସନ। ହୁଁ ମୋଷ୍ଟଲି ଦେଖୁଥିବେ କ୍ଲାସ 7th 8th ପରେ ତାଙ୍କର ହୁଁ ଅନ୍ୟ କିଛି ଏଡିକ୍ସନ ବି ଥାଉଛି, ଯେମିତି କି ହୁଁ 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 ସାଇଡ ବାଇ ହୁଁ ସିଗରେଟ ପିଇ ଦଉଥିବେ, କିଛି ହଁ 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 ନହେଲେ ଗୁଟକା ଖାଇ ଦଉଥିବେ। ତ ସେ ଯାକ ଯୋଉ ବେଡ୍ ସଙ୍ଗତି ଥାଉଛନ୍ତି ହୁଁ ହେଇଯାଉଛି। ହୁଁ ବଟ୍ ହୁଁ ହୁଁ ଜଣେ ଯଦି ପ୍ୟାରେଣ୍ଟ ଯଦି ଚାହିଁବ, ହୁଁ ଯଦି ଆମ ପିଲା କିଛି ବି ଏଡିକ୍ସନ ହଉ କିଛି ବି ପ୍ରୋବ୍ଲେମ ମୋ ପାଖକୁ ଆସ, ହୁଁ ବଟ୍ ହୁଁ ସିଏ ହୁଁ ଗୁଟଖା ଖାଇଦବ ୟା ଫିର କିଛି ପୁଡିଆ ଖାଇଦବ, ଏସବୁ ଖାଇ କିଛି ବି ଡ୍ରଗ୍ସ କରିଦବ, ତ ତା ପାଇଁ ନା ଏକ୍ସାକ୍ଟ ସ୍ଟେପ୍ସ କଣ ଥିବାକୁ ପଡିବ ଜଣେ ପ୍ୟାରେଣ୍ଟସ ନବ ଯଦି? ତା ପାଇଁକା ଆପଣଙ୍କୁ ତା ବୟସ ଅନୁସାରେ ପିଲାଙ୍କର ସବୁ ଯୋଉ ଚେଞ୍ଜେସ୍ ଆସୁଛି, ସମସ୍ତେ ଆମେ ତ ସେଇ ସମୟ ଦେଇକି ଗତି କରିଛେ ନା। ତା ପୂର୍ବରୁ ଆପଣଙ୍କୁ ସେ ଏଜୁକେଟ କରିବାକୁ ପଡିବ ପିଲାମାନଙ୍କୁ। ମାନେ ପିଲାମାନଙ୍କୁ କୁସଙ୍ଗର ପରିଣତି କହିବାକୁ ପଡିବ। ଏଇ ଯୋଉ ଜିନିଷ ଗୁଡାକ ଆଡିକ୍ସନ ଯେମିତି ଡ୍ରଗ୍ସ ହଉ, ସିଗରେଟ ହଉ, ଗୁଟକା ହଉ, ତାର ମେରିଟ ଡିମେରିଟ ଆପଣଙ୍କୁ ପିଲାଙ୍କୁ ଜଣେଇବାକୁ ପଡିବ। ସେକ୍ସ ଏଜୁକେସନ ଉପରେ ପିଲାମାନଙ୍କୁ ମଧ୍ୟ ମାନେ ନଲେଜ ଦବାକୁ ପଡିବ। ତା ଫଳରେ କଣ ହବ ନା, ପିଲା ଆଟଲିଷ୍ଟ ଆୱାର ଥିବ ସବୁ ଜିନିଷ। ଆପଣ ତାପରେ ଖୋଲିକି ଏତେ କଥା ଯେତେବେଳେ କହିପାରୁଛନ୍ତି ପିଲାକୁ, ପିଲା ବି ସବୁ ଜିନିଷ ତା ସହିତ ଯାହାବି ଘଟଣା ଘଟିବ, କୋଉ ଦିନ କୋଉ ସାଙ୍ଗ ତାକୁ ଜବରଦସ୍ତି ଖୁଆଇବାକୁ ଚେଷ୍ଟା କରିବ, କି ତାର କାହା ପ୍ରତି ଅପୋଜିଟ ସେକ୍ସ ପ୍ରତି ଆଟ୍ରାକ୍ସନ ଆସିବ, ସିଏ ଆପଣଙ୍କ ଆଗରେ ଖୋଲିକି କହିବ। ଆପଣ ସେତେବେଳେ ମାନେ ସେଟାକୁ ଟେକ୍ ଇଟ୍ ମାନେ ଓକେ, କାରଣ ଏଇ ବୟସର ପିଲାଙ୍କ ସହିତ ଏମିତି ହୁଏ, ଆପଣ ସେଟା ବୁଝେଇବେ। କିନ୍ତୁ ନିଜ ମନ ଉପରେ ସବୁବେଳେ କଣ୍ଟ୍ରୋଲ ଆଣିବା ପାଇଁ ଚେଷ୍ଟା କର। ଆଉ ସବୁ ଜିନିଷ ମତେ ସେୟାର କଲେ ମାନେ ବେଳ ଥାଉ ଥାଉ ଆମେ ସେଇ ଜିନିଷକୁ ପ୍ରୋବ୍ଲେମ ଫେସ୍ କରିବା ପୂର୍ବରୁ ଆମେ ସେଟାକୁ ସଲ୍ଭ କରିପାରିବା। କାରଣ ଆପଣ ଏତେ ଖୋଲିକି ଯେତେବେଳେ କହିଥିବେ, ପିଲା ନିଶ୍ଚିତ ଭାବରେ ଆପଣଙ୍କ ଆଗରେ ଆସିକି ଖୋଲିକି କହିବା ପାଇଁ ତାର ସାହସ ହବ, ନହେଲେ ସେ କହିପାରିବନି। ମାନେ ଆମେ ଯେତେ ଓପେନ ହବା, ମାନେ ଆମେ ହଁ ତାକୁ କହିବାକୁ ପଡିବ। ସବୁ ଜିନିଷ ଓପନ। ଏଇ ବୟସର ପିଲାଙ୍କ ପାଖରେ ଆଉ କିଛି ଲୁଚେଇବା କଥା ନୁହେଁ, ସବୁ ବିଷୟରେ ଆପଣ ଓପନ ହେଇପାରିବେ। ଆଉ ପିଲାଙ୍କର କ୍ୟୁରିଓସିଟି ମଧ୍ୟ ବଢେ। ଏଇ ଜିନିଷ ଗୁଡାକ ସେ ସାଙ୍ଗସାଥି ମାନଙ୍କୁ ପଚାରିକି ବୁଝନ୍ତି, କିନ୍ତୁ ସେମାନେ କଣ ତାଙ୍କୁ ରାଇଟ ଇନଫରମେସନ ଦେବେ କି? କେବେ ବି ଦେବେନି। ତେଣୁ ପିଲା ମାନଙ୍କ ପାଖରେ ଆମ ମାନଙ୍କ ଠାରୁ ଅଧିକା କିଏ ଭଲ ଇନଫରମେସନ ଆଉ ଠିକ ଇନଫରମେସନ ଦେଇପାରିବେନି। ତେଣୁ ସବୁଠୁ ବେଟର ଆମେ ତାଙ୍କୁ ପୁରା ସବୁ ଜିନିଷ କ୍ଲିୟର ଭାବରେ ତାଙ୍କୁ ଜଣେଇବା ଦରକାର। ଆମେ ଯେତେ ଭାଲ୍ୟୁ ତାଙ୍କ ଭିତରେ ଇନକଲକେଟ କରିବା, ସେତେ ତାଙ୍କ ପାଇଁ ବେଟର। ଯେତେ ଆମେ ନ କରିବା, ସେ ବାହାରୁ ନଲେଜ ଗେନ୍ କରିବା ଆରମ୍ଭ କରିବ, ସେ ଜିନିଷଟା ତା ପାଇଁ ଡେଞ୍ଜର, ଅଲଟିମେଟଲି ଆମ ପାଇଁ ବି ସେଟା ଡେଞ୍ଜର। ଆପଣ ଯୋଉଟା କହିଲେ ବହୁତ 100% ଆକ୍ୟୁରେଟ। ବଟ୍ ହୁଁ ଏବେ କଣ ହଉଛି କହିଲେ, ଟୁ ଟାଇପ୍ସ ଅଫ ପ୍ୟାରେଣ୍ଟସ ଥାଉଛନ୍ତି। ୱାନ୍ ଟାଇପ୍ ପ୍ୟାରେଣ୍ଟସ ଥାଉଛନ୍ତି ଯୋଉମାନେ କି ତାଙ୍କେ ଭାବି ଥାଉଛନ୍ତି କି କିଛି ଯଦି ପିଲା କରିବା ଆଗରୁ, ଫର ଏକ୍ସାମ୍ପଲ କିଛି ବି ଏନି ଡେଞ୍ଜର ଥିବ, ଥ୍ରେଟ୍ ଥିବ, ତାକୁ ତାଙ୍କେ ପ୍ରୋଟେକ୍ଟ କରିବେ। ମାନେ ହୁଁ ସେ ଯଦି କିଛି ଖରାପ ଆଡେ ଯାଉଛି ତ ସେ ତାଙ୍କୁ ପ୍ରୋଟେକ୍ଟ କରିବେ। ଆଉ ଜଣେ ଥାଉଛନ୍ତି ଆଉ ଗୋଟେ ପ୍ୟାରେଣ୍ଟସ ର, ସେମାନେ ଭାବୁଛନ୍ତି ଯେ ସବୁ ସବୁ ଟାଇମରେ ଆମେ ବଞ୍ଚେଇବା ନା କଣ, ସେ ନିଜେ ଶିଖୁ କିଛି। ଯଦି ହୁଁ 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 ମାଡ ଖାଇଲା ତ ନିଜ ପେନ୍ ଟା ସହୁ, ହୁଁ ନିଜେ ହୁଁ ଭୁଲ ହୁଁ କଲା ତ ସେଇ ଭୁଲ ଟା ସେ ଜାଣୁ। ତ ହୁଁ ଦିଟା ହୁଁ ହୁଁ ଟୁ ଟାଇପ୍ସ ଅଫ ପ୍ୟାରେଣ୍ଟସ ଥାଉଛନ୍ତି। ତ ହୁଁ। ଏକ୍ଜାକ୍ଟଲି କିଏ ଠିକ? ଇଏନଏସ୍ ଏପଟ ଏନବି। ସେକେଣ୍ଡ ଟା ଯୋଉଟା କହିଲେ, ପିଲା ଲାଇଫ ସ୍କିଲ ଶିଖିବା ନିହାତି ଦରକାର। ପିଲା ଯଦି ଝଗଡା କରୁଛି ସାଙ୍ଗ ସହିତ, ସିଏ ନିଜେ ସଲ୍ଭ କରିବା ଶିଖୁ। ନିଜେ ଘରେ କିଛି ଜିନିଷ ଭାଙ୍ଗୁଛି, ସେଟା ନିଜେ ପୁଣି କେମିତି ମାନେ ସଜାଡି ହବ ସେଟା ଶିଖୁ। କଣ ଗୋଟେ ଘରେ ତା ପାଇଁକା ପ୍ରୋବ୍ଲେମ ହେଇଛି, ମାନେ ସିଏ କଣ ଗୋଟେ ପ୍ରୋବ୍ଲେମ କରିଦେଇଛି, ସେଟାର ସମାଧାନ ବି ସେ ନିଜେ କରିବା ଶିଖୁ। ଆଗ ତାକୁ ସମୟ ଦିଅ, ତାପରେ ସେ କରିପାରୁନି ତାକୁ ସାହାଯ୍ୟ କର। କିନ୍ତୁ ଫାଷ୍ଟ ଉପରେ ପଡିକି ଆଗ ସେ ବିଲକୁଲ ନ ଶିଖିକି କୌଣସି ଜିନିଷ ତମେ ଯାଇକି ହେଲ୍ପ କରିଦବ, ସେ କାମ କରିବା ଉଚିତ ନୁହେଁ। ତାହେଲେ ତ ପିଲା ସବୁବେଳେ ଡିପେଣ୍ଡେଣ୍ଟ ହେଇଯିବ ତମ ଉପରେ। 30-40 ବର୍ଷ ପରେ ବି ସେ ଖୋଜିବ, ମୋ ମାମା କାହିଁ, ବାପା କାହିଁ, ଏଇଟା ମୋ ପାଇଁ କରିଦେଲେ ହୁଅନ୍ତା। ତା ପିଲା ତା ପାଖରୁ କଣ ଶିଖିବ? ତେଣୁ ସିଏ ପିଲା ଶିଖିବା ନିହାତି ଆବଶ୍ୟକ। ରାଇଟ୍ ରାଇଟ୍ ରାଇଟ୍। ତାକୁ ଆଗ କିଛି ସମୟ ନିଜ ପ୍ରୋବ୍ଲେମ ସଲ୍ଭ କରିବା ପାଇଁ ଛାଡିଦବା ନିହାତି ଦରକାର। ତାପରେ ଆପଣ ସାହାଯ୍ୟ କରିବେ, ଯଦି କରିପାରୁନି। ଯେମିତି କହନ୍ତି ନା, ଯୋଉ ଚଢେଇ ତା ଛୁଆଙ୍କୁ ଯେତେବେଳେ ତାଙ୍କ ପର ଡେଣା ଲାଗିଯାଏ, ସେ ତା ଛୁଆଙ୍କୁ ବସାରୁ ଉପରୁ ତଳକୁ ପେଲି ଦିଏ।
ଯଦି ପିଲା ଉଡିବା ଶିଖିବା ଜାଣିଥିବ ସେ ଉଡିବା ଶିଖିବ, ନହେଲେ ସେ ପିଲା ସେଇଠି ପଡିକି ମରିଯିବ। ତମେ ଶିକାରୀ ହାତରୁ କାହିଁ ମରିବ? ସେମିତି ଆମ ପିଲା ଆମ ଜୀବନ କାଳ ଭିତରେ ସେ ବଞ୍ଚିବା ଶିଖିବା ଦରକାର, ଆମ ଉପରେ ଡିପେଣ୍ଡେଣ୍ଟ ହବା ଉଚିତ ନୁହେଁ। କିନ୍ତୁ ବହୁତ ଜଣ ପ୍ୟାରେଣ୍ଟସ ଅଛନ୍ତି ଏବେ ବି, ସେମାନେ ତାଙ୍କ ଇମ୍ପୋର୍ଟାନ୍ସ ଟା ହରେଇବାକୁ ଚାହାନ୍ତିନି। ସେମାନେ ଚାହାନ୍ତି ସବୁ କଥା ପାଇଁ ସେ ଆମ ପରମିଶନ ନଉ, ଆମକୁ ସବୁ କଥା ପଚାରୁ, କିନ୍ତୁ ସେଟା କରିବା ଉଚିତ ନୁହେଁ। Right, right. Okay. ଆମର ସବୁ ଜିନିଷ ମାନେ ପିଲାମାନଙ୍କର ଯାହା ବି ପ୍ରୋବ୍ଲେମ ଥିଲା ମୁଁ ପଚାରୁଥିଲି। ନାଉ ଏବେ ଏକ୍ଜାକ୍ଟଲି पर्सनल लाइफ और प्रोफेशनल लाइफ फॉर एग्जांपल जे भी जॉब करछन्ती जो जमने तो एक्जेक्टली मेंटेन केन करी काई ना आजकल फर्स्ट क्वेश्चन होची हम टाइम ने सेकंड होची काम रे एते व्यस्त छी मु घर टाइम देई पड़ने माने ହୁଁ घर कथा बुझी पारने ना थर्ड कोन होची चिदी आरो देखला मुंड टेंशन दउछ ହୁଁ 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 एक्जेक्टली केन बैलेंस करिया ଏକ୍ଜାକ୍ଟଲି ବାଲାନ୍ସ କରିବା ପାଇଁ ପ୍ରଥମ ଜିନିଷ ହଉଛି ନିଜର ଗ୍ରୋଥ ଉପରେ ଟିକେ ଫୋକସ ଦବା। ମାନେ ନିଜର ଟିକେ ଆଗରୁ ଯେମିତି କହୁଥିଲି, କିଛି 2-3ଟା କାମ ନିଜ ପାଇଁ ବାଛନ୍ତୁ ଯୋଉଗୁଡାକ ଦ୍ଵାରା ଆପଣଙ୍କର ଏନର୍ଜି ଗେନ୍ ହବ। ପ୍ରଥମ ଜିନିଷ, ଯେମିତି ସକାଳୁ 1 ଘଣ୍ଟା କି ଅଧା ଘଣ୍ଟା ନିଜ ପାଇଁ ମି ଟାଇମ ବାହାର କରିବେ। ଆଉ ଗୋଟେ ଡିସିପ୍ଲିନ ଲାଇଫ ସବୁଦିନ ମେଣ୍ଟେନ କରିବେ। ପ୍ରତିଦିନ ପାଇଁ ଆପଣଙ୍କର ପ୍ଲାନ ହେଇଥିବା ଦରକାର। କାଲି ସକାଳେ କଣ ରୋଷେଇ ହବ ସକାଳୁ ଉଠିକି ଫ୍ରିଜ ଖୋଲିବେନି। ଆପଣଙ୍କର ସେଇଟା ଗୋଟେ ସପ୍ତାହ ପାଇଁ ପ୍ଲାନିଂ ହେଇଯାଇଥିବ। ମତେ ସୋମବାର ଦିନ ଏଇଆ କରିବାର ଅଛି, ଲଞ୍ଚ ପାଇଁ ବ୍ରେକଫାଷ୍ଟ ପାଇଁ ଏଇଆ କରିବାର ଅଛି, ଡିନର ରାତିରେ ଏଇଆ କରିବାର ଅଛି, ମଙ୍ଗଳବାର ଦିନ ପାଇଁ ଏଇଆ ପୁରା ସପ୍ତାହ ପାଇଁ ହେଇଯାଇଥିବ। ତା ପାଇଁକା ଗ୍ରୋସରୀ ପରିବା ଆଣିକି ଥୋଇ ଦେଇଥିବେ। ତାହେଲେ ଆପଣଙ୍କୁ ଆଉ ସକାଳେ ସେଗୁଡାକ ବ୍ୟସ୍ତ ହେଇକି କରିବା ଦରକାର ନାହିଁ। ନେକ୍ସଟ ସେଇ ଜିନିଷଟା ରିପିଟ କରିବେ ପୁଣି ନେକ୍ସଟ ସପ୍ତାହରେ, ମାନେ ସେଇଟା ଆପଣଙ୍କର ପଳେଇଲା ଗୋଟେ ଜିନିଷ। ତାପରେ କାମ ଉପରେ, ଘରେ ଯଦି ଆପଣଙ୍କର ଫ୍ୟାମିଲି ମେମ୍ବର ଅଛନ୍ତି ଆପଣ ତାଙ୍କ ପାଖରୁ ସାହାଯ୍ୟ ମାଗିପାରିବେ। ଆଉ ଏମିତି ବି ନାହିଁ ଯେ ଆପଣଙ୍କ ଛୁଆ ଯଦି ଧୀରେ ଧୀରେ ବଡ ହେଲାଣି ଆପଣ ବି ତାଙ୍କୁ ଲାଇଫ ସ୍କିଲ ଶିଖେଇବେ ନା, ତେଣୁ ଆପଣ ତାଙ୍କଠୁ ବି ହେଲ୍ପ ନେଇପାରିବେ। ହଜବେଣ୍ଡ ପାଖରୁ ବି ହେଲ୍ପ ନେଇପାରିବେ, ଘରେ ଆଉ କିଏ ଅଛନ୍ତି ହେଲ୍ପ ନେଇପାରିବେ। ଯଦି କେହି ନାହାନ୍ତି ବୋଲି ଭାବୁଛନ୍ତି ବି ଆପଣ ସାହାଯ୍ୟ ନେଇ ପାରୁନାହାନ୍ତି, ଆପଣ ଯଦି ୱାର୍କିଂ ଆପଣ ଘରେ ରଖିପାରିବେ ଯିଏ ଆପଣଙ୍କୁ ସାହାଯ୍ୟ କରିପାରିବ। ମେଡ ରଖିପାରିବେ, ଫୁଲ ଟାଇମ ରଖିପାରନ୍ତି, ପାର୍ଟ ଟାଇମ ରଖିପାରନ୍ତି। ତାପରେ ସେଟା ଗଲା। ଆଉ ତାପରେ ନିଜ କମ୍ଫର୍ଟ ଜୋନରେ ଆପଣ ଯାଇ ଆସି କେମିତି ପାରିବେ, ସବୁ ଜିନିଷକୁ ଆମେ ତ ପଇସାରେ ତଉଲି ପାରିବାନି। ଆପଣଙ୍କୁ ମନେକର ଯାଉଛନ୍ତି 15-20 କିଲୋମିଟର, ଆପଣ ବସ ରେ ଯାଉଛନ୍ତି, ଠେଲା ପେଲା ବସି ପାରୁନାହାନ୍ତି, ଠିଆ ହେଇକି ଯାଉଛନ୍ତି, ଆପଣ ନିଜ କମ୍ଫର୍ଟ ଜୋନରେ ଯିବେ। ଆପଣ ଗାଡି କିଣନ୍ତୁ ବା 2-3 ଜଣ ସେୟାର କରିକି ଯାଆନ୍ତୁ, ସେଟା ଗୋଟେ କରିବେ। ତାପରେ ଥାର୍ଡ ଜିନିଷ ହେଲା, ଆପଣ ଯେତେବେଳେ ମାନେ ଅଫିସ କୁ ଯାଉଛନ୍ତି, ଆପଣଙ୍କ ୱାର୍କ ପ୍ଲେସ କୁ ଯାଉଛନ୍ତି, ସେଠି ମଧ୍ୟ ସବୁବେଳେ ଚେଷ୍ଟା କରନ୍ତୁ ମାନେ ସବୁ ଜିନିଷରେ ନ୍ୟୁଟ୍ରାଲ ରହିବା ପାଇଁ। ଉପରେ ପଡିକି କୌଣସି ଓପିନିଅନ ଦେବେନି। ଅଥରିଟି ସହିତ ଜମାରୁ ମାନେ ଆପଣ ମାନେ ଝଗଡା ଝାଟି କରିବାକୁ ଜମା ଚେଷ୍ଟା କରିବେନି। ଆଉ ଅଫିସ ପଲିଟିକ୍ସ ରେ ଜମା ସାମିଲ ହେବେନି। ଯୋଉ ଯେତେବେଳେ ନେଗେଟିଭ ଟକିଂ ଚାଲିଥାଏ ସେଥିରେ ଜମା ସାମିଲ ହେବେନି। ନିଜକୁ ସେଇଠୁ ଦୂରେଇ ରଖିବେ। ଯଦି ଆପଣଙ୍କ ପାଖରେ ସମୟ ଅଛି କିଛି, ତାହେଲେ ଆପଣ ସେଇ ସମୟରେ କିଛି ଅଡିଓ ବୁକ୍ ଶୁଣନ୍ତୁ ବା କିଛି ଚାଟିଂ କରନ୍ତୁ ବା କିଛି ଭଲ ଜିନିଷ ଶିଖନ୍ତୁ ସେଇ ସମୟରେ ଟାଇମ ଦେଇକି, ଯଦି ଆପଣଙ୍କ ୱାର୍କ ପ୍ଲେସ ରେ ସମୟ ମିଳୁଛି। ନହେଲେ ଏଇ ଯୋଉ ଅଯଥା ଗସିପ ରୁ ଆପଣ ନିହାତି ଭାବରେ ଦୂରେଇ ରୁହନ୍ତୁ। ଆଉ ନିଜ ପର୍ସନାଲ ଲାଇଫ କୁ ଜମା ପ୍ରଫେସନାଲ ଲାଇଫ ସହିତ ମାନେ ଯୋଡିବେନି। କାହା ସହିତ ପର୍ସନାଲ ହେବେନି ଜମାରୁ। ଆଉ ଅଫିସ କାମକୁ ସେ ଅଫିସ ରେ ସାରି ଦେଇକି ଆସିବେ। ଘରକୁ ସେ ଷ୍ଟ୍ରେସ ଟାକୁ ଜମାକୁ ନେଇକି ଆସିବେନି। ଆଉ ବେଳେ ବେଳେ ବି ସବୁ ଜାଗାରେ ମାନେ ଟେକେନ ଆଜ ଗ୍ରାଣ୍ଟେଡ ଭଳିଆ ୟେସ୍ ୟେସ୍ ଅଥରିଟି କୁ ବି କହିବେନି। ପୋଲାଇଟଲି ବି ନାହିଁ କରିବା ଶିଖିବେ। ଏଇ ଜିନିଷଟା ନିହାତି ହବା ଦରକାର। ଘରେ ବି ସେଇ ଜିନିଷଟା ହବା ଦରକାର। ମାନେ ଆପଣଙ୍କର ବାଉଣ୍ଡରୀ ସେଟ୍ ହବା ଦରକାର ଆପଣଙ୍କ ହଜବେଣ୍ଡ ପାଇଁ, ପିଲା ପାଇଁ ଆଉ ଇନଲଜ ପାଇଁ। କାରଣ ଯଦି ଆପଣ କରି କରି ଆସିଥିବେ ଦୀର୍ଘ 5 ବର୍ଷ ଧରିକି, ଯୋଉ ଦିନ ଆପଣ ମନା କରିବେ ସେଦିନ ମାନେ ଗୋଟେ ମହାଭାରତ ସୃଷ୍ଟି ହବ। ତେଣୁ ଡେ 1 ରୁ ଯେବେଠୁ ଆପଣ ମାନେ ଜାଣିବା ଶିଖିଲେ ସେବେଠୁ ଗୋଟେ ବାଉଣ୍ଡରୀ ସେଟ୍ କରିବା ନିହାତି ଦରକାର। ଏତିକି, କାରଣ ଆପଣ ଯିଏ ଭଲ ପାଇବା କଥା ଆପଣ ସେତିକି କଲେ ସେ ଭଲ ପାଇବ, ନ କଲେ ବି ଭଲ ପାଇବ। ତେଣୁ ଆପଣ ନିଜ ପାଇଁ ଯେତେବେଳେ ନିଜକୁ ଯିଏ ଭଲ ନ ପାଇବ ସେ ଆଉ କାହାକୁ ଭଲ ପାଇବା ଦବ। ତେଣୁ ନିଜ ପାଇଁକା ସମ୍ବନ୍ଧ ଦବା ନିହାତି ଆବଶ୍ୟକ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ଦେହ ପା ଭଲ ନଥିବ, ସେତେବେଳେ କିଏ ପିଠିରେ ପଡିବ? ତାହେଲେ ଏଇଟା ବି ଏକ୍ଜାକ୍ଟଲି 100% ପକ। ଏବେ କଣ ହଉଛି ଆପଣ ମତେ ଆମକୁ ଶିଖେଇଲେ ଯେ
ଫ୍ରଷ୍ଟ୍ରେସନ କେମିତି ହବାନି, ମାନେ ଅଫିସରୁ ଆସିଲା ପରେ ଫ୍ରଷ୍ଟ୍ରେସନ କେମିତି ହବାନି, ଇମୋସନାଲ ରେଗୁଲେସନ କରିବା ଜଣା ପଡିବ। ଯଦି ପକ ଇନ କେସ୍ କେବେ ନା କେବେ ହବ ଏମିତି ଆମେ ଇମୋସନାଲ ରେଗୁଲେସନ କରିପାରିବାନି। ହୁଁ ହୁଁ ଯଦି ପିଲା କହିଲା କି ବାରମ୍ବାର ମାଡ଼ ଲାଗିଲା, ମାଡ଼ ତ ଲାଗିବନି, ଏଇଟା ଦେ ସେଟା ଦେ, କିଛି ବି ମାନେ ଫ୍ରଷ୍ଟ୍ରେଟେଡ ହେଇଗଲା ଆପଣ, ଆଉ ଆପଣ ହାତ ଉଠେଇଦେଲେ, ଚାପଡ଼ାଟେ ପିଟିଦେଲେ, ଚାପଡ଼ା ପିଟିଦେଲେ, ନହେଲେ କଣ କହୁଛନ୍ତି ଛାଞ୍ଚୁଣ୍ଡେ ଗୋଟେ ଦେଲେ ଗୋଟେ ତାକୁ, ଏକ୍ଜାକ୍ଟଲି ଯଦି ଇନକେସ୍ ତାକୁ ପିଟିଦେଲେ, ଗାଲ ଉପରେ ପିଟିଦେଲେ, ନହେଲେ ଛାଞ୍ଚୁଣ୍ଡେ ପିଟିଦେଲେ ଗୋଟେ, ଏକ୍ଜାକ୍ଟ ନେକ୍ସଟ ଷ୍ଟେପ କଣ ହବା କଥା, ପିଟିଦେଲା ପରେ ଆପଣଙ୍କୁ ରିଅଲାଇଜ ହେଲା, ଆରେ ଆପଣ ଭାବିଲେ ଯେ ଅଫିସର ଟେନସନ ମୁଁ ଆକୁ ଦେଇଦେଲି, ତାପରେ ଏକ୍ଜାକ୍ଟଲି କଣ କରିବା? ପ୍ରଥମ କଥା ତ ସେଟା ଜମା କରିବା ଉଚିତ ନୁହେଁ। ମୁଁ ବି ସେମିତି କରୁଥିଲି, କିନ୍ତୁ ମୁଁ ଧୀରେ ଧୀରେ ପୁରା ସ୍ଲୋ ମାନେ ଜିରୋକୁ ମୁଁ ପଳେଇ ଆସିଲିଣି। ମୁଁ ବହୁତ ସମୟରେ ଯେତେବେଳେ ରାଗଟା କୋଉଠି ଥାଏ ମୁଁ ଆସିକି ପିଲାଙ୍କ ଉପରେ ମୋର ସୁଝେଇ ଦିଏ, କିନ୍ତୁ ସେଟା ତ ଜମା କରିବା ଉଚିତ ନୁହେଁ। ଆଉ ଯଦି ବି ଆପଣ କରିଦେଇଛନ୍ତି ତାହେଲେ ଆପଣ ନିହାତି ଭାବରେ ଯାଇକି ପିଲାକୁ ମାନେ ମାନେ ଆପୋଲୋଜାଇଜ କରିବା ନିହାତି ଆବଶ୍ୟକ, ଯେ ମୁଁ ସେଇ ସମୟରେ ଷ୍ଟ୍ରେସ ମୁଡରେ ଥିଲି, ମୁଁ ଗୋଟେ ଭୁଲ କାମ କରିଦେଇଛି, ମୁଁ ପ୍ରମିସ କରୁଛି ଯେ ମୁଁ ଆଉ ଏଇ ଭୁଲ କରିବିନି। ଆଉ ତାପରେ ତାକୁ ଗୋଟେ ମାନେ ହଗ ଦେଇଦେବେ, ଆଉ ଗୋଟେ କିସ୍ କରିଦେବେ, ନିଶ୍ଚିତ ଭାବରେ ଦେଖିବେ ସେ ପିଲା ତଳେ ଯିବ। ମୁଁ ତ ଏଇଭଳିଆ ବହୁତ ସିଚୁଏସନ ମୋ ସହିତ ହେଇଛି ବହୁତ ଥର। ଓକେ, ଏଇଟା ତ ହେଲା। ସେକେଣ୍ଡ ହଉଛି ଆଜିକାଲି ସବୁ ଅନଲାଇନ ୱାର୍କ ଥାଉଛି, ଅନଲାଇନ ରେ କାମ ଥାଉଛି, ଆମେ ଅନଲାଇନ ରେ କାମ କରିଥାଉଛୁ, କିଏ ଗୋଟେ ଆସିକି ସିଏ ଆସିଲା କିଛି ଗୋଟେ ଭାଙ୍ଗିଦେଲା, କାଚଟା ଭାଙ୍ଗିଦେଲା, ନହେଲେ ଏନିଥିଙ୍ଗ କିଛି ବି ଦେଲା, ଆଜିକାଲି ଦିଟା ପୁଅ ଝିଅ ଥିବେ ତାଙ୍କ ମାଡ଼ ଲାଗିଥିବେ, କିଛି ନା କିଛି ପକେଇଥିବେ, ଏକ୍ଜାକ୍ଟଲି ଆମେ ଫୋକସ ସହିତ କାମରେ ଥାଉଛେ, ତାପରେ ଦେଖିଲେ କିଛି ଗୋଟେ ଭାଙ୍ଗିଗଲା, ସେଠି ଭଏସ ରେଜ କରିଦଉଛନ୍ତି, ଦିଟା ପିଲା ପେଡ଼ି ଦଉଛନ୍ତି, ଚୁପ ରହୁନ କାହିଁକି? ତ ଯୋଉ ଭଏସ ଯୋଉ ରେଜ ହଉଛି ଆମେ ତାକୁ କେମିତି କଣ୍ଟ୍ରୋଲ କରିବା, ମାନେ କେମିତି ଆୱାରନେସ ସହିତ କଣ୍ଟ୍ରୋଲ କରିପାରିବା? ପ୍ରଥମ କଥା ହେଲା ତ ଆମେ ଯଦି ଘରେ ୱାର୍କିଂ ଫ୍ରମ ହୋମ କରୁଛେ, ତାହେଲେ ଆମେ ଗୋଟେ ପର୍ଟିକୁଲାର ସେପାରେଟ ରୁମ କରିଦେବା ଦରକାର, ଯେ ଆମେ ସେଇଠି ଆମ କାମ କରିବା। ଆଉ ପ୍ରପର ଯୋଉ ଆପଣଙ୍କର ୱାର୍କିଂ ଟାଇମ ଆପଣ ସେଇ ସମୟରେ ଆରେଞ୍ଜ କରିଥିବେ ଯିଏ ଆପଣଙ୍କ ପିଲାଙ୍କ ପାଖରେ ଥିବ, ସେ ଜମା ବି ଡିଷ୍ଟର୍ବ କରିବନି, ଯେମିତି ଆପଣଙ୍କ ରୁମକୁ ପିଲା ଆସିବନି। ବୁଝିପାରୁଛନ୍ତି? ପିଲା ସେଇ ଜିନିଷଟା ନିହାତି ଜାଣିବା ଦରକାର ଯେ ଏଇ ସମୟ ପର୍ଯ୍ୟନ୍ତ ମୋ ମା କି ବାପା କାମ କରୁଛନ୍ତି ଏଇ ରୁମରେ, ମୁଁ ସେଇ ରୁମକୁ ହିଁ ଯିବିନି। ବୁଝିପାରୁଛନ୍ତି? ଆଉ ସେମାନଙ୍କ ପାଇଁକା ସେଇ ସମୟରେ ତମେ ଅଦର ଆକ୍ଟିଭିଟିରେ ତାଙ୍କୁ ଇନଭଲ୍ଭ କରିପାରିବ, ସେ ଯେମିତି ଜମାରୁ ଆପଣଙ୍କୁ କାମରେ ଡିଷ୍ଟର୍ବ ନ କରିବେ। ଆଉ କିଏ ଜଣେ ଘରେ ଫ୍ୟାମିଲି ମେମ୍ବର ହଉ ବା ଆଉ କିଏ ଆପଣ ମେଡ ରଖିଛନ୍ତି, ଯେମିତି ସେଇ ସମୟରେ ଆପଣଙ୍କୁ ବିଲକୁଲ ଡିଷ୍ଟର୍ବ ନ କରିବେ, ଜମାକୁ ସେଇ ରୁମକୁ ହିଁ ଆଲାଉ କରିବେନି। ତାମାନେ ଆଗରୁ ତାଙ୍କୁ କହିଦବାକୁ ପଡିବ ଯେ ମତେ ଏତେ ନିହାତି ଭାବରେ। ଯେମିତି ମୁଁ ଗୋଟେ ଜିନିଷ ସବୁବେଳେ କହେ ମୋ ଝିଅକୁ, ଯେ ମୁଁ ଯେତେବେଳେ କାହା ସହିତ କଥା ହଉଛି କିଛି ଇମ୍ପୋର୍ଟାଣ୍ଟ କଥା, ଆଟଲିଷ୍ଟ ମାନେ ସେଟା ଧମକ ଚମକ ଦେଇ କରିବେନି, ତାଙ୍କୁ ରିକ୍ୱେଷ୍ଟ କରିବେ ଯେ ଏଇ ସମୟଟା ମତେ ଯଦି ତମେ ହଇରାଣ କରୁଛ ତାହେଲେ ମୁଁ ସେଇ ସମୟ ରାଗି ଯାଉଛି, ଏଇଟା ହେଲା ମୋର ଟ୍ରିଗରିଂ ପଏଣ୍ଟ। ତେଣୁ ଏଇ ସମୟରେ ଆଟଲିଷ୍ଟ ତମେ ଦୟା କରିକି ଚୁପ ରହିବ, ତମ ଏଇ କାମ ଦିଆଗଲା, ଏଇ ସମୟରେ ତମେ ଏଇ ଆକ୍ଟିଭିଟି ତମେ କରିବ। ଆଉ ଯଦି ଅତି ଏମର୍ଜେନ୍ସି ପଡିଲା ତାହେଲେ ମତେ ଲେଖିକି ଦବ, ପାଖକୁ ଆସିବ ଲେଖିକି ଦବ, ଏଇ ଆମର ଦରକାର, ମୋର ଏମର୍ଜେନ୍ସି ଥିଲେ ମୁଁ ସେଇଟାକୁ ମାନେ ପଜ କରିକି ଯିବି, କିନ୍ତୁ ତମେ ମତେ କାମରେ ଡିଷ୍ଟର୍ବ କରିବନି। ତାଙ୍କୁ ମାନେ କହିବ, ପ୍ରମିସ କର ଯେ ମତେ ଏଇ ସମୟରେ ବିଲକୁଲ ଡିଷ୍ଟର୍ବ କରିବନି। କାରଣ ପିଲାମାନେ ବହୁତ ମାନେ ଆଡାପ୍ଟିଭ, ସେମାନେ ସବୁ ଜିନିଷ ବୁଝନ୍ତି, ବଡ ଲୋକମାନେ ବୁଝନ୍ତୁ ନ ବୁଝନ୍ତୁ, ଛୋଟ ପିଲା କଣ ଟିନେଜର ପିଲା ସେମାନେ ବହୁତ ଜିନିଷ ବୁଝନ୍ତି, କିନ୍ତୁ ଆମେ ତାଙ୍କ ପାଖରେ ପହଞ୍ଚି ପାରିଲେ, ମାନେ ରାଇଟ ୱାର୍ଡ ଯୋଉ କହନ୍ତି ନା, ମାନେ ରାଇଟ ଆଉ ପ୍ରପର ୱାର୍ଡ ଦ୍ଵାରା ଆମେ ତାଙ୍କ ମନ ପାଖରେ ପହଞ୍ଚି ପାରିବା। ଓକେ, ନା ଆମର ପିଲାମାନଙ୍କ ପାଇଁ ସବୁ ଆମେ କଥା ହେଇଲେ, ନା ଲାଷ୍ଟ ଆଣ୍ଡ ଓନଲି ମାନେ ଏଇଟା ଆପଣ ବି ରିଲେଟ କରିପାରୁଥିବେ, କମ୍ପାରିଜନ। ଫାଇନାଲ ଗୋଟେ କମ୍ପାରିଜନ କଣ ହଉଛି କହିଲେ, ଏବେ ସ୍କୁଲରେ 100ଟା ପିଲା ଅଛନ୍ତି, ଅବଭିୟସଲି ଟପ୍ 10 ତ 10 ଜଣ ହେବେ ନା, ଟପ୍ 3 3 ଜଣ ହେବେ। ଆମର ଏମିତି ବିଲିଭ ଅଛି ପ୍ୟାରେଣ୍ଟସ ମାନେ
ଯେ ସେ ଦେଖେ ସେ ପିଲାଟା ଏମିତି କରିଦେଲା, ସେ ପିଲାଟା 90 ମାର୍କ ଆଣିଦେଲା, ଏମିତି କମ୍ପାରିଜନ ହଉଛି। ସେ ଯୋଉ କମ୍ପାରିଜନ ଆମର ଯୋଉ ପିଲାମାନଙ୍କର ନ୍ୟାଚୁରାଲ ଯୋଉ କଣ ସେଟା କହୁଛନ୍ତି ଇନଷ୍ଟିକ୍ଟ ଥାଉଛି ଗୋଟେ, ମାନେ କନଫିଡେନ୍ସ ଥାଉଛି, ସେଟା ବ୍ରେକ୍ କରିଦଉଛି। ଏବେ ଗୋଟେ ପିଲାଟା ଅଛି, ସେ ମନ ଫେଲ ପିଲାଟା, ଫୋକସ 20-30 ମାର୍କ ଆଣୁଛି, ସେ ତ କେବେ 100 ତ ଯାଇପାରିବନି ନା। ତ ସେଇ ଯୋଉ କମ୍ପାରିଜନ ଟା ଆମକୁ ମାନେ ଏମିତି କଣ କରିବାର ଅଛି ଯେ ପିଲାମାନଙ୍କୁ କମ୍ପାରିଜନ କରିବାନି ଡାଇରେକ୍ଟ, ବଟ୍ ତାଙ୍କୁ ଏନକରେଜ କରିବା, ଚାଲ ଟ୍ରାଏ ଲିଟଲ ବୋଲି ଏମିତି ହଁ, କରିବା। ପିଲାମାନଙ୍କୁ ତ ଜମାରୁ ବି କାହା ସହିତ କମ୍ପେୟାର କରିବା ଉଚିତ ନୁହେଁ, କାରଣ ସେମାନେ ପ୍ରତିଟି ପିଲା ଦେହରେ ମାନେ କିଛି ନିଜର ଓନ୍ ପୋଟେନସିଆଲ ଅଛି। ଆମେ ତାଙ୍କୁ ହେଲ୍ପ କରିବା ଦରକାର ଯେ ସେଇଟା ବାହାରକୁ ଆସିବା ପାଇଁ, ମାନେ କାହାର କୋଉଥିରେ ରୁଚି ଭଲ ଅଛି ଆଉ ସିଏ ଆଗକୁ ସେଇଥିରେ ମାନେ ଆଗକୁ ଯାଇପାରିବ। ପ୍ରଥମ ଜିନିଷ ହେଲା ସେଇ ଜିନିଷଟା ଆମକୁ କରିବାର ଅଛି, ବାହାର କରିବାର ଅଛି, ଆଉ ସେଇଥିରେ ଆମେ ତାକୁ ଏନକରେଜ କରିବାର ଅଛି। ତୋର ଏଇଟା ବଢିଆ ହଉଛି, ତାକୁ ଆଉ ଟିକେ ତା ଦେହରେ ମାନେ ଟିଚର ଡାକିବା କି ତାକୁ କୋଉ ଇନଷ୍ଟିଚ୍ୟୁଟ ପଠେଇବା ହେଲା। ତେଣୁ ଆମର ପ୍ରାଇମେରୀ ଫୋକସ ଟା ଖାଲି ଯଦି ପାଠ ପଢା ଉପରେ ରହିବ, ତାର ଅଦର ଆକ୍ଟିଭିଟି ତା ପାଖରେ, ସମସ୍ତେ ତ ପାଠ ପଢିକି ଚାକିରି କରିବେନି ନା। ଯାହା ଭିତରେ ଯାହା ଓନ୍ ପୋଟେନସିଆଲ ଅଛି ତାକୁ କେମିତି ବାହାରକୁ ଆସିବ ତା ପାଇଁକା ଆମକୁ କାମ କରିବାର ଅଛି। ଆଉ କମ୍ପେୟାର ତ ଜମା କରିବା ଉଚିତ ନୁହେଁ, କାରଣ କମ୍ପାରିଜନ ଦ୍ଵାରା ପିଲାଙ୍କର ଇମୋସନାଲ ବାଲାନ୍ସ ରହେନି, ଆଉ ସେମାନେ କନଫିଡେଣ୍ଟଲି ମାନେ ଆଗକୁ ଯାଇପାରନ୍ତିନି। ତେଣୁ ପିଲାଙ୍କୁ ଆମେ ଇନ୍ସପାୟାର କରିବା, ତାଙ୍କୁ ମୋଟିଭେଟ କରିବା, ଯୋଉ ଜିନିଷଟା ତାଙ୍କ ପାଖରେ ଅଛି ସେଇଥିରେ ଆମେ ତାଙ୍କୁ ଆଗକୁ ନେଇକି ଯିବା। କିନ୍ତୁ ମାନେ ଆଜିକାଲି କଣ, ଆଗରୁ ବି ସେଇ ଜିନିଷଟା ବାପା ମା ମାନେ ଚାହାନ୍ତିନି ଯେ ଖାଲି ମୋ ପିଲା ପାଠ ପଢୁ। ହଁ, ମୁଁ ମାନୁଛି ଯେ ବର୍ତ୍ତମାନ ଆମର ଯୋଉ ପାଠ ପଢା ସିଷ୍ଟମ, ମାନେ କମ୍ପଲସରୀ ଏଜୁକେସନ ଅଛି, କିଛି ମାନେ ପର୍ଯ୍ୟନ୍ତ ତମକୁ ପାଠ ପଢିବା ନିହାତି ଆବଶ୍ୟକ। ମାନେ ଗୋଟେ କାମ ଆଗକୁ ଜୀବନ ଧାରଣ କରିବା ପାଇଁ ଯେତେବେଳେ ଗୋଟେ କାମ କରିବେ, ତା ପାଇଁ ଏଜୁକେସନ ଟା ଗୋଟେ ଲିମିଟ ପର୍ଯ୍ୟନ୍ତ ଦରକାର। କିନ୍ତୁ ଯଦି ପିଲାର ପାଠ ହଉନି, ତାମାନେ ଆମେ କଣ ସବୁବେଳେ କମ୍ପେୟାର ଯଦି କରିକା ଯିବା, ସେ ପିଲାଟା ଧୀରେ ଧୀରେ ଡିମୋରାଲାଇଜ ହେଇଯିବ ନା, ତା ଭିତରେ ଯାହା ଅଛି ସେଟା ବାହାରକୁ ଆସିପାରିବନି। ତେଣୁ ପିଲାକୁ ତା ଭିତରେ ଯାହା ଅଛି ସେଇ ଜିନିଷ ଟା କେମିତି ଆଗକୁ ଆସିବ ଆଉ ତା ବାଟ ଦେଇକି ସେ ଆଗକୁ ଯାଇପାରିବ, ତା ପାଇଁକା ଆମେ ଇନ୍ସପାୟାର କରିବା ଦରକାର, ମୋଟିଭେଟ କରିବା ଦରକାର, ଆଉ ପ୍ରପର ଆଟମୋସ୍ଫିୟର ବି ଦବା ଦରକାର ତା ପାଇଁକା। ଓକେ, ବଢିଆ। ତାହେଲେ ଏବେ କିଛି ପେରେଣ୍ଟସ୍ ଅଛନ୍ତି ଯୋଉମାନେ କମ୍ପାରିଜନ ତ କରୁଛନ୍ତି, ପଡିଶାର ରାଜା ତା ସହିତ ସେମାନେ କରିଥାଉଛନ୍ତି। ଆଉ କେତେଟା ଜାଗା ଥିବେ, ଫର ଏକ୍ସାମ୍ପଲ କିଛି କମ୍ପିଟିସନ ହଉଛି, ଗଭର୍ଣ୍ଣମେଣ୍ଟ ପ୍ରିପାରେସନ ହଉଛି, ଗଭର୍ଣ୍ଣମେଣ୍ଟ ପ୍ରିପାରେସନ ହଉଛି, ନହେଲେ କିଛି ବି ଏକ୍ସାମ ପାଇଁ କେତେଟା ପେରେଣ୍ଟସ୍ ଥାଉଛନ୍ତି ପାଟିରେ ଭାରି ପଡୁଛି ତାଙ୍କର, ଜନ୍ମ କରିକି ଆମେ ଭୁଲ କରିଦେଲୁ, ସେଇଟା ପିଲାମାନଙ୍କ ପାଖରେ ଏତେ ଖରାପ ବ୍ୟବହାର ହଉଛି, ମାନେ ତାଙ୍କର ଇମ୍ପାକ୍ଟ ପଡୁଛି, ସେଇ ପେରେଣ୍ଟସ୍ ମାନେ ବି ଜାଣିପାରୁନାହାନ୍ତି। ତାହେଲେ ଆ ବିଷୟରେ କିଛି କହିପାରିବେ? ନାଇଁ, ଏଇଟା ତ ଜମା କହିବା ଉଚିତ ନୁହେଁ। ମାନେ ପ୍ରକୃତରେ ହେଲା ଯେ ମାନେ ପିଲାମାନେ ଆମକୁ ଚୁଜ କରିକି ଆସିଛନ୍ତି ମାନେ ସଂସାରକୁ, ଆମେ ତାଙ୍କୁ ଚୁଜ କରିନେ। ମାନେ ଆମେ କିଛି ଶିଖିବା ପାଇଁ, ମନେକର ମୋ ପିଲାଟା ଦୁଷ୍ଟ, ମାନୁନି, କଥା ମାନୁନି, ତାହେଲେ ଭଗବାନ ଦେଇଛନ୍ତି ବା ସିଏ ଆସିଛି ମୋ ପାଖକୁ ଏଇଥିପାଇଁ ଯେ ମତେ କିଛି ଶିଖିବାର ଅଛି, ତା ମାଧ୍ୟମରେ ପେସେନ୍ସ ଶିଖିବାର ଅଛି, କେମିତି ସାଇଲେଣ୍ଟଲି ମାନେ ମୋ ବିହେଭିୟର କୁ ଚେଞ୍ଜେସ କରିବାର ଅଛି, ସେଇଟା ଶିଖିବାର ଅଛି। ତେଣୁ ଜମାରୁ ବି ଏଇ କଥାଟା କହିବା ଉଚିତ ନୁହେଁ ଯେ ତୋ ପାଇଁକା ଏମିତି ହେଲା, ତୁ ଏମିତି ମତେ କଲୁ, ବା ମୁଁ ତୋ ପାଇଁକା ମାନେ କଷ୍ଟ ପାଉଛି। ସେଇ ଜିନିଷଟା ଜମାରୁ ବି କହିବା ଉଚିତ ନୁହେଁ ପିଲାଙ୍କୁ, କାରଣ ତା ଦ୍ଵାରା ପିଲାଙ୍କର ତମ ସହିତ ଧୀରେ ଧୀରେ କନେକ୍ସନ ବଢିବ, କଣ କମି କମିକା ଯିବ। ଏତେ ଡିଟାଚମେଣ୍ଟ ହବ ଯେ ଯେତେବେଳେ ସିଏ ଆପଣଙ୍କ ଉପରେ ଆଉ ନିର୍ଭର ନ କରିବ, ତା ମାନେ ଖାଦ୍ୟ ଆଉ ତା ଏଜୁକେସନ ଆଉ ତା ରହିବା ପାଇଁ, ସେତେବେଳେ ସେ ପୁରା ପୁରି ଡିଟାଚ ହେଇଯିବ, ଆଉ ଆସିବାକୁ ବି ଇଚ୍ଛା କରିବନି। ଯଦି କାରଣ ଜଣେ କାହାକୁ ଭଗବାନ ଦଉନାହାନ୍ତି, ଆମ ପାଖକୁ ଯାହା ଆସିଛି, କହନ୍ତି ନା ଯେତେବେଳେ ପାଖରେ ଥାଏ ତା ଇମ୍ପୋର୍ଟାନ୍ସ ଜଣା ପଡେନି, ଯେତେବେଳେ ଦୂରେଇ ଯିବ ସେତିକି ଜଣା ପଡିବ ଯେ ତାର ଭାଲ୍ୟୁ କଣ ଥିଲା ମୋ ଜୀବନରେ। ଆଉ ଆମେ କେବେ ବି ମାନେ ଏଇଟା ଭାବିବା ଉଚିତ ନୁହେଁ ଯେ ଆମେ ଆମ ବାପା ମାଙ୍କର କରିଛେ, ଆମ ଛୁଆ ଆମ ମାନଙ୍କର କରିବ, ସେଇଟା ଜମା ଭାବିବା ଉଚିତ ନୁହେଁ। ଆମେ ତାଙ୍କୁ ଏତିକି ମାନେ ତାଙ୍କ ଭିତରେ ଗୁଡ ମାନେ ମେମୋରି ତାଙ୍କ ପାଇଁ ତିଆରି କରିଥିବା,
ତାଙ୍କୁ ଏତିକି ଭାଲ୍ୟୁ ଦେଇଥିବା ଯାହା ଦ୍ୱାରା ସେମାନେ ତାଙ୍କ ତରଫରୁ ଆମ ପାଖକୁ ଆସିବେ। ଆମେ ତାଙ୍କୁ ଜୋର ଜବରଦସ୍ତ ଯଦି ପାଖକୁ ଆଣିବାକୁ ଚେଷ୍ଟା କରିବା, ଆମ କାମ ଏଇଟା କଲେନି ଆମେ ତମର କରିଥିଲୁ, ଏମିତି ଦ୍ୱାରା ଗୋଟେ ଯେମିତି କହନ୍ତି ନା ଟାଣିକି ଧରିଲେ କଣ ହୁଏ, ଦଉଡ଼ିଟା ଛିଡ଼ିଯାଏ ନା ନାହିଁ? ସେମିତି ଟାଣିକି କୌଣସି ସମ୍ପର୍କ ରଖିହବନି, ସମ୍ପର୍କଟା ଆପେ ତିଆରି ହବ। ଜଣେ ମନର ମାନେ ଏବେ ଯୋଉ ପଡକାଷ୍ଟଟା ଯୋଉ ଆପଣ କହିଲେ ହୁଁ ଏମିତି କରିବା କଥା ନାହିଁ ବୋଲି କହିଲେ, ହୁଁ ସିଏ ଏଇ ଦେଖିଲା ଯେ ମୁଁ ବି ଭୁଲ କରୁଛି, ସେ ନିଜେ ରିଅଲାଇଜ କଲା, ନିଜ ପ୍ୟାରେଣ୍ଟସ ନିଜେ ରିଅଲାଇଜ କଲେ ଯେ ମୁଁ ବି କେବେ ନା କେବେ ପିଲାକୁ କହିଥିଲି, ସୋ ଦ୍ୟାଟ ପିଲା ଆମକୁ ଆଉ କଥା ହଉନି ଏତେ, ମାନେ ହୁଁ ହୁଁ connection ନାହିଁ। ହୁଁ ହୁଁ ଯିଏ ଯଦି ଯେତେବେଳେ ଭୁଲ କରିଦେଇଛି ହୁଁ। ତା ପାଇଁ ସଲ୍ୟୁସନ କଣ, ସେ କେମିତି ଆଉ କନେକ୍ଟ କରିପାରିବ ତାର ମାନେ ସେଇ ପିଲା ଯାଇକି ପୁରା ପିଲା ମନେକର କଣ ଗୋଟେ ଭୁଲ ଆପଣ କରିଛନ୍ତି, ଯାହା ଦ୍ୱାରା ଆପଣଙ୍କ ପିଲା ଆପଣଙ୍କ ପାଖକୁ ଆସୁନି, ଘରେ କବାଟ ବନ୍ଦ କରିକି ବସୁଛି, କୌଣସି ଜିନିଷ ସେୟାର କରୁନି, ରାଗୁଛି, କହୁଛି ଯେ ମୁଁ ତମକୁ ଭଲ ପାଏନି, ତମେ ଯାଅ ଏଠୁ। ପ୍ରଥମ ଜିନିଷ ହେଲା ତମେ ଯାଇକି ଆଗ ପିଲାଙ୍କ ପାଖରେ ବସିବ, ତା ହାତକୁ ଧରିବ, ଦି ହାତକୁ ଧରିବ, ତାପରେ ତାକୁ କହିବ ମୁଁ ଯାହା ବି ଭୁଲ କରିଛି ମୁଁ ତା ପାଇଁ ସରି। ପ୍ରଥମ ହେଲା ସରି କହିବ ତାଙ୍କ ପାଖରେ। ଆଉ ମୁଁ କଣ କରିପାରିବି ଯାହା ଦ୍ୱାରା ମୁଁ ବହୁତ କଷ୍ଟରେ ଅଛି, ମୁଁ କଣ କଲେ ତମ ସହିତ ମାନେ ମୋର ମାନେ ଭଲ ପାଇବା ବଢିବ, ଆଉ ମୁଁ କଣ କଲେ ତମର ମୋ ପ୍ରତି ବିଶ୍ୱାସ ବଢିବ, ମୋ ସହିତ ତମେ କଥା ହବ, କାରଣ ମୁଁ ବହୁତ କଷ୍ଟରେ ଅଛି, ତମେ ମତେ କଣ ସାହାଯ୍ୟ କରିପାରିବ ଏଇ କାମ ପାଇଁ। ତାହେଲେ ଦେଖିବେ ପିଲା ନିଶ୍ଚିତ ଭାବରେ, ପିଲା ତା ବାପା ମାଙ୍କର କଷ୍ଟ କେବେ ବି ସହିପାରେନି। ଗୋଟେ ଜିନିଷ କେବେ ଲକ୍ଷ୍ୟ କରିଛନ୍ତି, ଆମ ଛୁଆ ପାଠ ପଢୁନି, ସେ କଥା ମାନୁନି, ଏମିତି ଦୁଷ୍ଟାମି କରୁଛି, ସେ ଯାଇକି ଜିନିଷ ପତ୍ର ଫୋପଡା ଫୋପଡି କରୁଛି, ଯାହାବି ଆମେ କମ୍ପେୟାର ଯେତେବେଳେ କରୁଛେ ଯାହା ସହିତ ବି, କାହାକୁ ନା କାହାକୁ ଆମେ କହୁଛେ, କେତେବେଳେ ଆମ ସାଙ୍ଗସାଥିକୁ କହୁଛେ ବା ଟିଚର ମାନଙ୍କୁ କହୁଛେ, ଯାହା ସହିତ ଆମେ କମ୍ପ୍ଲେନ କରୁଛେ। କିନ୍ତୁ କେବେ ଦେଖିଛନ୍ତି ଆମ ପିଲା କାହା ଆଗରେ କେବେ କମ୍ପ୍ଲେନ କରନ୍ତି, ମୋ ମା ମାଇଲେ, ମୋ ବାପା ମାଇଲେ, ମୋ ମା ଭଲ ନୁହେଁ, ବାପା ଭଲ ନୁହେଁ, କେବେ କହନ୍ତି ସେ ପିଲା? କେବେ କହନ୍ତିନି। ସେଇ ଜିନିଷଟା ଶିଖିବାର ଅଛି ଆମର ପିଲାମାନଙ୍କ ପାଖରୁ। ସେମାନେ କେବେ କମ୍ପ୍ଲେନ କରନ୍ତିନି ଆମ ବିରୁଦ୍ଧରେ, ଆମେ ସବୁବେଳେ କମ୍ପ୍ଲେନ କରନ୍ତି। ସେଇଟା ଆମେ କରି 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 ଏତେ ତାଙ୍କ ମୁଣ୍ଡରେ ପଶେଇ ଦିଅନ୍ତି, ଲାଷ୍ଟ ମୋମେଣ୍ଟରେ ଯେତେବେଳେ ସେମାନେ ବଡ ହୁଅନ୍ତି ସେଇ ଜିନିଷଟା ତାଙ୍କ ଉପରେ ପ୍ରଭାବ ପଡେ, ସେମାନେ ଆମ ପାଇଁ ହିଁ ୟୁଜ କରନ୍ତି। ମୁଁ ଦେଖିଛି ବହୁତ ସାରା ପିଲାମାନେ ତାଙ୍କ ମାଇଣ୍ଡରେ ଗୋଟିଏ କ୍ୱେଶ୍ଚନ ଥାଉଛି, କେବେ ଏପ୍ରିସିଏଟ କରୁନାହାନ୍ତି ହୁଁ parents ଆଗରେ। ହୁଁ ମାନେ ହୁଁ ଦେଖନ୍ତୁ, ଏବେ ଗୋଟେ ପିଲାଟା ପୋକ, ସିଏ ଜଷ୍ଟ ପାସ୍ ପିଲାଟା ପୋକ 35-40 ମାର୍କ ଆଣିଥାଉଛି, ସିଏ ଏ ଏକ୍ଜାମରେ ଆଣିଲା 40 ଆଣିଲା, ତାର ନେକ୍ସଟ ଏକ୍ଜାମ ପଢାପଢି କଷ୍ଟ ମଷ୍ଟ କରିକି 50 ଆଣିଲା, ସେକେଣ୍ଡ ଡିଭିଜନ ହେଇଗଲା। ପିଲା ପ୍ୟାରେଣ୍ଟସ ମାନେ କଣ କରୁଛନ୍ତି, 10 ମାର୍କ କିଛି ଖରାପ ନାହିଁ, ହୁଁ। ଏପ୍ରିସିଏଟ କରିବା ଜାଗାରେ ତାଙ୍କର ଏକ୍ସପେକ୍ଟେସନ ଥାଉଛି ଫାର୍ଷ୍ଟ ଡିଭିଜନ କାହିଁ ହେଲାନି, ନହେଲେ 80-90% ଆସିଲାନି, ତ ଆକୁ କଣ ହୁଏ? ନାଇଁ, ଏଇଟା ତ ଜମା ମାନେ ଭୁଲ କଥା। ଏକ୍ସପେକ୍ଟେସନ ଟା ଜମା ରହିବା ଉଚିତ ନୁହେଁ, ଆଉ ବହୁତ ଫ୍ଲେକ୍ସିବୁଲ ଏକ୍ସପେକ୍ଟେସନ ରହିବା ଦରକାର। ପ୍ରଥମ କଥା ହେଲା, କାହିଁକି ଏକ୍ସପେକ୍ଟେସନ ରଖିବେ? ଆପଣ ସବୁବେଳେ ପିଲାକୁ ଆପ୍ରିସିଏଟ କରିବେ ତା ମାର୍କ ପାଇଁ ନୁହେଁ, ମାର୍କ ବଢିଗଲା ପାଇଁ ନୁହେଁ, ସେ ଯୋଉ ଏଫର୍ଟସ ଟା ଦେଇଛି, ମାନେ ଯେତେ ପରିଶ୍ରମ କରି ଯାହା ପାଇଁକା ସିଏ ଆଉ 10% କି 20% ତାର ବଢିଛି, ତାକୁ ତା ଏଫର୍ଟସ ଉପରେ ତାକୁ ଆପ୍ରିସିଏଟ କରିବେ। ତାକୁ ଆପ୍ରିସିଏଟ ଯେତେବେଳେ କରିବେ, ତାହେଲେ ସିଏ କଣ କରିବ ନା, ନେକ୍ସଟ ଟାଇମ ଯେତେବେଳେ କରିବେ ଆପଣ କହିବେ ଆଚ୍ଛା ଠିକ ଅଛି, ଏଥର ଏମିତି ହେଇଗଲା, ଆରଥରକୁ ଆଉ ଟିକେ ଅଧିକ ଭଲ ଭାବରେ ଚେଷ୍ଟା କର, ନିହାତି ଭାବରେ ଭଲ ରହିବ। ଜମାରୁ ତା ରେଜଲ୍ଟ ଉପରେ ଫୋକସ ରଖନ୍ତୁନି, ତା ମାର୍କ ଉପରେ ଫୋକସ କରନ୍ତୁନି। ସେ କେତେ ମାନେ ଫୋକସ ଦେଇକି ତା ଏଫର୍ଟସ ଦେଇଛି, ସେଇଟାକୁ ଆପଣ ଆପ୍ରିସିଏଟ କରନ୍ତୁ। ଜମାରୁ ମାର୍କ 90% ରଖିଥିବା ପିଲା ଜୀବନରେ କିଛି କରିପାରିନି, ଘରେ ବସିଛି, କିନ୍ତୁ 60% 50% ରଖିଥିବା ପିଲା ମାନେ ବହୁତ କରିଛି। କାରଣ କଣ ପାଇଁ ନା, ସେ କନଫିଡେଣ୍ଟ ଅଛି, ତା ନିଜ ଉପରେ ତାର ଫେଥ ଅଛି ଯେ ମୁଁ କିଛି କରିପାରିବି। ତା ବାପା ମା ତା ପାଇଁ ଯେମିତି ସବୁବେଳେ ପ୍ଲାଟଫର୍ମ ତିଆରି କରିଛନ୍ତି, ସେ ପିଲା ନିଜେ ଆଗକୁ କରେଜିୟସ ମାନେ ଡିସିସନ ନେଇ ପାରୁଛି ତା ପାଇଁକା। ସବୁବେଳେ ଯଦି ଭାବୁଥିବ ଏଇଟା ଭୁଲ ହେଇଯିବ କି, ସେଟା ଭୁଲ ହେଇଯିବ କି, ମୋ ମା ୟା ପାଇଁ ରାଗିବେ କି, ମୁଁ ଭଲ ପାଇଲି। ଗୋଟେ ପିଲା ଥରେ ଥିଲା ଯେ ସିଏ ଏତେ ଡିପ୍ରେସନ କୁ ପଳେଇଥିଲା ଯେ ମୋର ଖରାପ ମାର୍କ ଅଛି, ଆଉ ମୋ ମା ମାନେ ରାଗିବେ, ତାଙ୍କର ମାନେ ରାଗିଲେ ତାଙ୍କର ବିପି ହାଇ ହେଇଯାଏ, ମେଡିକାଲ ମାନେ ଆଡମିଟ ହୁଅନ୍ତି, ମୁଁ କଣ କରିବି?
ମାନେ ରେଜଲ୍ଟ ବାହାରିଲା ବେଳକୁ। ଆଉ କିଛି ପିଲା ଅଛନ୍ତି ମୁଁ ଦେଖିଛି ସେମାନେ ଖରା ମାର୍କ ଦେଖିକି ସେଟା ଟାମ୍ପରିଂ କରିଦିଅନ୍ତି, ତାକୁ ଗାରାଗାରି କରିକି ମାନେ ହ୍ୱାଇଟନର ମାରି କେମିତି ଗୋଟେ ରମ୍ପାରମ୍ପି କରିକି ମାର୍କ ମାନେ ବଢେଇ ଦିଅନ୍ତି। ତେଣୁ ଏଇଟା କାହିଁକି କରନ୍ତି? କାରଣ ଆମର ସବୁବେଳେ ଆମେ ରେଜଲ୍ଟ ଓରିଏଣ୍ଟେଡ, ତେଣୁ ଜମା ରେଜଲ୍ଟ ଓରିଏଣ୍ଟେଡ ହବା ଦରକାର ନାହିଁ। ପିଲାଙ୍କୁ ଆପଣ ନଲେଜ କେମିତି ଆପଣ ପିଲା ଗେନ୍ କରିବ ତା ଉପରେ ଫୋକସ କରନ୍ତୁ। ପିଲା କେମିତି ସ୍କିଲ୍ ମାନେ ହବ, ସ୍କିଲଫୁଲ ହବ, ସେ ନଲେଜ ଟାକୁ ସେ ୟୁଜ କରିକି ଆଗକୁ ତା ଜୀବନ ଧାରଣର ମାନ ବଢିବା ପାଇଁ କୋଉ ଗୋଟେ କାମ କରିବ ତା ଉପରେ ଫୋକସ ଦିଅନ୍ତୁ। କାରଣ ମାର୍କ ଅଧିକା ରଖିକି ସମସ୍ତେ ସବୁ ଜିନିଷ କରିପାରିବେନି। ତାହେଲେ ବହୁତ ସାରା ଯୋଉ ପିଲାମାନେ ବି ତାଙ୍କ ଆଡୁ ତ ମାନେ ମୁଁ ମୁଁ ତାଙ୍କ ସହିତ ଡିସ୍କସ କରୁଥିଲି, ସେମାନେ କହୁଛନ୍ତି ଯେ ମତେ କେବେ କିଏ ଆପ୍ରିସିଏଟ କରୁନାହାନ୍ତି, ବଟ୍ ହୁଁ କମ୍ପ୍ଲେନ ସବୁ କହୁଛନ୍ତି। ଫର ଏକ୍ସାମ୍ପଲ ହୁଁ ତାଙ୍କେ ଯୋଉ ଟିକେ ଏଫର୍ଟ ଦେଲେ, ମାନେ ସେଇ 40 ମାର୍କ ଆଣୁଥିଲେ 45 ମାର୍କ ଆଣିଲେ ହବ, ସେଇ ଯୋଉ 5 ମାର୍କ ତାଙ୍କ କଷ୍ଟ ପଡି ଆଣୁଛନ୍ତି, ସେଇ ଛୋଟଟାକୁ ଏପ୍ରିସିଏଟ କରିବେନି ବଟ୍ କମ୍ପ୍ଲେନ କରୁଥିବେ। ମାନେ ପିଲା ଯଦି କ୍ରିକେଟ ଖେଳିବାକୁ ପଡିଲେ ଖାଲି ଖେଳୁଛି, ହୁଁ ନହେଲେ ପାଠ ପଢୁନି ନହେଲେ ଖାଲି ଟିଭି ଦେଖୁଛି, ମୋବାଇଲ ଦେଖୁଛି, ସେଇ ଖାଲି କମ୍ପ୍ଲେନ ମୋଡରେ ସବୁ ରହୁଛନ୍ତି ପ୍ୟାରେଣ୍ଟସ ଆଗ, ବଟ୍ ପ୍ରେଜ ମୋଡରେ ରହୁନାହାନ୍ତି। ତ ସେଇ ଯୋଉ ପିଲାଟା ମନ ସେ ଭାବି ଦେଇଛି ଯେ ଯୋଉ କହୁନାହାନ୍ତି ମୁଁ ତ କିଛି ବି କଲେ ହେଲେ ମତେ କମ୍ପ୍ଲେନ ଦେବେ, ମାନେ ହୁଁ 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 ମାଡୁଆ ବୁଦ୍ଧି ଗୋଟେ ଅଛି। ତ ସେଇ ପିଲାଟା ଯଦି ଗୋଟେ ଷ୍ଟେଜ ପଳେଇଲା, ଫର ଏକ୍ସାମ୍ପଲ ଗୋଟେ ପିଲାଟା ପଳେଇଲା ଷ୍ଟେଜ, ମୁଁ ଖାଲି ଛାଡ କଣ କରିବେ, ମାଡ ଖାଇବି ନହେଲେ ଗାଳି କରିବେ, ଏତିକି ନା, ଆଉ କିଛି ନାହିଁ ନା, ଏମିତି ଯଦି ତା ମାଇଣ୍ଡ ରହିଯାଇଛି, ଏକ୍ଜାକ୍ଟଲି ତାକୁ କେମିତି ଆଉଥରେ ବାଉନ୍ସ ବ୍ୟାକ୍ କରିବେ, ମାନେ ପ୍ରି ମୋଡ ରିସେଟ କରିବେ? ତାକୁ ରିସେଟ କରିବା ପାଇଁ ଗୋଟିଏ ମେଥଡ, ଆପଣ ପିଲା ସହିତ ଜମାରୁ ଯୋଉ ଲାଙ୍ଗୁଏଜ ଗୁଡାକ ୟୁଜ କରିଥିଲେ ତାକୁ ଆପ୍ରିସିଏଟ କରିନଥିଲେ, ତାକୁ ସେଇ ଜିନିଷ ଟା କରିବାକୁ ପଡିବ। ଯଦି ଆପଣ ଆପ୍ରିସିଏଟ ନ କରିବେ, ଛୋଟ ଛୋଟ ଜିନିଷରେ ତାକୁ ମାନେ ତାକୁ ଯୋଉଟା ଦରକାର, ଯୋଉ ସମୟରେ ତାର ଭାଲ୍ୟୁ ଯୋଉଟା ସେ ଗ୍ରହଣ କରିବା ଦରକାର, ସେଇ ଜିନିଷଟା ଆପଣ ଯଦି ସେଇ ସମୟରେ ଦେଇନଥିବେ, ତାହେଲେ ପିଲା କେବେ ବି ତାର ଧୀରେ ଧୀରେ ଡାଉନଫଲ ହବ। ଯେମିତି ମୋ ପିଲା ତ ଭଲ ମାର୍କ ରଖୁନି, ଗଧ 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 ଯଦି ଆପଣ କହି କହି ଚାଲିବେ, ଦେଖିବେ ସେ ଧୀରେ ଧୀରେ କମ 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 ମାର୍କ ଆଉ ରଖି ରଖି ଚାଲିବ। କିନ୍ତୁ ଆପଣ ଯଦି ଖାଲି ପୁରା ଡାହା ମିଛ କଥା କହିବେ, ଯାହା ସାଙ୍ଗରେ ବି କଥା ମୋ ପିଲା ବଢିଆ କରୁଛି, ଖାଲି ଆପ୍ରିସିଏଟ କରିବେ, ପିଲା ଶୁଣୁଥିବ, ଡାଇରେକ୍ଟ ତା ମୁହଁରେ କହିବା ଦରକାର ନାହିଁ, ପିଲା ଶୁଣୁଥିବ ଆପଣ ସାଙ୍ଗ ସହିତ କଥା ହଉଛନ୍ତି କି ଆଉ କାହା ସହିତ କଥା ହଉଛନ୍ତି, ମୋ ପିଲା ବଢିଆ କରୁଛି, ଏଇ ସବଜେକ୍ଟରେ ଆହୁରି ବଢିଆ ମାର୍କ ରଖିଛି, ଗତ ଥର ଅପେକ୍ଷା ବହୁତ ପରିଶ୍ରମ ମଧ୍ୟ ସେ କରୁଛି, ତାହେଲେ ଦେଖିବେ ପିଲାର ଧୀରେ ଧୀରେ ମାନେ କନଫିଡେନ୍ସ ବଢିବ। ଆଉ ଯେତେବେଳେ ସେ ଦେଖିବ ମୋ ମାଙ୍କର କି ବାପାଙ୍କର ମୋ ଉପରେ ଏତେ ବିଶ୍ୱାସ ଅଛି, ତାହେଲେ ମୁଁ ଏଇଟା ପଢିବି, ମୁଁ ଏଇଟା କରିକି ଏମିତି ମାନେ ଭଲ ମାର୍କ ରଖିବି। କିନ୍ତୁ ଆପଣ ଯଦି ସବୁବେଳେ ସେଇ ଜିନିଷ ରିପିଟ କରି କରିକା ଚାଲିବେ, ତାକୁ କମ୍ପ୍ଲେନ ଜୋନ ବ୍ଲେମିଂ କରି କରିକା ଚାଲିବେ, ତାହେଲେ ପିଲାର ଜମାରୁ ଗ୍ରୋଥ ହବନି, ସବୁବେଳେ ଫିଅର ଜୋନରେ ରହିବ, ଜଜମେଣ୍ଟ ମାନେ ଜୋନରେ ସେ ରହିବ, ଆଉ ତାର ସେମିତି କିଛି ଗ୍ରୋଥ ହବନି, ଆଉ ଆପଣଙ୍କ ସହିତ କନେକ୍ସନ ବି ଜମା ବି ରହିବନି। ଓକେ, ଆମେ ବହୁତ କଥା ଆଜି ଶିଖିଲେ। ଫାଇନାଲ ଗୋଟେ କଥା ଯୋଉଟା କି ପ୍ୟାରେଣ୍ଟସ ମାନେ ନିଜକୁ ଭାବି ଥାଉଛନ୍ତି, ଜେନେରେସନାଲ ବିଲିଫ। କିଛି ବି ପ୍ୟାରେଣ୍ଟସ ପଚାର, ତାଙ୍କ ବାପର ଯୋଉଟା ଶିଖିଥିବେ, ତାଙ୍କ ବାପର ଯୋଉଟା ଶିଖିଥିବେ ପାସ୍ କରୁଥିବେ। ଫର ଏକ୍ସାମ୍ପଲ ଯେମିତି ପଇସା କଣ ମାନେ କଣ ଗଛରେ ଉଠିଛି ଏମିତି, ନହେଲେ ଆମେ କଷ୍ଟ ପଡୁଥିବ ତୁ ହେଲେ କଷ୍ଟ ପଡେ, ଯୋଉଟା କି କଷ୍ଟ ପଡିବା ଦରକାର ହିଁ ନାହିଁ। ସେ ସବୁ ଯୋଉ ଜେନେରେସନାଲ ବିଲିଫ ଅଛି, ସେ ଯାକୁ କେମିତି ପାସ୍ ହଉଛି କଣ୍ଟିନ୍ୟୁ, ମୋ ଅପିନିଅନରେ ପାସ୍ କାହିଁ ହଉଛି ବୋଲେ ଓନ୍ଲି ଆମକୁ ପ୍ୟାରେଣ୍ଟିଂ ଜଣା ନାହିଁ, ୟା ତ ନଲେଜ ଜଣା ନାହିଁ। ତ ସେଇଟାକୁ କଣ କରିପାରିବା, କଣ ଚେଞ୍ଜେସ କରିପାରିବା? ଆକ୍ଚୁଆଲି ସେଇଟା ସେଇଆ ହିଁ, ତମେ ଯାହା କହିଲ ସେଇଆ, ସେଇଟା ମାନେ ଜେନେରେସନ ପରେ ଜେନେରେସନ ସେଇ ଥଟ୍ ଟା ଆମେ କ୍ୟାରି କରି କରିକା ଚାଲିଛେ। ଆମ ବାପାଙ୍କୁ ତାଙ୍କ ବାପା କହୁଥିଲେ, ସିଏ ଶୁଣୁଥିଲେ, ସେମାନେ ଆମକୁ କହିଲେ, ଆମେ ସେଟା ଶୁଣିଲେ, ଆମେ ଆମ ପିଲାଙ୍କୁ ମଧ୍ୟ ସେଇଟା କହିଲେ। କୋଉ ଜାଗାରେ ବି ତ ସେଇ ଯୋଉ ପାଟର୍ନ ଟା ଚାଲି ଚାଲି ଆସିଛି, ସେଟାକୁ ବ୍ରେକ୍ କରିବାକୁ ପଡିବ। ସେ ପାଟର୍ନ ବ୍ରେକ୍ କରିବାକୁ ପଡିବ, ଆଉ ଆପଣଙ୍କୁ ମାନେ ରାଇଟ ପାଟର୍ନ ବା ରାଇଟ ଥଟ୍ ଆପଣଙ୍କ ଭିତରେ ତିଆରି କରିବାକୁ ପଡିବ। ଯେପର୍ଯ୍ୟନ୍ତ ଆପଣ ରାଇଟ ଥଟ୍ ଆପଣଙ୍କ ଭିତରେ ତିଆରି କରିନାହାନ୍ତି, ସେଇ ପାଟର୍ନ ଟା ସେମିତି କଣ୍ଟିନ୍ୟୁ ହେଇକା ଯିବ।
ତାହେଲେ ଏବେ 10th ଏକ୍ଜାମ ସରିଲା। ଏକ୍ଜାମ ବେଳୁ ଯଦି ଗୋଟେ ଷ୍ଟୁଡେଣ୍ଟ ଯଦି ବେଶୀ ଷ୍ଟ୍ରେସ୍ ନେଲା ସେ ଆତ୍ମହତ୍ୟା କରିଦଉଛନ୍ତି। ହୁଁ ଆଉ ଆଉ କେତେଟା ପ୍ୟାରେଣ୍ଟସ୍ ଥାଉଛନ୍ତି ମାର୍କ କମ୍ ହେଲେ ଗାଳି କରିଥାଉଛନ୍ତି। ଅବଭିୟସଲି ମାର୍କ ଭଲ ହେଲେ ତ ପ୍ରେଜ୍ କରିବେ। ତ ଯୋଉ ଏକ୍ଜାମ ପ୍ରେସରଟା ହଉଛି ଷ୍ଟୁଡେଣ୍ଟ ଉପରେ, ଏକ୍ଜାକ୍ଟଲି ପ୍ୟାରେଣ୍ଟସ୍ ନିଜ ଆଡୁ କେମିତି କଣ କଲେ ତାର ପ୍ରେସରଟା କମିବ ସେଇ ଷ୍ଟୁଡେଣ୍ଟ ମାନଙ୍କ? ପ୍ୟାରେଣ୍ଟସ୍ ମାନେ ଯଦି ପ୍ରଥମ କଥା ହେଲା ମାର୍କ ଉପରେ ଫୋକସ ନ ଦେବେ, ପିଲାମାନଙ୍କର ଏଫର୍ଟସ୍ ଉପରେ ସେମାନେ ଫୋକସ ଦେବେ, ତାଙ୍କୁ ଆପ୍ରିସିଏଟ କରିବେ, ତାଙ୍କ ହେଲ୍ଥ ଉପରେ ଫୋକସ ଦେବେ, ତାହେଲେ ପିଲା କଣ କରିବେ ନା ତାଙ୍କ ଉପରେ ପ୍ରେସର ଏତେ ରହିବନି। କିନ୍ତୁ ଯଦି ଆମେ ତାଙ୍କ ଉପରେ ସବୁବେଳେ ପ୍ରେସର ରଖିବା, ଏତିକି ମାର୍କ ମୋର ଆଣିବାର ଅଛି, ତତେ ଏତିକି ସମୟ ପଢିବାର ଅଛି, ପିଲାର ବଡି ମାନେ ତାକୁ ପରମିଟ କରୁନଥିବ, କିନ୍ତୁ ସେ ରାତି 3ଟା ଯାଏ ବସିକି ପଢିବ, ତାହେଲେ କଣ ହବ? ସେ ତା ପରଦିନ ବିଲକୁଲ ଏକ୍ଜାମ ବି ଦବାକୁ ଯାଇପାରିବନି, ଯଦି ତାର କଣ ହବ ମାନେ ହେଲ୍ଥ ଇସ୍ୟୁ ହବ। ତେଣୁ ଆମେ ଯୋଉ ପ୍ରେସରଟା ପିଲାଙ୍କ ଉପରେ, ପ୍ରେସର କଣ ମନକୁ ତିଆରି ହୁଏ? ଆମେ ସେଟା ତିଆରି କରନ୍ତି। ଆଇଦର ସାଙ୍ଗମାନେ ସେଟା ତିଆରି କରନ୍ତି ପିୟର ପ୍ରେସର, ବା ଆମେ ପ୍ୟାରେଣ୍ଟାଲ ପ୍ରେସର। ତେଣୁ ଯେତେବେଳେ ଆମର ସେଇ ପ୍ରେସରଟା, ଆମେ ଆମ ବାଉଣ୍ଡରୀ ଭିତରେ ରହିବା, ପିଲାଙ୍କ ଉପରେ ବିଲକୁଲ ପ୍ରେସର ହିଁ ଦବାନି। ପ୍ରେସର ଦବାନି ମାନେ ଲିଟିଲ ପ୍ରେସର ତ ରହିବା ଦରକାର। ପିଲାଙ୍କ ଉପରେ ଅଳ୍ପ ଯଦି ପ୍ରେସର ନ ରହିବ, ପିଲା ତ ଖାମଖିଆଲି ହେଇଯିବ, ପାଠ ପଢିବନି। ପିଲାଙ୍କ ଉପରେ ଯେତିକି ପ୍ରେସର ରହିଲେ ସେମାନେ ଟଲରେଟ କରିବେ, ଆଉ ପାଠ ପଢାର ଆବଶ୍ୟକତା କଣ ସେତିକି ପିଲା ଜାଣିଥିବା ଦରକାର, ତାହେଲେ ଯାଇକି ତାଙ୍କ ଉପରେ ପ୍ରେସରଟା କମ ରହିବ। ଆଉ ତାଙ୍କର ଡାଏଟ, ତାଙ୍କର ସ୍ଲିପ ହ୍ୟାବିଟ, ତାଙ୍କର ଏକ୍ସରସାଇଜ, ତା ଉପରେ ବି ଫୋକସ ରହିବା ଦରକାର। ତାଙ୍କର ଅଲଗା ରିକ୍ରିଏସନାଲ ହ୍ୟାବିଟ କଣ ଅଛି, ତାଙ୍କୁ ଯୋଉଟା ଭଲ ଲାଗେ, ଯୋଉଟା ତା ସହିତ। ଆଉ ଖାଲି ପଢ ପଢ ଯଦି ଆପଣ ପରୀକ୍ଷା ପୂର୍ବରୁ ତାକୁ 24 ଘଣ୍ଟାରୁ 14 ଘଣ୍ଟା 15 ଘଣ୍ଟା ବସି ପଢେଇବେ, ପିଲାର ମନ ଲାଗୁନଥିବ ପାଠ ପଢାରେ, ବଡି ପ୍ରେଜେଣ୍ଟ ମାଇଣ୍ଡ ଆବସେଣ୍ଟ। କିନ୍ତୁ ଆମେ ଯେମିତି ପଢିଥିଲେ, ବ୍ୟାୟାମର ଉପକାରିତା ମନ ଫୁର୍ତ୍ତି ରହେ ନା ନାଇଁ, କାମ କରିବାକୁ ମନ ଲାଗେ। ସେମିତି ତା ପାଇଁକା ବି କିଛି, ତା ପାଇଁ ଗୋଟେ ଓନ୍ ସ୍ପେସ ରହିବା ଦରକାର, ଯାହା ତାକୁ ଭଲ ଲାଗେ ସେ ସେଇ ଆକ୍ଟିଭିଟିରେ କିଛି ଲିପ୍ତ ରହିବା ଦରକାର। ବା ତାପରେ ଯୋଉ ସବଜେକ୍ଟ ଗୁଡାକ ଭଲ ଲାଗୁନି, ମଝିରେ ମଝିରେ ଗ୍ୟାପ ରହିବା ବି ଦରକାର। ଏତିକି ସମୟ ପଢିଲା, ତାପରେ ସବଜେକ୍ଟ ଚେଞ୍ଜ କରିବ, କି 5 ମିନିଟ 10 ମିନିଟ କି 15 ମିନିଟ ତା ଭିତରେ ଟିକେ ସେ ବୁଲି ଆସିବ। ଏଇ ଟାଇପ ର କଲେ ସେ ପିଲାର ପାଟର୍ନ ବି ଚେଞ୍ଜ ହବ, ଆଉ ତାପରେ ପ୍ରେସର ବି ଏତେ ରହିବନି। ଆଉ ପରୀକ୍ଷା ପୂର୍ବ ଦିନ ବି ସବୁଦିନ ନର୍ମାଲ ଡେ ଭଳିଆ ବି ସେ ଶୋଇବ, ସକାଳୁ ଉଠି ପରୀକ୍ଷା ଦେବାକୁ ଯିବ। ଆଉ ଜମାରୁ ବି ଆପଣ ତ କମ୍ପେୟାର କରିବେନି କି ଫୋନ ଜମାରୁ ଦେବେନି। ଆଉ କୋଉ ପିଲା ତା ଉପରେ ଫୋନ କରିକି ପଚାରିବ କେତେ ରାତି ଯାଏ ପଢୁଥିଲୁ, କଣ କରୁଥିଲୁ, କୋଉ କୋଉ ସବଜେକ୍ଟ ସରିଲାଣି, କେତେଟା ଚାପ୍ଟର ସରିଲାଣି, ସେଇଟା ବି ମଧ୍ୟ ପ୍ରେସର ରହେ। ତେଣୁ ସେଇ ଜିନିଷକୁ ବି ଆପଣ ଚେଷ୍ଟା କରିବେ ଯେମିତି ତା ସହିତ କେହି ରିଚ୍ ମାନେ ଆଉଟ ନ ହେଇପାରିବେ ପରୀକ୍ଷା ପୂର୍ବ ଦିନ। ତେଣୁ ତା ଫଳରେ ତା ଉପରୁ ସେ ଯେମିତି ଷ୍ଟ୍ରେସ ଫ୍ରି ରହିବ। ଆଉ ଯେତେବେଳେ ସିଏ ଆଟଲିଷ୍ଟ ସେଫ ଫିଲ୍ କରିବ, ଯେତେବେଳେ ତାଙ୍କ ମାନେ ପ୍ୟାରେଣ୍ଟଙ୍କ ପାଖରେ, ଯେ ମୁଁ ପରିଶ୍ରମ କରୁଛି, ମୋ ବାପା ମାଙ୍କର ମୋ ଉପରେ ବିଶ୍ୱାସ ଅଛି, ତା ଉପରେ ଏତେ ପ୍ରେସର ରହିବନି ନିଶ୍ଚିତ ଭାବରେ, ମୁଁ ଫିଲ୍ କରୁଛି। ଧନ୍ୟବାଦ ମ୍ୟାଡାମ, ଆଜି ଆପଣଙ୍କ ପାଇଁ ବହୁତ ଶିଖିବାକୁ ମିଳିଲା। ଆଣ୍ଡ ଯୋଉ ଯିଏ ବି ପଡକାଷ୍ଟ ଦେଖୁଥିବେ ସେମାନେ ବହୁତ ଶିଖିଥିବେ। ସୋ ଫାଇନାଲ ଆପଣ କିଛି ଆଡଭାଇସ୍ ଅଛି ଯୋଉଥିରେ କି ଆପଣ ଦବାକୁ ଚାହୁଁଛନ୍ତି ପ୍ୟାରେଣ୍ଟସ୍ ମାନଙ୍କୁ? ପ୍ରଥମ କଥା ହେଲା, ପ୍ୟାରେଣ୍ଟସ୍ ମାନେ ଯାହା ଆପଣ ଚେଞ୍ଜେସ୍ ଆଣିବାକୁ ଚାହୁଁଛନ୍ତି ଆପଣଙ୍କ ପିଲାଙ୍କ ଭିତରେ, ସେଇଗୁଡାକ ଆପଣ ଆଗ ନିଜ ଭିତରେ ଆଣନ୍ତୁ। ଯାହା ଚେଞ୍ଜେସ୍ ଆପଣ, ପଜିଟିଭ ଚେଞ୍ଜେସ୍ ଯାହା ବି ପିଲାଙ୍କ ଭିତରେ ଆଣିବେ। ଦ୍ଵିତୀୟ କଥା ହେଲା, ଆପଣ ନିଜ ଉପରେ ଟିକେ ଫୋକସ ରଖନ୍ତୁ, ନିଜ ପାଇଁ ଟିକେ ସେଲ୍ଫ କେୟାର ପାଇଁ ଟାଇମ ବାହାର କରନ୍ତୁ। ଆଉ ଥାର୍ଡଲି ହେଲା, ନିଜ ଇମୋସନ ଉପରେ କଣ୍ଟ୍ରୋଲ ଆଣନ୍ତୁ। ରିଆକ୍ଟିଭ ଜମାରୁ ହୁଅନ୍ତୁନି, ରେସ୍ପଣ୍ଡିଙ୍ଗ ହୁଅନ୍ତୁ। ଆଉ ସଲ୍ୟୁସନ ଉପରେ ଫୋକସ ଦିଅନ୍ତୁ, ପ୍ରୋସେସ ଉପରେ ନୁହେଁ। ଆଉ ଯାହା ବି ଚାଲିଛି କିଛି ଭଲ ପାଇଁ ଚାଲିଛି, ମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଯାହା ଚାଲିଛି କିଛି ଭଲ ପାଇଁ ଚାଲିଛି, ଆଉ ସବୁ ଭଗବାନଙ୍କ ପାଖରେ ସରେଣ୍ଡର କରନ୍ତୁ। ଯଦି ଏନି ପ୍ୟାରେଣ୍ଟ ଯଦି ଆପଣଙ୍କ ସହିତ କନେକ୍ଟ ହେବାକୁ ଚାହୁଁଛନ୍ତି ତ କେମିତି କନେକ୍ଟ ହେବେ? ହ୍ୱାଟ୍ସଆପ ଲିଙ୍କ ମୁଁ ଦେଇଦେବି ନା? ଦେଇପାରିବେ। ଓକେ, ମୁଁ ଏଇ ଭିଡିଓ ତଳେ ହ୍ୱାଟ୍ସଆପ ଗ୍ରୁପ
ଜଏନ୍ କରନ୍ତୁ ସୋ ଦ୍ୟାଟ୍ ଆପଣ ସୁଶ୍ରୀ ମ୍ୟାଡମ୍ ସହିତ କନେକ୍ଟ ହେବେ ଏଣ୍ଡ ନିଜର ପ୍ରୋବ୍ଲେମ ବି ସଲ୍ଭ କରିପାରିବେ। ଧନ୍ୟବାଦ ଏଭ୍ରିୱାନ୍, ଧନ୍ୟବାଦ ସୁଶ୍ରୀ ମ୍ୟାଡମ୍ ଆସିଥିବାରୁ ମୋ ପଡକାଷ୍ଟ। Thank you, Mahesh, also.